गुरुर्मिलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूपः कदा मह्यं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादान् सहगण ललिता श्रीविशाखान्वितं च। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्द स्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिन्निति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। ये श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। त्वमादिदेवं करुणानिधानं तमालवन्नं श्वेतावतारम् अपार संसार समुद्र सेतु भजामहे भागवत स्वरूपं भजामहे भागवत स्वरूपं भजामहे भागवत स्वरूपम्। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। श्रीमद्भागवतम कथा सत्रर आज पंचम संध्या समस्त भक्त मानू अंतरराष्ट्रीय कृष्ण जगन्नाथ संघ जयपुर शाखा तरफ समस्त को भूरी भूरी धन्यवाद ज्ञापन करुँची। जेहेतु आपने समस्ते श्रद्धार सहित श्रीमद्भागवतम को आस्वादन कर। विशेषकर आज एक पवित्र तिथि श्री श्रीमद गौरगोविंद गोस्वामी गुरु महाराज शुभ आविर्भाव तिथि। तेणु तांकरी कृपारू आमे आज स्वतंत्र अवसर प्राप्त हेले भागवतम को दुई थर आस्वादन करने। जदिव प्रतिदिन आम थरे लेखा आस्वादन करते किंतु आज दुई थर आस्वादन कर माने ये होती कौन साधुंकर कृपा। साधु कृपा कले से आम दुई थर आस्वादन करने सुजोग पाइले। आउ प्राय मो जानिया भितर एमती केबे सुजोग मिलनी। भागवतम कथा हेची 7 दिन कथा हेची, प्रतिदिन कथा सब सुजोग मिली। किंतु गोटे दिन एमती खरा बेले थरे पुणी राति थरे संध्यारे एमती सुजोग विरल। ये तो साधु कृपा। तेणु आज सु अवसर आमको मिली से भाई भगवान कथा आम श्रवण करने जहाँफल आम अधिका भी श्रवण करने सक्षम हो पार। कारण साधु मैंने चाहती जीव
ଭଗବାନଙ୍କ ବିଷୟରେ ଜାଣୁ। ଭଗବାନଙ୍କର କଥା ଆମେ ଯେଉଁ ଶ୍ରବଣ କରୁଛନ୍ତି, ଶ୍ରବଣ କରିବା ତାତ୍ପର୍ଯ୍ୟ କ'ଣ? ତାତ୍ପର୍ଯ୍ୟ ହେଉଛି ଭଗବାନଙ୍କ ବିଷୟରେ ଜାଣିବା। ଭଗବାନଙ୍କ ବିଷୟରେ ଜାଣିବା ପରେ ଭଗବାନଙ୍କ ପ୍ରତି ଆସକ୍ତି ବଢ଼େଇବା ଏବଂ ନିଜ ସ୍ଥିତିକୁ ବୁଝିକି ସଂସାର ପ୍ରତି ଅନାସକ୍ତ ଭାବ ପୋଷଣ କରି ଭକ୍ତି ପଥରେ ପ୍ରଗତି କରିବା ପାଇଁ ଭଗବାନ ପାଖରେ ନିବେଦନ କରିବା। ଭାଗବତ ଶ୍ରବଣ କରିବାର ଇଏ ହିଁ ହେଉଛି ଉଦ୍ଦେଶ୍ୟ। ଆଉ ଭାଗବତମ୍ କୀର୍ତ୍ତନ କରିବାର ବି ଏଇଟା ଉଦ୍ଦେଶ୍ୟ। କୃଷ୍ଣ ପାଖରେ ମତି ଲାଗୁ ସମସ୍ତଙ୍କର ଏଇ ଭାବନାରେ ହିଁ କୀର୍ତ୍ତନ କରାଯାଏ। ଆଜିକାଲି ଯେଉଁ ଭାଗବତମ୍ କଥା କୀର୍ତ୍ତନ ହେଉଛି ସେସବୁ ମନୋରଞ୍ଜନ ଭିତ୍ତିକ ନା। ଗୀତ ବାଦ୍ୟ ବାଜିବ, କେଶିଓ ବାଜିବ, ପ୍ୟାଡ଼ ବାଜିବ, ଏସବୁ ବାଜିବ, ବିଭିନ୍ନ ପ୍ରକାର ଗୀତ ତାମସା ହେବ। ସେଇଟା ହେଇପାରେ, ନିନ୍ଦା କରାଯାଇପାରିବନି। କୌଣସି ସ୍ଥିତିକୁ କୌଣସି ବ୍ୟକ୍ତିଙ୍କୁ ନିନ୍ଦା କରାଯାଇପାରିବନି। କାହିଁକି ନା ଭାଗବତମ୍ର ସ୍କନ୍ଦ ପୁରାଣରେ କଥା ରହିଛି। ଭାଗବତମ୍ ଯେଉଁ ଆସ୍ୱାଦନ ଅଛି, 4 ପ୍ରକାର ଭାଗବତମ୍ ଆସ୍ୱାଦନ ରହିଛି। 3 ଗୁଣ ରହିଛି ନା। 3 ଗୁଣ ଯେଉଁ ରହିଛି, ତାମସିକ ଭାଗବତ ଶ୍ରବଣ ବି ରହିଛି। ଭାଗବତ ଶ୍ରବଣ କିନ୍ତୁ ତାମସିକ ଭାବ, ତାମସିକ ଭାଗବତ କଥା, ରାଜସିକ ଭାଗବତ କଥା, ସାତ୍ଵିକ ଭାଗବତ କଥା, ନିର୍ଗୁଣ ଭାଗବତ କଥା। ଭାଗବତ କଥା ବି 4 ପ୍ରକାର ରହିଛି। ତେଣୁ ସମସ୍ତେ ତ ଆମେ ଆଶା କରିବାନି ସମସ୍ତେ ପୁରା ଉଚ୍ଚ ସ୍ଥିତିକୁ ଯାଆନ୍ତୁ। କି ନିର୍ଗୁଣ ଭାଗବତ କଥା କ'ଣ? ନିର୍ଗୁଣ ଭାଗବତ କଥା ହେଉଛନ୍ତି ଯେଉଁଠି ଭାଗବତମ୍ର ଶାସ୍ତ୍ରର ପ୍ରତ୍ୟେକ ଶ୍ଲୋକର ଆସ୍ୱାଦନ କରାଯାଏ। ଶ୍ଲୋକର ଅର୍ଥ ଯାହା ଆମ ପାଇଁ ଜରୁରୀ। କାରଣ ଭାଗବତରେ ଆପଣ ଦେଖିବେ ଗୋଟିଏ ଗୋଟିଏ ଶ୍ଲୋକକୁ ଯଦି ବ୍ୟାଖ୍ୟା କରାଯିବ ତାର ବିଭିନ୍ନ ଅର୍ଥ ବାହାରିବ। ଯଦି ଗୋଟେ ଶ୍ଲୋକର ଅର୍ଥକୁ ନେଇକି ଯଦି ଆମେ କର୍ମ ଭିତରେ ଲଗେଇବା, କର୍ମ ଭିତରେ ବି ସେ ଅର୍ଥ ଯିବ। ଜ୍ଞାନ ଭିତରେ ଲଗେଇଲେ ସେ ଜ୍ଞାନ ଯୋଗରେ ବି ସେ ଅର୍ଥ ଯିବ। କିନ୍ତୁ ଭାଗବତର ପ୍ରତ୍ୟେକ ଶ୍ଲୋକର ଅର୍ଥ କ'ଣ ହେବା ଉଚିତ? ଭକ୍ତିପରକ ଅର୍ଥ। ଭକ୍ତି ଆମେ ଯାହା କହୁ, ଭାଗବତମ୍ ଯେଉଁ କଥାର ସବୁ ବିଧାନ ରହିଛି ନା। କଥାରେ ଯେଉଁ ଆପଣମାନେ ତ ଏଇଟା ବୁଝିପାରିବେନି, ଜାଣିପାରିବେନି। ଭାଗବତମ୍ କଥା ଯେଉଁ କରାଯାଏ ତା ପାଇଁ କେତେଟା ଜିନିଷ ରହିଛି ଜାଣିଛନ୍ତି? ତା ପାଇଁ 10ଟା ଜିନିଷ ରହିଛି। 10ଟା ଜିନିଷକୁ ଆଧାର କରିକି ଭାଗବତମ୍ କଥା କରାଯାଏ। ସେ ଭିତରେ ଗୀତ ରହିପାରେ, ବାଦ୍ୟ ରହିପାରେ, କିନ୍ତୁ ଗୀତ ବାଦ୍ୟ କ'ଣ ହେବ ସେଟା ବି ତାର ପ୍ରାମାଣିକତା ରହିବା ଦରକାର। ଯେମିତି ବାଦ୍ୟ ମୃଦଙ୍ଗ ବାଜିପାରେ, ହାରମୋନିୟମ ବାଜିପାରେ, କରତାଳ ବାଜିପାରେ। ଆଜିକାଲି ତ ବାହାର ତ କ'ଣ କୁହାଯିବ, ବାହାର ତ ସବୁ ଆଜିକାଲି କେସିଓ ଫେସିଓ କ'ଣ ବାଜୁଛି ସବୁ ଠିକ୍ ଅଛି, କିନ୍ତୁ ସେଟା ଭକ୍ତିପରକ ହେବା ଦରକାର। ସେସବୁ ଶୁଣିଲା ପରେ ଜୀବ ତାର ତତ୍ତ୍ୱଟାକୁ ବୁଝିବା ଉଚିତ, ଭକ୍ତିପରକ ହେବା ଉଚିତ। 10ଟା ପଏଣ୍ଟ ରହିଛି। ମୁଁ ତ ଭାଗବତମ୍ କଥା ପ୍ରଥମେ ଆରମ୍ଭ କରିଥିଲି, ମହାରାଜ ମୋତେ ସେ କଥା କହୁଥିଲେ। ମହାରାଜ କହିଲେ ବହୁ ଜିନିଷକୁ ସତର୍କତାର ସହିତ ଧ୍ୟାନ ଦେଇକି କଥା କହିବା ପାଇଁ ପଡ଼େ। ଯାହା କିଏ ଆଜିକାଲି ତ କେତେ ପ୍ରକାର କଥା ହେଉଛି, ହଁ ହେଇପାରେ କଥା ହେଇପାରେ, କିନ୍ତୁ ସେ କଥା ଦ୍ୱାରା କ'ଣ ହେବ? ଜୀବର ତ କଲ୍ୟାଣ ହେବ ନ ହେବ ସେଟା ଭଗବାନଙ୍କ ଉପରେ ରହିବ, ନିଜର କଲ୍ୟାଣ ହେବନି। ଯେଉଁମାନେ କଥା କୀର୍ତ୍ତନ କରନ୍ତି ସେ ନିଜର କଲ୍ୟାଣ ହେବନି। କାହିଁକି? ଆମେ ଯଦି ପରମ୍ପରାର ଆଚାର୍ଯ୍ୟମାନଙ୍କର କଥାକୁ ଯଦି କ'ଣ ଉପସ୍ଥାପନ ନ କରିବା, ତାହେଲେ ଆମେ ଆଚାର୍ଯ୍ୟମାନଙ୍କର କୃପା ପାଇବାନି, ପରମ୍ପରାର କୃପା ମିଳିବନି। ଆଉ ଯେଉଁ ଅଲଗା ପ୍ରକାର ସବୁ ଭଜନ ସେ ଚାଲିଛି, କିଏ ସେ ଯେଉଁ ଭଜନ ଗାଉଛନ୍ତି ସେ ତ ପୁଣି ଭଜନ ତ ଗାଉଛନ୍ତି, ଭଜନ ଗାଉଛନ୍ତି, କିନ୍ତୁ ଆମର ଆଚାର୍ଯ୍ୟମାନଙ୍କର ଭଜନ ଥିବା ଦରକାର। ଆମେ ଯେମିତି ଖରାବେଳେ ଶୁଣୁଥିଲେ, ବୃଦ୍ଧ ବ୍ୟକ୍ତିର ଯେଉଁ ମରଣ ସମୟରେ ସେ ହରିଭଜନ କରିବା ପାଇଁ ଯେଉଁ ନିର୍ଦ୍ଦେଶଟା ଦିଆଯିବ, ଉପଦେଶଟା ଦିଆଯାଇଛି, ଏଇଟା କ'ଣ? ଆଚାର୍ଯ୍ୟଙ୍କର ଭଜନ। ବଳରାମ ଦାସ ବୈଷ୍ଣବ ଆଚାର୍ଯ୍ୟଙ୍କର ଭଜନ ଆମେ ଗାନ କରୁଥିଲେ। ତେଣୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଭଜନକୁ ଆମେ ଗାନ କରାଯାଇପାରେ। ତେଣୁ 10ଟା ପଏଣ୍ଟ ରହିଛି, ସେ ପଏଣ୍ଟକୁ ଦେଖିକି କଥା କହିବା ଉଚିତ। ତେବେ ଆମେ ଯେଉଁ ସୁଯୋଗ ପାଉଛୁ, ଏଠି କହିବା ତାତ୍ପର୍ଯ୍ୟ ଥିଲା ଏହା ଯେ ଆମେ ଯେଉଁ ସୁଯୋଗ ପାଉଛନ୍ତି ଇଏ ହେଉଛନ୍ତି ସାଧୁଗୁରୁଙ୍କ କୃପା। ସାଧୁଗୁରୁଙ୍କ କୃପାରେ ଭଗବାନଙ୍କର କ'ଣ ଭକ୍ତିର ସୁଯୋଗ ମିଳେ, କଥା ଶ୍ରବଣର ସୁଯୋଗ ମିଳେ। ଏ ବି ଶାସ୍ତ୍ର ସିଦ୍ଧାନ୍ତ, ଶାସ୍ତ୍ର ବି ଶ୍ଲୋକ ରହିଛି। ଆପଣ ଚିନ୍ତା କରୁନାହାନ୍ତି, ବିନୁ ସତ୍ସଙ୍ଗ ବିବେକ ନ ହୋଇ, ସତ୍ସଙ୍ଗ ବିନା ବିବେକ ମିଳିବନି, ସତ୍ସଙ୍ଗଟା ପୁଣି କେମିତି ମିଳେ?
राम कृपा बिनु सुलभ न सोई भगवान को कृपा बिना भी सत्संग मिलबनी भगवान को कृपा जहाँ अच्छी सत्संग मिल सत्संग भी समस्त मिलबनी ये कथा हूँ समस्त सुजोग मिलूँ ना सुजोग समस्त अच्छी सुजोगटा समस्त कौन कह जो मुक्त द्वार ना क्या तो बारण करा तुम आसनी आम तो बरং डाक डाक अणा जाऊँ आस आस शुण सुजोग समस्त अच्छी कि समस्त आसी पार ना कहीं विभिन्न कर्म द्वारा सी व्यस्ततार छंदी रे भागवत लिखाई प्रायण अल्पायुषा सभ्या कलौ अस्मिन् जुगे जना मंदा स्मंद मतयो मंद भाग्या ही उपद्रुता से श्लोकर अर्थ देखिए विश्वनाथ ठाकुर पूरा खोली खोली कर भगवान को कृपा न हेले यू हेनी ताल कृपाटा कौन जहाँ तो जहाँ प्रति कृपा नहीं सी तो पथ को आसपार ना से जबरदस्त आसी शुणा दरकार एटा कौन समस्ते बुझीपार बुझीपारे एटा किए कह भी ना एटा किए कहू भी ना तेरे आमको कह तात्पर्य सबू श्रेय जाए केवल पूर्व आचार्य मानक समस्त श्रेयर अधिकारी होती सी तांकरी कृपार ही आम शुणुचे आमर कौन योग्यता नहीं आमर कौन कौन आम स्थिति ही ठीक नहीं गले चले आम स्थिति को आम केमी सजाड़ी पारिबा से आचार्य माने आमको कृपा करती से सुजोग दियंती तेरे आज अपूर्व सुजोग आम प्राप्त होती कथा शुणवार सुजोग आमको मिली तेरे आम जहाँ श्रवण करुले व्यक्तिर अवस्था किभली हुए गर्भावस्था आरंभ कर मृत्यु पर्यंत व्यक्ति प्रत्येक पदक्षेप केवल दुख ही प्राप्त हुए एटा व्यक्ति बुझा ही हूँ जीवन सफलता कारण ये बुझिले से भगवान को पाखे समर्पित भाव इच्छा कर जान आम केभली अवस्था अच्छु ना से जापर गाँवली कथा गोटे अच्छी पिठिया बलद जान ना कौन तार अर्थ पिठिया बलद माने बलद गाले ही पड़े पिठिया बलद मैंने सी जानी हाँ शोपड़ा टे गाले मालिक आसो कौन दी कौन बाड़ी दी बाहर पिटो पिटू पिटी गाले शो पड़े गला कौन अच्छे ये पिठिया बलद मैंने माड़ खाई हम रही जाऊे आम अवस्थाटा से ये सत्य शास्त्र जो कहुई ना सब सत्य देखुना जीवटा दुख भोगुची कि दुखर सी उत्तीर्ण हाँपाई चाहूनी कहीं मायारे पड़ी भगवान तो कहते ये सब दुख गुड़ाक शुणा शुणुचे तो बर्तमान तो शुणी शुणी आसचे बार्धक्य अवस्था दुख शुणिले पुणी मृत्यु समय कौन कह सजे से अवस्था दुख शुणिले मृत्यु समय दुख शुणिले सबु अवस्था दुख शुणुंट कि जीवर कौन संसार आसक्ति छेड़ी जाऊँ कटि जाऊँ कटिबनी केमी गोटे उदाहरण देले बुझे जे गोटे छोट छुआटा चॉकलेट कौन 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 लॉलीपॉप टॉफी जहाँ कहे चॉकलेट सी खाऊँ चॉकलेट खाऊँ पाटर गली पड़ी पाटर गली पड़ा से चॉकलेट चारिपटे पिंपुड़ी लगी से चॉकलेट पुणी नहीं पाटे पूरी पूरे कौन पिंपुड़ी पिंपुड़ी कामुड़ी पिंपुड़ी कामुड़ा को सी सहूची पछे कि चॉकलेट छाड़ी पाऊनी हाँ कि नहीं पिंपुड़ी कामुड़ी जीव फेव कामुड़ी छाड़े ओठ कामुड़ी छाड़े फुलीगला तथा से मिठाटा छाड़ी पाऊनी कामुड़ू पिंपुड़ी कामुड़ से मिठा छाड़ी पार ये जगतर सुखटा हूँ ठीक से सुख किसी ना से सुखटा रही लॉलीपॉपटा सबुदिन रही किसी समय पर से मेल्ट हो किसी ना खाली काठीटा रहा कि ना कि से पिंपुड़ी कामुड़ी छाड़ी भी पारनी दुख समस्ते भोगुंट किंतु झुली सुख मिल खाली तो भावनाटा सुख मिले मत सुख मिल तो समस्त अवस्था से आप चिंता करूँ केते गंभीर केते कौन कह गहन कथा ये जीव ये अवस्था रही से भावनाटा परिवर्तित हम भावनाटा मार्जित हम जदि आम शुणा श्रवण कले ही मार्जित हम न से देखुना सब शास्त्र सिद्धांत से किए कौटी एमती लीला रही लीला भी रही देखुना लीला रही जी शुणी तार चित्त शुद्ध होती जी शुणी ता चित्त शुद्ध होनी देखो प्रहलाद महाराज मातृगर्भरे शुणिले बोली चित्त शुद्ध है भगवत आसक्ति रहा किंतु हिरण्यकशिपु शुणिले नहीं से साधुसंग कले नहीं साधुसंग इच्छा ही नाला साधु मान सी द्वेष करते देखो चित्त शुद्ध है कि
ସେ ଶୁଣିଲେନି, ବୁଝିଲେନି। ତେଣୁ ଜୀବ ଏଇଭଳି କଷ୍ଟରେ ପଡ଼ିଛି। ଏବଂ ମୃତ୍ୟୁ ସମୟର କଥା ଆମେ ଶ୍ରବଣ କରୁଥିଲେ, କିଭଳି ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହେଇଥିବ, ସବୁ ଇନ୍ଦ୍ରିୟମାନେ ଅସମର୍ଥ ହେଇଯାଇଥିବେ, କିନ୍ତୁ ମନ ସେ ସମୟରେ ସକ୍ରିୟ ଥାଏ। ମନ ତ ବୁଢ଼ା ହୁଏନି, ମନଟା ସକ୍ରିୟ ଥାଏ। ଏବଂ ସେହି ସମୟରେ ସବୁ କଥା ତାର ଚିନ୍ତା ଆସେ। ଆଉ ବିଶେଷ କରି ମୃତ୍ୟୁ ସମୟରେ ସବୁ କଥା ଚିନ୍ତା ଆସେ। ମୃତ୍ୟୁ ସମୟ କ'ଣ, ଖାସ୍ କରି ଯେତେବେଳେ ଶଯ୍ୟାଶାୟୀ ହେଇଯିବେ, ଇନ୍ଦ୍ରିୟମାନ ଯେତେବେଳେ କାର୍ଯ୍ୟ କରିବେନି, ସେତେବେଳେ ସବୁ କଥା ମନେ ପଡ଼ିବ। କାହିଁକି? ତାର ବୈଜ୍ଞାନିକ କାରଣ ବି ରହିଛି। ଏ ତ ଶାସ୍ତ୍ର କହୁଛନ୍ତି, ତାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଶଯ୍ୟାଶାୟୀ ଅବସ୍ଥାରେ ଲୋକ ଭାବୁନାହାନ୍ତି କି ଆମେ ବୁଢ଼ା ହେଲେ କିଛି ଆଉ କାର୍ଯ୍ୟ ତ ନଥିବ, ବସିକି ହରିଭଜନ କରିବୁ। ନା, ହରିଭଜନ ହବନି। ବୃଦ୍ଧକାଳେ ଯଦି ହରିଭଜନ ହେଇଯାଉଥାନ୍ତା, ପ୍ରହ୍ଲାଦ ମହାରାଜ କହିନଥାନ୍ତେ କୌମାର ଆଚରେତ୍ ପ୍ରାଜ୍ଞ। କୌମାର ଅବସ୍ଥାରୁ ଯିଏ ହରିଭଜନ କରୁଛି, ଯିଏ ଭଗବାନଙ୍କର ଭକ୍ତି ପଥକୁ ଆସିଛି, ସେ ପ୍ରାଜ୍ଞ, ସେ ବୁଦ୍ଧିମାନ, ବିଦ୍ୱାନ, ସେ ହେଉଛି ପ୍ରକୃତିରେ ଜ୍ଞାନୀ। କାହିଁକି? ନା, ବାର୍ଦ୍ଧକ୍ୟ ଅବସ୍ଥାରେ ଭଜନ ହବନି, ଭକ୍ତି କରିବା ଏତେ ସହଜ ହବନି, କାରଣ ଶରୀର ସପୋର୍ଟ କରିବନି ନା। ଆପଣ ଭାବୁଥିବେ ଭଜନ କରିବେ, ଭଜନ କଲେ ସେ ଶରୀର ସପୋର୍ଟ କରିବନି। ଆପଣ ଭାବୁଥିବେ ଭଜନ କରିବି, ନିଦ୍ରା ଆସିଯିବ। ଭାବୁଥିବେ ଭଜନ କରିବି, ଶରୀର ଅସୁସ୍ଥ ହେଇଯିବ। କରିବେ କ'ଣ? କିଛି କରିପାରିବେନି। ସେ ପ୍ରସଙ୍ଗ କେତେବେଳେ ଶୁଣିବେ? ପ୍ରହ୍ଲାଦ ମହାରାଜଙ୍କର ଶିକ୍ଷା ଖାଲି 7 ଦିନ। ପ୍ରହ୍ଲାଦ ମହାରାଜ କ'ଣ ଶିକ୍ଷା ଦେଇଛନ୍ତି ସେଇଟା 7 ଦିନ କେତେବେଳେ ଯଦି ଭଗବାନ ସୁଯୋଗ ଦିଅନ୍ତି ସେ ବିଷୟ ଶୁଣିବେ। ବାର୍ଦ୍ଧକ୍ୟ ଅବସ୍ଥାରେ ଭଜନ ହବନି, କାରଣ ଶେଷରେ କ'ଣ ହବ? ଆର ବୈଜ୍ଞାନିକ କାରଣ ହେଇଛି। ବୈଜ୍ଞାନିକ କାରଣ କ'ଣ? ମୁଁ ବିଦେଶରେ କଥା କହିଲି। ବିଦେଶରେ କହିଲା ପରେ ବିଦେଶରେ ସେ ବସିଲେ ସବୁ ସ୍କଲାର ମାନେ, କ'ଣ ଭୌତିକ ବୁଦ୍ଧିଜୀବୀ ଯାହାକୁ କୁହାଯାଏ। ଆଜିକାଲି ସବୁ ବଡ଼ ବଡ଼ ପାଠୁଆ, ସବୁ ପାଠୁଆ ସ୍କଲାର ଆଉ କ'ଣ, ବଡ଼ ପାଠୁଆ। ଆଉ ସେ ସବୁ ବଡ଼ ପାଠୁଆ ମାନେ ବସିଥିଲେ, ସେମାନେ ସବୁ ସ୍ୱୀକାର କଲେ, କହିଲେ ଆଜ୍ଞା ଆପଣ ଯାହା କହୁଛନ୍ତି ଠିକ୍। ଆଉ ମୁଁ କହିଲି ମୁଁ କହୁନି, ଶାସ୍ତ୍ର କହୁଛି, ଆଉ ବିଜ୍ଞାନ ବି ସେଇଟା କହୁଛି। ବାର୍ଦ୍ଧକ୍ୟ ଅବସ୍ଥାରେ କାହିଁକି ହରିଭଜନ ହବନି? ବାର୍ଦ୍ଧକ୍ୟ ଅବସ୍ଥାରେ ବେଶୀ ମନଟା ଅସ୍ଥିର ହବ। ଆଚ୍ଛା, ମନ କାହିଁକି ଅସ୍ଥିର ହବ? ମନ ଅସ୍ଥିର ହବ ଏଇଥିପାଇଁ, କାରଣ ଇନ୍ଦ୍ରିୟ ଗୁଡ଼ାକ ଯେତେବେଳେ ସବୁ ଶିଥିଳ ହେଇଯିବେ, ଇନ୍ଦ୍ରିୟ ଗୁଡ଼ାକର ଯେଉଁ ସବୁ ଟେଣ୍ଡେନ୍ସି ରହିଛି, ସେଗୁଡ଼ାକ ସବୁ ପ୍ରଭାବ ପଡ଼ିବ କାହା ଉପରେ? ମନ ଉପରେ। ଇନ୍ଦ୍ରିୟ ଗୁଡ଼ାକ ଯେତେ ଶିଥିଳ ହେବେ, ମନ ସେତେ ସକ୍ରିୟ ହବ। ହେଲା ସାଇଣ୍ଟିଫିକ୍ ରିଜନ୍। ଯାହାର ଯେତେ ଇନ୍ଦ୍ରିୟ ଶିଥିଳ ହେଇଯିବେ, ମାନେ ବୟସ ହେଲେ ଇନ୍ଦ୍ରିୟ ଶିଥିଳ ହେଇଯିବେ, ମନଟା ସେତେ ସକ୍ରିୟ ହବ। କାରଣ ସେ ଇନ୍ଦ୍ରିୟ ଯୋଗୁଁ ସେ ଯେଉଁ ଭୋଗୁଥିଲା, ସେ ଭୋଗଟା କ'ଣ ହେଲା? ବାଧା ସୃଷ୍ଟି ହେଲା। ଯେମିତି ବୃଦ୍ଧ ହେଲା ପରେ ଭୋଜନ ଖାଇଲେ ହଜମ ହେଉନି, ତ ଭୋଜନ ବସ୍ତୁଗୁଡ଼ାକ ଦେଖିଲେ କ'ଣ ଲାଗିବ? ବିରକ୍ତିଆ ଖାଲି ଲାଗିବ। ଅନ୍ୟମାନେ ଖାଉଥିବେ ଦେଖିଲେ କ'ଣ ହେବ? ଖାଲି ଛଟପଟ ହେବ। ଦାନ୍ତ ଯାହାର ବଳି ପଡ଼ିଥିବ, ଆପଣ ଚିନ୍ତା କରନ୍ତୁ, ଗୋଟେ ବୁଝିବା ପାଇଁ କହୁଛି, ଏଟା ଶୁଣିବା ବୁଝିବା ପାଇଁ। ଯାହାର ଦାନ୍ତ ନଥିବ, ଦାନ୍ତ ବଳି ପଡ଼ିଥିବ, ତା ଆଗରେ ଆପଣ ବସିକି କାଜୁ ଭଜା ଖାଇବେ, ତାକୁ କ'ଣ ଲାଗିବ କହିଲେ? ସେ କ'ଣ, ତାକୁ ଭଲ ଲାଗିବ ନା? ରାଗୁଥିବ, କିନ୍ତୁ ଭିତରେ ଭିତରେ ରାଗିବ, କହିପାରିବନି କିଛି। ଆପଣ କାଜୁ ଭଜା ତା ଆଗରେ ବସିକି ଖାଉଥିବେ, ଯାହାର ଦାନ୍ତ ନାହିଁ ସେ ତ ଚୋବି ପାରୁନି, ତା ଆଗରେ କାଜୁ ଭଜା ତ ପୁରା ଟାକରା ମାରିକି ଖାଉଥିବେ ତା ଆଗରେ ବସିକି। ସେ ତ ଦେଖିବ, ସେ ଖାଲି ମାନେ ବିରକ୍ତ ହେବ କି ନାହିଁ? ଆରେ ମୁଁ ଖାଇପାରୁନି, ମୋ ଆଗରେ ବସିକି ଖାଉଛୁ ନା? ମାନେ ଖାଇପାରୁନଥିବ କି ସହିପାରୁନଥିବ। ତ ଏଇ ଗୋଟେ ଉଦାହରଣ ଦ୍ୱାରା ମୁଁ ବୁଝଉଛି। ତ ଅବସ୍ଥାଟା ହେବ ସେୟା, ସବୁ ଇନ୍ଦ୍ରିୟ ଗୁଡ଼ାକ ସେଭଳିଆ ହେଇଯିବେ। ଚକ୍ଷୁ ସେଭଳିଆ ହେବ, କାନ ସେଭଳିଆ ହେବ, କ'ଣ ଉଠିବା ମୁସ୍କିଲ ହେଇଯିବ, ସବୁକିଛି ମୁସ୍କିଲ ହେଇଯିବ। ତ ଇନ୍ଦ୍ରିୟ ଗୁଡ଼ାକ ଯେତେବେଳେ ଅସମର୍ଥ ହେଇଯିବେ, ସେତେବେଳେ କ'ଣ ହେବ? ମନଟା ସକ୍ରିୟ ହେଇଯିବେ। ଦେଖୁନାହାନ୍ତି, ଇନ୍ଦ୍ରିୟମାନଙ୍କର ସବୁ ଯେଉଁ ଶକ୍ତି ରହିଛି, ଆପଣ ଜାଣିଥିବେ, ମୁଁ ଗୋଟେ କହିଥିଲି ବୋଧେ ପୂର୍ବରୁ କେବେ, ମୁଁ ଏଇଟା ସେ ବିଦେଶରେ ସେ କଥା କହିଲା ପରେ ସେ ସ୍ୱୀକାର କଲେ, ହଁ ଠିକ୍। ଆପଣ ଜାଣିଛନ୍ତି ହେଲେନ୍ କେଲର ନାମ ଶୁଣିଛନ୍ତି? କିଏ କିଏ ଜାଣିଛନ୍ତି? ହାତରେ କିଲେ ଶୁଣିଛନ୍ତି? ହଁ, ଶୁଣିବା କଥା। ତ କ'ଣ ଦେଖିଛ ନା କ'ଣ ଯାଇକି? ସେ ତ ବିଦେଶରେ। ହେଲେନ୍ କେଲର ନାମ କିଏ କିଏ ଶୁଣିଛନ୍ତି? ହାତରେ କିଲେ। ଆଚ୍ଛା, ହେଲେନ୍ କେଲର କିଏ? ତାଙ୍କର ଡେଜିଗ୍ନେସନ୍, ତାର ମାନେ ଯୋଗ୍ୟତାଟା କ'ଣ ଥିଲା କହିଲୁ ସାଗର? ସାଇଣ୍ଟିଷ୍ଟ କ'ଣ ଥିଲା?
ଡକ୍ଟର କ'ଣ ଥିଲା? କ'ଣ ଥିଲା ସେ ହାତରେ ଥିଲା? ସାଇଣ୍ଟିଷ୍ଟ ଥିଲା? ମନେ ନାହିଁ। ହେଲେନ୍ କେଲରର ବହୁତ ଯୋଗ୍ୟତା ଥିଲା। ଏକାଧାରରେ ଜଣେ ସାହିତ୍ୟିକ, ଏକାଧାରରେ ଜଣେ କବି, ଏକାଧାରରେ ଜଣେ ପ୍ରାବନ୍ଧିକ, ବହୁତ ବହୁତ ଯୋଗ୍ୟତା ତାଙ୍କର। କିନ୍ତୁ ଶରୀର ଅବସ୍ଥା କିଭଳି? ଶରୀର ତିନିଟି ଯାକ କାମ କରୁନି। ଅନ୍ଧ, ମୂକ, ବଧିର। ଅନ୍ଧ ବି ଦେଖାଯାଉନି, ମୂକ ବି, ବଧିର କାନକୁ ବି ଶୁଭୁନି, କିନ୍ତୁ ଏକାଥରେ ସବୁ ଯାକ। କେମିତି ଥିଲେ? ଅନ୍ଧମୁଖ ବଧିର ଥିଲେ ନା କ'ଣ? ହେଲେନ୍ କେଲର ମାରୁନାହାନ୍ତି, ସର୍ଚ୍ଚ କରୁନାହାନ୍ତି ବର୍ତ୍ତମାନ ଦେଖିବେ ହେଲେନ୍ କେଲର, ଏବାଉଟ୍ ହେଲେନ୍ କେଲର ମାରିଦିଅ ଗୁଗୁଲ। ଗୁଗୁଲ ତ ଆଜିକାଲି ଯେଉଁ ଗୁରୁ ଆଉ ଗୁଗୁଲ ଗୁରୁ ଆଉ ମହାରାଜ କୁହନ୍ତି ଆଉ ଗୁଗୁଲ ଗୁରୁ। ଗୁଗୁଲ ଖୋଲିକି ଦେଖାଇ ଦେବ ସବୁ। ଆଚ୍ଛା, ଗୁଗୁଲକୁ ସର୍ଚ୍ଚ କରି ଦେଖିଲ କୃଷ୍ଣ ପ୍ରେମ କେମିତି ମିଳିବ? କ'ଣ ଶମ୍ଭୁ? କୃଷ୍ଣ ପ୍ରେମ କେମିତି ମିଳିବ? ଗୁଗୁଲ ମୋତେ ଟିକେ କହ, କୃଷ୍ଣ ପ୍ରେମ କେମିତି ମିଳିବ? ବୈକୁଣ୍ଠକୁ କେମିତି ଯିବି? ଗୁଗୁଲ ଦେଖିବ, ବାଟ ପାଇବନି, ସେ ଦେଖିବ କ'ଣ? ସେ ବାଟ ତ ପାଖେ ନଥିବ। ତ ହେଲେନ୍ କେଲର ଥିଲେ ଏଇଭଳି। କହିବା ତାତ୍ପର୍ଯ୍ୟ କ'ଣ? ହେଲେନ୍ କେଲର ଯେଉଁ ଅଲଗା ଇନ୍ଦ୍ରିୟ ମାନେ ସବୁ ଶିଥିଳ ହେଇଯାଇଥିଲେ, ଅଲଗା ଇନ୍ଦ୍ରିୟ ମାନେ ସବୁ କାର୍ଯ୍ୟକ୍ଷମ ନଥିଲେ, ମନଟା ତାଙ୍କର ସେତେ ସକ୍ରିୟ ଥିଲେ। ଆଚ୍ଛା, କହିପାରୁଥିଲେ। ଠିକ୍ ଅଛି, ଯାହା ହେଉ, ମୁଁ ତ ଯାହା ସ୍ମରଣ ଆସିଲା ମୁଁ କହିଲି। ଠିକ୍ ସେ ହଁ ହଁ ଠିକ୍ ଅଛି। କ'ଣ ତାଙ୍କର ଶ୍ରବଣ ଶକ୍ତି ନଥିଲା? ଆଉ କ'ଣ ନଥିଲା? ଶୁଣିପାରୁନଥିଲେ, କହିପାରୁନଥିଲେ, ଦେଖିପାରୁଥିଲେ? ଆଚ୍ଛା, ଦେଖିପାରୁନଥିଲେ, ଶୁଣିପାରୁନଥିଲେ, କହିପାରୁଥିଲେ। ଆଚ୍ଛା, ଠିକ୍ ଅଛି। ତାମାନେ ଅନ୍ଧ ଥିଲେ ଆଉ ବଧିର ଥିଲେ, ମୂକ ନଥିଲେ, କହିପାରୁଥିଲେ। ଠିକ୍ ଅଛି। ତ ଅନ୍ଧ ଥିଲେ, ବଧିର ଥିଲେ, ମାନେ ଶ୍ରବଣ ଇନ୍ଦ୍ରିୟ କାମ କରୁନି, ଦର୍ଶନ ଇନ୍ଦ୍ରିୟ କାମ କରୁନି। ତେଣୁ ତାଙ୍କର ଶକ୍ତି, ମନଟା କ'ଣ ହେଇଛି? ସେତିକି ସକ୍ରିୟ ହେଇକି ଅଛି। ଆପଣ ଏଇଟା ସତ୍ୟ। ପ୍ରାକ୍ଟିକାଲି ଆପଣ ଦେଖୁନାହାନ୍ତି, ଗୋଟେ ଅନ୍ଧକୁ ଦେଖିବେ, ଅନ୍ଧ ସିଏ ତାର ରାସ୍ତା ବାଡ଼ି ଦ୍ୱାରା ଠଉରେଇକି ପଳେଇବ। ଆମର ଆଖି ଅଛି ନା ନାଇଁ? ବର୍ତ୍ତମାନ ଆମର ଆଖି ଅଛି। ଯଦି ଆମ ଆଖିରେ ପଟି ବାନ୍ଧି ଦିଆଯିବ, ବାଡ଼ିଟା ଦିଆହେବ, କହିବ ଯା। କେତେ ଜାଗାରେ ବାଡ଼େଇ ହେବା ତାର ହିସାବ ନାହିଁ, କେତେ ଜାଗାରେ ଡ୍ରେନ୍ରେ ପଡ଼ିବ ତାର ହିସାବ ନାହିଁ। ସତ କି ନାହିଁ କହୁନାହାନ୍ତି? ଆମେ ତ ଦେଖିଛେ, ପୁଣି ସବୁ ଦେଖିଛେ, ଜାଣିଛେ। କିନ୍ତୁ ଆମେ ଯାଇକି କେଉଁ ଗାଡ଼ି ଦେହରେ ବାଡ଼େଇ ହେଇଯିବା, କେଉଁ ଷଣ୍ଢ ଦେହରେ ପିଟି ହେଇଯିବା, ଷଣ୍ଢ ମୁଟିକି କ'ଣ ହବ କିଛି କହିହେବନି। କିନ୍ତୁ ସିଏ ବାଡ଼ିଟା ଧରିକି କେମିତି ସବୁ ଠଉରେଇକି ପଳେଇ ଯାଉଛି। ମାନେ ସ୍ପର୍ଶ ଶକ୍ତିଟା ତାର ଅଛି, ମନଟା ତାର କାର୍ଯ୍ୟ କରୁଛି ନା। ସେ ସିନା ଦେଖିପାରୁନି, ସ୍ପର୍ଶ ଶକ୍ତି ଦ୍ୱାରା। ମାନେ ଅନ୍ଧମାନେ ଆପଣ ଜାଣିଥିବେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆମର ମହାରାଜ କହୁଥିଲେ, ଗୋପୀନାଥ ମହାରାଜ, କଟକରେ ସେ ରହୁଛନ୍ତି। ଗୋପୀନାଥ ମହାରାଜ ଥରେ ଗୋଟେ କଥା କହୁଥିଲେ, ମୁଁ ଶୁଣିକି ଆଶ୍ଚର୍ଯ୍ୟ ହେଲା। ରେ ସତ କଥା। ଆଉ ଆମର ଜଣେ ଭକ୍ତ ଅଛନ୍ତି, ବମ୍ବେରେ ଅଛନ୍ତି। ସିଏ ଭୁବନେଶ୍ୱରରେ ଥିଲେ, ସେ ବର୍ତ୍ତମାନ ବମ୍ବେରେ ଅଛନ୍ତି। ତାଙ୍କ ନାଁ ଧୃତରାଷ୍ଟ୍ର ପ୍ରଭୁ, ତାଙ୍କ ନାଁ ବି ଦିଆହେଇଛି ଧୃତରାଷ୍ଟ୍ର। ତ ସିଏ ଜଣେ ଲୋକକୁ ମିଶିଥିବେ, ମାନେ ଅନ୍ଧ ଜଣେ ଲୋକକୁ ମିଶିଥିବେ, ମାନେ କେତେ ବର୍ଷ ପରେ ସିଏ ମିଶନ୍ତୁ, କହିଦେବେ ଆପଣ ଅମଙ୍ଗ। ଗୋପୀନାଥ ମହାରାଜ କହୁଥିଲେ ଏଇଟା ମୋତେ। କହିଲେ ମୁଁ ବହୁତ ବର୍ଷ ପରେ ଯାଇକି ତାଙ୍କୁ ମିଶିଲି। ସେ ମୋତେ ଡାଇରେକ୍ଟ କହିଦେଲେ, କହିଲେ ଆରେ ଅଦ୍ୱୈତପୁର ଆସିଛ? ତାଙ୍କ ନାଁ ଅଦ୍ୱୈତ ଆଚାର୍ଯ୍ୟ ଥିଲେ। ଅଦ୍ୱୈତପୁର ଆସିଛ? କହିଲେ ଇଏ କେମିତି? ତ ଅନ୍ଧ ଦେଖିପାରୁନାହାନ୍ତି, କେମିତି ଜାଣିଲେ? କେମିତି ଜାଣିଲେ କୁହନ୍ତୁ? ଘ୍ରାଣ ଶକ୍ତି ଯିଏ କହିଲେ, ସେମାନଙ୍କର ଗୋଟେ ଶକ୍ତି ଅଛି, ଘ୍ରାଣ ଶକ୍ତି। ସିଏ ଆପଣ ତାଙ୍କ ପାଖକୁ ଗଲେ ସେ ଜାଣିଦେବେ କିଏ ଆସିଛି। ଆପଣ ଟିଭିରେ ଦେଖିଥିବେ ମହାଭାରତ ଦେଖିଥିବେ। ଧୃତରାଷ୍ଟ୍ର, ଗାନ୍ଧାରୀ, ସେ ସବୁ ଅନ୍ଧ ଥିଲେ ନା, ପଟି ବନ୍ଧା ହେଇଥିଲା। ଧୃତରାଷ୍ଟ୍ର ତ ଅନ୍ଧ ଥିଲେ। ତାଙ୍କ ରୁମ୍କୁ କିଏ ଗଲେ ସେ କେମିତି କହିଦେଉଥିଲେ ଅମକ ଆସିଛ ବୋଲି? ସେ ଚିହ୍ନି ପାରୁଥିଲେ ନା, ଅମକ ଆସିଛ ବୋଲି କହିଦେଉଥିଲେ ନା। ଆପଣ ଟିକେ ପ୍ରାକ୍ଟିକାଲି ଗୋଟେ ବିଚାର କରୁନାହାନ୍ତି, ସେ କେମିତି ଜାଣୁଥିଲେ? ସେ ତ ଦେଖିପାରୁନାହାନ୍ତି। ଗୋଟେ କ'ଣ ଘ୍ରାଣ ଶକ୍ତି ଦ୍ୱାରା ସେ ଜାଣିଦେବେ। ଆମେ ଏଇଟା ଜାଣିପାରିବାନି। ଆମର ପ୍ରତ୍ୟେକ ବ୍ୟକ୍ତିର ଗୋଟେ ଅଲଗା ଅଲଗା ଗନ୍ଧ ରହିଛି। ଶରୀରରୁ ଗୋଟେ ଗନ୍ଧ ବାହାରେ, ସେ ଗନ୍ଧଟା କ'ଣ ଆମେ ଜାଣିନେ। ସେମାନେ ସେଟା ମାର୍କ କରିଦିଅନ୍ତି। ଏମିତିକି ସେମାନେ କହିଦେବେ ସୁଗନ୍ଧକୁ, ମାନେ ବାୟୁମଣ୍ଡଳର ସୁଗନ୍ଧକୁ ଦେଖିକି ସେ କହିଦେବେ ବର୍ତ୍ତମାନ ସମୟ କେତେ ହେଇଛି। ଆଉ ଆଶ୍ଚର୍ଯ୍ୟ ହେଇଯିବେ ଆପଣ, ସେ ସୁଗନ୍ଧ ଦ୍ୱାରା ଜଣାପଡ଼ିଯିବ କେତେଟା ହେଇଛି ସମୟ। ସେ କହିଦେବେ, ଏକ୍ଜାକ୍ଟ ନ ହେଇପାରେ, ମାନେ ପାଖାପାଖି
ପାଖାପାଖି ସେ କହିଦେବ ହଁ ବର୍ତ୍ତମାନ ଏତିକି ସମୟ ହେଇଛି। କହିବା ତାତ୍ପର୍ଯ୍ୟ ସେ କେମିତି ଏଇଟା କରିପାରୁଥିଲେ, ମନଟା ସକ୍ରିୟ ଥାଏ। ଏଇ ପଏଣ୍ଟରେ ଆମେ କହୁଥିଲେ ବାର୍ଦ୍ଧକ୍ୟ ଅବସ୍ଥାରେ ଯେଉଁ ଶେଷରେ ଯେଉଁ ଶଯ୍ୟାଶୀ ହେଇକି ବ୍ୟକ୍ତି ଯେଉଁ ପଡ଼ିଥିବ ସେଜରେ ତାର ମନଟା କ'ଣ ହେଇଥିବ, ସକ୍ରିୟ ହେଇଯିବ। ସେଥିପାଇଁ ତାର ଇନ୍ଦ୍ରିୟମାନେ ଅବଶ୍ୟ ହେଇଗଲେ ମନଟା ବେଶୀ ସକ୍ରିୟ ହେଲେ କ'ଣ ହେବ, ସମସ୍ୟାଟା କ'ଣ ହେବ ସେ ସମୟରେ ନା ସମସ୍ୟାଟା ହେବ ତାର ପୁରା ବାଲ୍ୟକାଳରୁ ସେ ପର୍ଯ୍ୟନ୍ତ ସବୁ ଘଟଣା ଗୁଡ଼ାକ ତା ଆଖି ଆଗରେ ଖାଲି ନାଚି ଆସିବ। ସିନେମାରେ ଯେମିତି ଗୋଟେ ଗୋଟେ ସିନ୍ ଆସେନି ସେଭଳିଆ ଆସିବ। ଆମର ସମସ୍ତଙ୍କର ବାଲ୍ୟ ଅବସ୍ଥା ମନେ ଥିବ, କିଏ କେଉଁ ଅବସ୍ଥା ଅତିକ୍ରମ କରିକି ଆସିଛନ୍ତି, ଜୀବନରେ କ'ଣ କ'ଣ ଘଟଣା ଘଟିଛି ସମସ୍ତଙ୍କର ମନେ ଅଛି। ବର୍ତ୍ତମାନ ମନେ ପକାଇଲେ ସମସ୍ତେ କହିଦେଇପାରିବେ, କିନ୍ତୁ ଆମକୁ ମନେ ପକେଇଲେ କହିବା ପାଇଁ ପଡ଼ିବ। ମନେ ପକେଇକି କହିପାରନ୍ତି, ଆପେ ଆପେ ସେଟା ଆସୁନି, ବସିକି ଚିନ୍ତା କଲେ ଆସିବ। କିନ୍ତୁ ଯେତେବେଳେ ଶଯ୍ୟାଶାୟୀ ହେଇଯିବେ ସେତେବେଳେ ଆଉ କିଛି କାମ ନଥିବ ନା, ଆଉ ସେଗୁଡ଼ା ଖାଲି ମନେ ପଡ଼ିବ, ଯାହା ଯାହା କରିଥିବା। ବେଶୀ ମନେ ପଡ଼ିବ ଏଇଥିପାଇଁ ଯେଉଁ ଆତ୍ମୀୟ ସ୍ୱଜନଙ୍କ ସହିତ ଯେଉଁ ଥିବେ ସେମାନେ ତାଙ୍କୁ ସାହାଯ୍ୟ କରିପାରୁନଥିବେ। ସେଟା ଦେଖିଲେ ଭାବୁଥିବେ ଆରେ ମୁଁ ଏହା ପାଇଁ ଏହା କରିଛି, ସେୟା କରିଛି, ସେୟା କରିଛି, କିନ୍ତୁ ମୋତେ ସେମାନେ ସାହାଯ୍ୟ କରୁନାହାନ୍ତି, କରିବା ପାଇଁ ଚାହିଁଲେ ମଧ୍ୟ ସମର୍ଥ ହେଇପାରୁନାହାନ୍ତି। ଏଇ ଯେଉଁ ଜିନିଷକୁ ସେ ଦେଖିବେ ସେଇଟା ବେଶୀ ବାଧେ। ସେଥି ମନଟା ସେ ସମୟରେ ସକ୍ରିୟ ଥାଏ। ସେଥି ଆମେ ଶୁଣିଥିଲେ ନା, ଏବଂ କୁଟୁମ୍ବ ଭରଣେ ବ୍ୟାପୃତ ଆତ୍ମା ଜିତେନ୍ଦ୍ରିୟ ମ୍ରିୟତେ ରୁଦତାଂଶନମ୍ ଉରୁ ବେଦନୟା ଅସ୍ତଧି। ଉରୁ ବେଦନା ବହୁତ କଷ୍ଟ ହେଉଥିବ, ତେଣୁ ମନ ନଥିବ କିନ୍ତୁ ବୁଦ୍ଧି କାମ କରୁନଥିବ, କ'ଣ କରିବ ସେ ବିଚାର କରିପାରୁନଥିବ, ସେ ଅନ୍ଧାର ଦେଖାଯିବ ଖାଲି। ଆଉ ବେଶୀ ଚିନ୍ତା, ଏହା ପୂର୍ବ ଶ୍ଲୋକ ଥିଲା, ବହୁତ ଚିନ୍ତା କରୁଥିବେ ସେ। ପୀଡ଼ାଏ ଅସ୍ଥିର ଚିନ୍ତାଏ ଜଡ଼ିତ ଅଭାବେ ଜଳିତ ଚିତ୍ତ, ସବୁ ଅଭାବ ଲାଗୁଥିବ। ଉପାୟ ନା ଦେଖି ଅନ୍ଧକାରମୟ ଏଖନ ହଏଛେ ଭିତ। ଖରାଳି ଶୁଣୁଥିଲେ, ସଂସାର ତଟିନୀ ସ୍ରୋତ ନହେ ଶେଷ, ମରଣ ନିକଟେ ଘୋର, ସବ ସମର୍ପ୍ୟ ଭଜିବି ତମାରେ ଏ ଆଶା ବିଫଳ ମୋର। ଅନ୍ତିମ ସମୟରେ ସବୁ କିଛି ତ୍ୟାଗ କରି ଆପଣଙ୍କୁ ଭଜନ କରିବି, ଏଇ ଯେଉଁ ବିଚାର ଜଣେ କରେ ଏ ଆଶା ବିଫଳ, ଶେଷରେ ହବନି। ଆଚାର୍ଯ୍ୟମାନେ କହିଛନ୍ତି ଏଇଟା, ଏ ଆଶା ବିଫଳ ମୋର। ତ ସେ ଅବସ୍ଥାରେ ଯମଦୂତ ତଦାପ୍ରାପ୍ତ ସରହସେ କ୍ଷଣ, ଯମଦୂତ ଆସିକି ପୁରା ଭୟଙ୍କର ଦେଖାଯାଉଥିବେ, ପୁଣି କ୍ରୋଧପୂର୍ଣ୍ଣ ଚକ୍ଷୁରେ ସେମାନେ ଆସିକି ପହଞ୍ଚିଥିବେ। ତାଙ୍କୁ ଦେଖିକି ତାର ମଳମୂତ୍ର କ'ଣ ତ୍ୟାଗ କରିଦେବ, ଏମିତି ଭୟଭୀତ ସେ ହେଇଯାଏ। ଏବଂ ଯମଦୂତମାନେ ଆସିକି କ'ଣ କରିବେ, ଯାତନା ଦେହ ଆବୃତ୍ତ ପାଶେ ବଦ୍ଧା ଗଳେର ବଲାତ୍ ନୟାତା ଦୀର୍ଘମ ମଧ୍ୱାନୋ ଦଣ୍ଡ୍ୟା ରାଜଭଟାଂ ଯଥା। ଯାତନା ଦେହକୁ କ'ଣ କରିବେ, ପାଶ ବାନ୍ଧିକି, ଗଳାରେ ପାଶ ବାନ୍ଧିକି ତାକୁ ଟାଣିକି ନେବେ। ନେଲା ବେଳେ କିଭଳି ତାଙ୍କୁ ଦେଖୁଥିବେ, କେଉଁ ଦୃଷ୍ଟିରେ ଦେଖୁଥିବେ, ଭୟଙ୍କର। ସେମାନେ ତ ଦେଖାଯାଉଥିବେ ଭୟଙ୍କର। ଯମଦୂତମାନଙ୍କ ରୂପ କେମିତି ଜାଣିଛନ୍ତି, କିଏ ଦେଖିଛନ୍ତି? ଦେଖିନାହାନ୍ତି କିଏ? ହଁ, ଆଉ ଦେଖିବେ ଆଉ କ'ଣ ଯମଦୂତ ଡାଇରେକ୍ଟ ଦେଖିବେ ନା କ'ଣ? ଡାଇରେକ୍ଟ ଦେଖିବେ ମଲା ପରେ। ବର୍ତ୍ତମାନ ଦେଖିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଭାଗବତମରୁ ଦେଖିବେ। ଭାଗବତମରୁ କୁହାଯାଇଛନ୍ତି ଯମଦୂତଙ୍କ ଚେହେରା କେମିତି ଚେହେରା ଯମଦୂତଙ୍କର। ଊର୍ଦ୍ଧ୍ୱରମଣା ବକ୍ରତୁଣ୍ଡ ଆତ୍ମାନମ୍ ନେତୁମ୍ ଆଗତନ୍। ଊର୍ଦ୍ଧ୍ୱରମଣା ରୋମ ସବୁ ଠିଆ ଠିଆ, ବକ୍ରତୁଣ୍ଡା ମୁହଁ ସବୁ ବଙ୍କା ବିକଟାଳ, ଭୟଙ୍କର ଦେଖିବା ପାଇଁ, ଭୟଙ୍କର। ସେମାନଙ୍କୁ ଦେଖିଲେ, ଅଜାମିଳ ଦେଖିକି ଭୟଭୀତ ହେଲେ ନା, ସେଥିପାଇଁ ତାଙ୍କ ପୁଅକୁ ଡାକିଦେଲେ ବିକଳରେ। ସିଏ ତ ଅଜାମିଳର ସୌଭାଗ୍ୟ ଥିଲା, ସେ ନାମଟା ଉଚ୍ଚାରଣ କରିଥିଲା। ନାମର ମାହାତ୍ମ୍ୟ ଯୋଗୁଁ ପୁତ୍ରଟା ପାଖରେ ଅଛି, ନାମଟାକୁ ଉଚ୍ଚାରଣ କଲେ। ଇଏ ଅବସ୍ଥା ଯେତେବେଳେ ସେ ପହଞ୍ଚିବ, ଭକ୍ତି କରିଥିଲେ ତ ନାମଟା ଉଚ୍ଚାରଣ ହେବ, ନଚେତ କେମିତି ହେବ, ହେବନି। ଆଉ ସେମାନେ ପୁରା ଭୟଙ୍କର। ଯିବାବେଳେ ରାସ୍ତାରେ ତାକୁ ରାସ୍ତାରେ ହିଁ ଆରମ୍ଭ କରିବେ ତାଡ଼ନା। ତାଙ୍କର ଯେଉଁ ଗର୍ଜନ, ସେ ଗର୍ଜନରେ କ'ଣ ହେବ, ଗର୍ଜନରେ ଛାତି ଫାଟିଲା ଭଳି ଲାଗୁଥିବ। ଶୁଣୁଥିଲେ ନା ଖରାବେଳେ, କ'ଣ କ'ଣ ମନେ ଅଛି? ପ୍ରଥମ ହେଲା ଗର୍ଜନରେ ଛାତି ଫାଟିଲା ଭଳି ଲାଗୁଥିବ। ତାପରେ ସିରିଏଲ ଗୋଟେ ଗୋଟେ କହିଲେ ମନେ ପକାଇ ଦେଉଛି। ସମସ୍ତେ ଜାଣିଛନ୍ତି ଧାରାବାହିକ ଭାବେ ଭାଗବତରେ ଯାହା କୁହାଯାଇଛି। ପ୍ରଥମ ହେଉଛନ୍ତି ଯିବାବେଳେ ସେମାନେ ବହୁତ ଜୋରରେ ଗର୍ଜନ କରୁଥିବେ, ସେ ଗର୍ଜନ ଶୁଣିକି ତାର ଛାତି ଫାଟି ଯାଉଥିବ। ଦ୍ୱିତୀୟ ହେଉଛି ପଛରୁ କୁକୁରମାନେ କାମୁଡ଼ୁଥିବେ, ସେ କାମୁଡ଼ିବା ସମୟରେ ତାର ସେ ସମୟରେ କ'ଣ ହେଉଥିବ ନା, ଆର୍ତ ଅଭଂ ସ୍ୱମ ଅନୁସ୍ମରଣ, ତାର ପୁରୁଣା କଥା ସବୁ ମନେ ପଡ଼ୁଥିବ। ମାନେ କେଉଁ କଥା
ମାନେ ମୁଁ କାହିଁକି ଯାଉଛି, କାହିଁକି ମୋତେ ଜମାଳୟକୁ ନେଉଛନ୍ତି, ମୁଁ ଏ ଭୁଲ କରିଛି। ବର୍ତ୍ତମାନ କ'ଣ ସାଧୁ କହୁଛନ୍ତି ଭୁଲ କରନା, ପାପ କରନା, ଅନ୍ୟକୁ କଷ୍ଟ ଦିଅ ନା, ଶାସ୍ତ୍ର କହୁଛନ୍ତି, ସାଧୁମାନେ ସେଇଟା ସୂଚନା ଦେଉଛନ୍ତି। ବର୍ତ୍ତମାନ କିଏ ଶୁଣିପାରୁନାହାନ୍ତି, କାହିଁକି? ଆସକ୍ତି ରହିଛି ପରିବାର ପ୍ରତି, ପରିବାର ପ୍ରତି ଆସକ୍ତି ରହିଛି, ସଂସାର ପ୍ରତି ଆସକ୍ତି ରହିଛି। ତ ପେଟ ପୋଷ ନାହିଁ, ଦୋଷ ନାହିଁ, ଆୟତ ଚାଲିଛନ୍ତି ସମସ୍ତେ। ସେତେବେଳେ ଗଲାବେଳେ ତାର ସବୁ ମନେ ପଡ଼ିବ, ମୁଁ ଏ ଭୁଲ କରିଛି, ସେ ଭୁଲ କରିଛି, ସେ ଭୁଲ କରିଛି, ସବୁ କଥା ମନେ ପଡ଼ିଯିବ। ଆର୍ଥ ଅଘଂସମ୍ ଅନୁସ୍ମରଣ। ଆଚ୍ଛା, ତାପରେ କଷ୍ଟ ଥିଲା କ'ଣ? କ୍ଷୁତ୍ରୁଟ, କ୍ଷୁଧା ତୃଷ୍ଣାରେ ସେ ପୁରା ପରିତ ବ୍ୟାକୁଳିତ ହେଉଥିବ। ତାପରେ କଷ୍ଟ ଉପରୁ ଥିବ ସୂର୍ଯ୍ୟ କିରଣ, ପାର୍ଶ୍ୱରେ ଥିବ ଗରମ ହାୱା, ରାସ୍ତା ଥିବ ବାଲି, ସେ ବାଲି ପୁଣି କିଭଳି? ତତଲା ବାଲି, ପଥି ତପ୍ତ ବାଲୁକେ। ତାପରେ କ'ଣ ଥିବ? ଚାବୁକ ପାହାର, ଯମଦୂତ ମାନେ ପଛଆଡ଼ୁ ଚାବୁକ ପାହାର, କୃଚ୍ଛେଣ ପୃଷ୍ଠେ କଷାୟାଚ ତାଡ଼ିତ। ଆଉ କ'ଣ ହେଉଥିବ? ଚଳତି ଅଶକ୍ତ ଅପି ନିରାଶ୍ରମ ଉଦକେ। ଜଳ ନାହିଁ କି ଆଶ୍ରୟସ୍ଥଳ ନାହିଁ, ଆଶ୍ରୟ କୋଉଠି ନଥିବ କି ଜଳ ନାହିଁ, ପାଣି ବି ନାହିଁ। ଏଇଭଳି ରାସ୍ତାରେ ଯିବା ସମୟରେ ତତ୍ର ତତ୍ର ପତତ୍ଶାନ୍ତଂ ମୂର୍ଚ୍ଛିତ ପୁନରୁତ୍ଥିତ। ସେଇ ସମୟରେ ଯିବାବେଳେ ସେ ବାଟରେ ବାରମ୍ବାର ପଡ଼ିଯାଉଥିବ, ମୂର୍ଚ୍ଛା ହେଇଯାଉଥିବ, ପୁଣି ଉଠୁଥିବ, ଚାବୁକ ମାଡ଼ ଖାଇକି ପୁଣି ଉଠୁଥିବ। ସେ ରାସ୍ତାରେ କାହାକୁ ନିଆଯାଏ? ପଥା ପାପୀୟ ସାନିତାଂ, ପାପୀମାନଙ୍କୁ ସେ ରାସ୍ତାରେ ନିଆଯାଏ। ତରସା ଯମ ସାଧନମ୍, ଯମରାଜଙ୍କର ସମ୍ମୁଖକୁ ତରସା ସ୍ପିଡଲି, ଅତି କ୍ଷିପ୍ର ବେଗରେ ନିଆଯାଏ। କେତେ କ୍ଷିପ୍ର ବେଗରେ ନିଆଯାଏ ଶୁଣିଥିଲେ, ଏ ଶ୍ଲୋକରେ ଶୁଣି କଥା ବିଶ୍ରାମ ଦେଇଥିଲେ। କେତେ ଦୂର? ଏଠୁ 99,000 ଯୋଜନ, 99,000 ଯୋଜନାନି ସହସ୍ରାଣୀ, ଯୋଜନାନାଂ ସହସ୍ରାଣୀ ନବତିଂ ନବଚ୍ଛାଧନ, ନବତିଂ ନବ ଚ ଅଧ୍ୱନ। ଦୂରତାରେ 99,000 ଯୋଜନ। କେତେ ସମୟ ଲାଗେ? ତ୍ରିଭି ମୁହୂର୍ତ୍ତୈବା ଦ୍ୱାଭ୍ୟଂ, ମାତ୍ର 2-3 ମୁହୂର୍ତ୍ତରେ ତାଙ୍କୁ ପହଞ୍ଚାଇ ଦିଅନ୍ତି। ପ୍ରାପ୍ନୋତି ଯାତନା, ଦଣ୍ଡ ଭୋଗିବା ପାଇଁ ତାଙ୍କୁ 2-3 ମୁହୂର୍ତ୍ତରେ ନେଇକି ପହଞ୍ଚାଇ ଦିଅନ୍ତି। ଖରାବେଳେ ଶୁଣିଥିଲେ ନା, ସ୍ପେସ୍ ଟ୍ରାଭେଲର୍ସ ମାନେ ଯାଆନ୍ତି ମାତ୍ର 18,000 ମାଇଲ ଘଣ୍ଟା ପ୍ରତି, କିନ୍ତୁ ଇଏ ମାତ୍ର 2-3 ମୁହୂର୍ତ୍ତରେ ଯାଇକି ପହଞ୍ଚିଯାଏ। ଯିବା ବେଳେ ପୋଲିସ ମାନେ ବି ପିଟିଲା ଭଳି ତାଙ୍କୁ ପିଟନ୍ତି। ଗଲା ପରେ କ'ଣ ଦଣ୍ଡ ଦିଆଯାଏ ସେଟା ଭାଗବତମ୍ ପଞ୍ଚମ ସ୍କନ୍ଧରେ ନର୍କମାନଙ୍କର ବର୍ଣ୍ଣନା ରହିଛି। କିନ୍ତୁ କପିଳଦେବ ଭଗବାନ ବି ନର୍କର ସୂଚନା ଏଠି ଦେଇଛନ୍ତି। ମାଙ୍କୁ କ'ଣ କହୁଛନ୍ତି? ଭାଗବତମ୍ ଯେଉଁ ପଞ୍ଚମ ସ୍କନ୍ଧରେ ତ କୁହାଯାଇଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି 28 ପ୍ରକାର ନର୍କ, କିନ୍ତୁ ଏଠି 28 ପ୍ରକାର ନର୍କ ନାମ କହିନାହାନ୍ତି, ଖାଲି ଦଣ୍ଡ ଗୁଡ଼ାକ କିଭଳି ଖାଲି ସୂଚନା ଦେଇଛନ୍ତି ଚୁମ୍ବକରେ 2-3ଟା ଶ୍ଲୋକରେ। କେମିତି ସେ ସୂଚନା ଦେଇଛନ୍ତି କ'ଣ ଦେଖନ୍ତୁ। ଆଦିପନଂ ସ୍ୱଗାତ୍ରାଣଂ ବେଷ୍ଟୟିତ୍ୱା ଉଲ୍ମୁକାଦିଭି ଆତ୍ମମାଂସଂ ଗଦନଂ କ୍ୱାପି ସକୃତଂ ପରତୋପି ବା। ଆଦିପନଂ ସ୍ୱଗାତ୍ରାଣଂ, ଗାତ୍ର ମାନେ ଶରୀର, ନିଜ ଶରୀରକୁ ଅଗ୍ନି ସଂଯୋଗ କରୁଥିବେ। କୋଉଠି ମାନେ ନର୍କର ବିଭିନ୍ନ ପ୍ରକାର ତ ସବୁ ଡିପାର୍ଟମେଣ୍ଟ ରହିଛି ନର୍କ ଭିତରେ। ଆମେ କହୁଛେ ନର୍କ ମାନେ ଗୋଟେ ହୋଲ୍, ଆମେ ଏଇଟାକୁ ବଦଳିଲେ ନର୍କ, ତା ଭିତରେ ପୁଣି କେତେ ଡିପାର୍ଟମେଣ୍ଟ ରହିଛି। ଜେଲ୍ ଭିତରୁ ଆପଣ ତ ଯାଇନଥିବେ କେବେ, ଯଦି କେବେ ସୁଯୋଗ ମିଳେ ଯିବା ପାଇଁ ଗଲେ ଦେଖିବେ ତା ଭିତରେ କେତେ ପ୍ରକାର ସବୁ ଡିପାର୍ଟମେଣ୍ଟ, ମାନେ ସବୁ କଏଦୀମାନଙ୍କୁ ସମାନ ଜାଗା ରଖା ହୁଏନି, ଅଲଗା ଅଲଗା ଜାଗାରେ ସବୁ ଥାଆନ୍ତି। ସେମାନଙ୍କର ଅପରାଧ ଅନୁସାରେ ସେମାନଙ୍କୁ ଯେଉଁ ଦଣ୍ଡ ଧାର୍ଯ୍ୟ ହେଇଥାଏ ସେ ଅନୁସାରେ ସେମାନେ ସବୁ କିଏ ଦେଖିବେ ଗୋଟେ ଗୋଟେ ହଲ୍ରେ ଥିବେ ବହୁତ, କିନ୍ତୁ ଏମିତି ଗୋଟେ ଗୋଟେ କଏଦୀ ଥିବେ ତାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ଥିବ। ଏସବୁ ତାଙ୍କ ଅପରାଧ ଅନୁସାରେ ତାଙ୍କୁ ସବୁ ରୁମ୍ ଦିଆଯାଇଥାଏ। ତ ନର୍କରେ ଠିକ୍ ସେଭଳି, ନର୍କରେ ସେଭଳି ସବୁ ବିଭିନ୍ନ ପ୍ରକାର ସବୁ ଦଣ୍ଡ, ବିଭିନ୍ନ ନର୍କ ବିରାଟ ବଡ଼ ଏରିଆ, କେତେ ଏରିଆ ଭାଗବତମ୍ ପଞ୍ଚମ ସ୍କନ୍ଧ ପଢ଼ିବେ ସେସବୁ ଜାଣିବେ। ତ ଆଦିପନମ୍ ସ୍ୱଗାତ୍ରାଣମ୍, ଶରୀରକୁ କୋଉଠି ଅଗ୍ନି ସଂଯୋଗ କରାଯାଉଥିବ। କିଏ କହେ ଅଗ୍ନି ସଂଯୋଗ ତ ଏଇଠି କରାହେଇଥିବ, ଲୋକଟା ମରିଗଲା ପରେ ତ ନେଇକି ଅଗ୍ନି ସଂଯୋଗ କରି ତ ପୋଡ଼ା ହେଇଯାଉଛି ନା ନାହିଁ। ଆମେ ତ ନେଇକି ଅଗ୍ନି ସଂଯୋଗ କରୁଛେ, ଶ୍ମଶାନରେ ଦାହ କରି ଚାଲି ଆସୁଛେ, ତାହେଲେ ଏଇଠି ଅଗ୍ନି ସଂଯୋଗ କରାଯିବ କୁହାଯାଉଛି ନା। ଅଗ୍ନି ସଂଯୋଗ ଏଇଠି ଯେଉଁ ଅଗ୍ନି ସଂଯୋଗ କରାଯାଉଛି, ଶରୀରକୁ ନେଇକି ଶ୍ମଶାନରେ ଦାହ କରାଯାଉଛି, ଶରୀରଟା କ'ଣ ହେଉଛି? ଭସ୍ମୀଭୂତ ହେଇଯାଉଛି। କିନ୍ତୁ ସେଇଠି ଯେଉଁ ଅଗ୍ନି ସଂଯୋଗ କରାଯିବ, ଶରୀର ଭସ୍ମୀଭୂତ ହେବ ନାହିଁ,
ଖାଲି ଜ୍ୱଳନର କଷ୍ଟଟା ଭୋଗିବା ପାଇଁ ଅଗ୍ନି ଭିତରେ ତାକୁ ପକାହବ। ମାନେ ସବୁ ଥିବ, ଶରୀରଟା ପୁରା ଯାତନା ଶରୀର, କିନ୍ତୁ ସମସ୍ତ ଅନୁଭବ ପାଇଁ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଥିବ, କିନ୍ତୁ ଯାତନା ଶରୀର ମରିବନି। ଯେତେ କଷ୍ଟ ହେଲେ ବି ମରିବନି, ମୁଣ୍ଡ କାଟିଦେଲେ ମରିବନି। ସେଠି ଶୁଣୁନାହାନ୍ତି କ'ଣ କ'ଣ କଷ୍ଟ, କେମିତି ମରିବନି, କାହିଁକି ମରିବନି ସେଟା ବୁଝେଇବି, ଶୁଣନ୍ତୁ। ଆଦିପନମ୍ ସ୍ୱଗାତ୍ରାଣାମ୍, ଅଗ୍ନି ସଂଯୋଗ କରେଇବେ, ଅଗ୍ନି ଜଳେଇବେ ଶରୀରରେ। କିଭଳି ନା ବେଷ୍ଟୟିତ୍ୱା ଉନ୍ମୁଖ ଆଦିଭି, ଜ୍ୱଳନ୍ତ କାଠ ମଧ୍ୟରେ ରଖିକି ଅଗ୍ନି ସଂଯୋଗ କରିବେ। ଏଇଟା କ'ଣ, ଏଇଟା ତ ବୁଝି ଯାଉଛି ନା, ଅଗ୍ନି ସଂଯୋଗ ତ ଏଇଭଳି କରାଯାଏ ଜୁଇରେ ନା, ତାହେଲେ ଏଇଠି କ'ଣ ବ୍ୟତିକ୍ରମ, ଏଇଠି କ'ଣ ସ୍ପେଶାଲିଟି କ'ଣ ରହିଲା? ସ୍ପେଶାଲିଟି ରହିଲା ଏହା, ଯିଏ ପ୍ରଭୁପାଦଙ୍କର ଗ୍ରନ୍ଥ ନ ପଢ଼ିବେ, ପ୍ରଭୁପାଦଙ୍କ ଗ୍ରନ୍ଥ ନ ପଢ଼ିଲେ ବୁଝିପାରିବେନି। ଦେଖୁନାହାନ୍ତି, ବେଷ୍ଟୟିତ୍ୱା ଉନ୍ମୁଖ ଆଦିଭି, ଜ୍ୱଳନ୍ତ କାଠ ମଧ୍ୟରେ ରଖିକି ଅଗ୍ନି ସଂଯୋଗ କରିବେ। ତ ପ୍ରଶ୍ନ ଆସିବ, ଜ୍ୱଳନ୍ତ କାଠ ଭିତରେ ରଖିକି ତ ଏଇଠି ତ ଅଗ୍ନି ସଂଯୋଗ କରାଯାଉଛି ଗୋଟେ ଲୋକଟା ମରିଗଲା ପରେ, ଆମକୁ ସବୁ କରାହବ କି ନାହିଁ? ଶେଷରେ କରାହବ, ଆଉ ସେଇଠି ତ କରାହବ। ଫରକ କ'ଣ ନା, ଫରକ ହେଉଛି ଏଇଠି ଯେଉଁ ଶ୍ମଶାନରେ ଆମେ ଦାହ କରୁଛନ୍ତି ସେଇଟା ସ୍ମାସ ହେବ, ପଡ଼ିକି ଭସ୍ମ ହେଇଯିବ, କିନ୍ତୁ ସେଇଠି ସେ ପୋଡ଼ିକି ଭସ୍ମ ହେବନି। ଆଚ୍ଛା, ଭସ୍ମ ନହେଲେ ଅସୁବିଧା ହେଲା କ'ଣ ହେବ? ଜ୍ୱଳନ୍ତ କାଠ ଭିତରେ ରଖା ହେଇଥିବ ଯେଉଁ, ଯଦି ଜ୍ୱଳନ୍ତ କାଠରେ ପଡ଼ିକି ତାକୁ ଯଦି କଷ୍ଟ ହେବ, ସେ ରହିବ ନା ସେଠି, ଉଠିକି ପଳେଇବ ନା ନାଇଁ ଧାଇଁକି? ଟିକେ ଚିନ୍ତା କରନ୍ତୁ, କେତେ ଗମ୍ଭୀର ବିଷୟ। ଜ୍ୱଳନ୍ତ କାଠ ଭିତରେ ତାକୁ ରଖା ହେବ, ସେ ଉଠିକି ଧାଇଁକି ପଳେଇବ କି ନାହିଁ? ଖସିକି ପଳେଇବନି ନାହିଁ? ଏଇଠି ସିନା ପଡ଼ିଯାଉଛି, ଜୀବନ ନାହିଁ ବୋଲି ସେ ପଡ଼ିଯାଉଛି, ସେ ତ ଜୀବନ ମାନେ ଜୀବାତ୍ମା ତ ରହିଛି ନା, ଯାତନା ଶରୀରଟା ରହିଛି, ସେ ତ ଉଠିକି ଦୌଡ଼ିକି ପଳେଇବ ନା? ଦୌଡ଼ି ଯାଇପାରିବନି। ସେଇଥିପାଇଁ ତାକୁ ପୁରା ବାନ୍ଧିକି ରଖାଇଥିବ ସେଠି। କିଏ ଗୋଟା କେମିତି ଆପଣ କହିଦେଉଛନ୍ତି? ଏଇଟା ଆମେ କହୁନୁ, ଶାସ୍ତ୍ରଟା କହୁଛୁ। ପ୍ରଭୁପାଦ ମହାରାଜ ଏ ଚିତ୍ରଟାକୁ କରିଛନ୍ତି। ଜ୍ୱଳନ୍ତ କାଠ ଭିତରେ ତାକୁ ରଖାଇଥିବ, ବନ୍ଧା ହେଇକି ତାକୁ ଅଗ୍ନି ସଂଯୋଗ କରାହେଇଥିବ। ଏଠି ଅଛି କି ସେ ବହି? ନଥିବ। ସେକେଣ୍ଡ ଚାନ୍ସ ଇଂଲିଶ ବହି, ଏ ସେକେଣ୍ଡ ଚାନ୍ସ ପ୍ରଭୁପାଦ ଇଂଲିଶ ବହିରେ ସେଟା ସେ ଚିତ୍ରଟା କରିଛନ୍ତି। ସବୁ ବହି ଦେଖିବେ ନା ପ୍ରଭୁପାଦଙ୍କର। ପ୍ରଭୁପାଦ କେଉଁ ବହିରେ କ'ଣ ସବୁ ଚିତ୍ର କରିଛନ୍ତି? ସବୁ ଶାସ୍ତ୍ର ସିଦ୍ଧାନ୍ତକୁ ନେଇ ସବୁ ଚିତ୍ର କରିଛନ୍ତି ପ୍ରଭୁପାଦ। ସେକେଣ୍ଡ ଚାନ୍ସ ବହିରେ ଦେଖିବେ, ପ୍ରଭୁପାଦ ସେ ଚିତ୍ରଟା କରିଛନ୍ତି। ଜୀବଟାକୁ ପୁରା ବନ୍ଧା ହେଇକି ରଖା ହେଇଥିବ, ମାନେ ଜ୍ୱଳନ୍ତ କାଠ ଭିତରେ ଥିବ, ତାକୁ ପୁରା ବନ୍ଧା ମାନେ ନଟବୋଲ୍ଟ ବାନ୍ଧିଲା ଭଳିଆ ରଖା ହେଇଥିବ, କଷି ଯାଇପାରିବନି, କିନ୍ତୁ ଶରୀରଟା ପୋଡ଼ିକି ଭସ୍ମ ହେବନି। ତ ଏଇଭଳି ରଖା ହେଇଥିବ। ଆଉ କେଉଁଠି କେଉଁଠି ଆତ୍ମମାଂସଂ ଅଦନମ୍ କ୍ୱାପି ସ୍ୱକୃତଂ ପରତୋପିବା, କେଉଁଠି କେଉଁଠି ନିଜ ମାଂସକୁ ନିଜକୁ ଖାଇବା ପାଇଁ କୁହାହବ। ଖାଇପାରିବେ ନିଜ ମାଂସକୁ? କେତେ କଷ୍ଟ, ନିଜେ ନିଜ ମାଂସକୁ ଛିଣ୍ଡେଇ ଖାଇବେ। ଯେଉଁମାନେ ସ୍ୱାମୀ ଫାମିଷ ଖାଉଛନ୍ତି ସେମାନେ ସେଠି କୁହାହବ ଖା, ସେଇଠି ଖାଇଥିଲୁ ତ, ମର୍ତ୍ତ୍ୟମଣ୍ଡଳରେ ଖାଇଥିଲୁ, ଏଇଠି ଖା। ଏଭଳି ଲୀଳା ଅଛି। ରାମାୟଣ ଗୋଟେ ଲୀଳା ମୁଁ ପଢ଼ିଛି ଏଭଳି, ସେଟା କହିବା ପାଇଁ ସମୟ ନାହିଁ, ବହୁତ ବଡ଼ ଲୀଳା। ସେ ଜଣେ ଶ୍ଵେତ ନାମକ ଜଣେ ରାଜା, ସେ ନିଜ ମାଂସ ଖାଉଥିଲେ। ଏଇଠି କ'ଣ ସେ ଋଷି ତାଙ୍କୁ ଦେଖିଲେ, ତାଙ୍କୁ ଦେଲା ପରେ ସେ ତାଙ୍କର କୃପାରୁ ସେ ପୁଣି ମୁକ୍ତ ହେଲେ। ଅଗସ୍ତ୍ୟ ଋଷି, ହଁ ମୁଁ ଏଇଟା କହିଥିଲି। ଅଗସ୍ତ୍ୟ ଋଷିଙ୍କୁ ସେ କଙ୍କଣଟା ଦେଇଥିଲେ, କଙ୍କଣ ଦେଲା ପରେ ସେ ଉଦ୍ଧାର ପାଇଲେ। ଶ୍ଵେତ ନାମକ ରାଜା, ସେ ନିଜ ମାଂସ ନିଜେ ଖାଉଥିଲେ। ଆଉ ନର୍କ ତ ଏଇଟା ଭରପୁର। ଆଉ ଆତ୍ମମାଂସଂ ଅଦନମ୍ କ୍ୱାପି, ନିଜ ମାଂସକୁ ନିଜେ ଖାଇବେ। କେଉଁଠି କେଉଁଠି ମାନେ ଜବରଦସ୍ତ କହିବେ ଖା, କେଉଁଠି କେଉଁଠି ସ୍ୱକୃତଂ ପରତୋପିବା, କେଉଁଠି ଅନ୍ୟ ଜୀବମାନ ଦ୍ୱାରା ତା ମାଂସକୁ ଖାଇବେ। ତା ପ୍ରଶ୍ନ ଆସିବ, ମାଂସ ତ ଅନ୍ୟ ଜୀବମାନେ ଖାଇବେ, କାମୁଡ଼ି ଯେତେବେଳେ ଖାଇଦେବେ, ମାଂସ ତ ସରିଗଲା ଦେହରୁ, ଶରୀର ତ ମରିଯିବ ନାଇଁ? ଅଗ୍ନିରେ ପୋଡ଼ିଦେଲେ ଶରୀର ତ ପୋଡ଼ିକି ନଷ୍ଟ ହେଇଯିବ। ଅଲଗା ଜୀବମାନେ ଯେତେବେଳେ ମାଂସକୁ କାଢ଼ିବେ, ମାଂସ ତ ଖଣ୍ଡିଆ ହେଇଯିବ, ଖଣ୍ଡିଆ ହେଇକି ତ ସରିଯିବ, ମରିଯିବ ନାଇଁ। ଆଉ କ'ଣ ହେବ ଦେଖନ୍ତୁ, ଜୀବିତଶ୍ଚନ୍ତ୍ରଭିଦ୍ଧାର ସଗୃଧି ଯମ ସାଧନେ ସର୍ପ ବୃଶ୍ଚିକ ଦଂସାଦେଇ ଦଂସାଦ୍ଭିଚ ଆତ୍ମବୈଶେଷମ୍। କେଉଁଠି କେଉଁଠି ଦେଖନ୍ତୁ, ଜୀବିତଶ୍ଚ ମାନେ ସେଠି ଜୀବିତ ଥିବ, ସେ ମରିନି। ମରିବ ବୋଲି କ'ଣ କୁହାଯାଏ? ଆମେ ଯେଉଁ କହୁଛେ ଗୋଟେ ଜୀବ ମରିଗଲା ବୋଲି କହୁଛେ କାହିଁକି? ଜୀବାତ୍ମା ଛାଡ଼ିକି ଚାଲିଗଲେ ସେ ଶରୀରରୁ, ସେଟାକୁ ଆମେ କହୁଛେ ମରିଗଲା। ଆଉ ସେଟା ବା ଜୀବାତ୍ମା ଥିବ ସେ ଶରୀରରେ? ଯାତନା ଶରୀର ଭିତରେ ଜୀବାତ୍ମାଟା ଥିବ ନା, ଜୀବାତ୍ମାକୁ କଷ୍ଟ ଦେବା ପାଇଁ ସେ ଦଣ୍ଡ ସବୁ। ଜୀବିତଶ୍ଚ, ସେ ଜୀବନ୍ତ ଅବସ୍ଥାରେ ସେ ଅନୁଭବ କରୁଥିବ କ'ଣ? ଅନ୍ତର ଅଭ୍ୟୁଦ୍ଧାର। ଅନ୍ତର ଅଭ୍ୟୁଦ୍ଧାର ମାନେ ଅନ୍ତପୁଟାକୁ ଟାଣିକି, କିଭଳି ଅଭ୍ୟୁଦ୍ଧାର ଟାଣିକି, ସ୍ୱଗୃଧେଇ ଯମ ସାଧନେ, ସ୍ୱ ମାନେ କୁକୁର, ଗୃଧେଇ ମାନେ ଶାଗୁଣା।
ତା ଅନ୍ତପୁଟାକୁ କୁକୁର ଶାଗୁଣା ଟାଣିକି ପୁରା ଖାଉଥିବେ। ପ୍ରଭୁ ସେ ଚିତ୍ର କରିଛନ୍ତି ସେକେଣ୍ଡ ଚାନ୍ସ ବହିରେ, ପୁରା ଟାଣିକି। ଆଉ ସେ ଦେଖୁଥିବ ଯାହା ଲାଗୁଥିବ, ଦେଖୁଥିବ କୁକୁର ଆଉ ଶାଗୁଣା ଆସି ତାର ଅନ୍ତପୁଟାକୁ ଟାଣିକି ନେଇକି ଖାଉଥିବେ। କାହିଁକି? ଏଇଠି ଯେଉଁ ଭୁଲ କାମ କରିଛି, ଏ ଯେଉଁ ଧର୍ମକୁ ଯେଉଁ ମାନିନି, ମନ ଇଚ୍ଛା କାର୍ଯ୍ୟ କରିଛି, ପାପକର୍ମ କରିଛି, ହଁ ଅପରାଧ କରିଛି, କେତେ କ'ଣ ସବୁ ଭୁଲ କାମ କରୁଛି, ଆଉ ଦଣ୍ଡଟା ଭୋଗିବ। ଯିଏ ଯାହା କରୁଛି ସେ ଫଳଟା ସିଏ ଭୋଗିବ, ତା ପାଇଁ କିଛି ଆଉ ପ୍ରତିକାର ନାହିଁ। ତ କେତେ କଷ୍ଟ। ଭଗବାନ କହୁଛନ୍ତି ମାଆଙ୍କୁ, ହେ ମା, ଜୀବ ଯେଉଁ ଏଇଭଳି ପରିବାର ପାଇଁ ଯାହା କିଛି ପାପ କରିଥାଏ ତାର ପରିଣତି ହେଉଛି ଏହା। ହଁ, ସ୍ୱଗୃଧି ଯମ ସାଧନେ। ଆଉ କୋଉଠି ସର୍ପ ବୃଶ୍ଚିକ ଦଂଶ, ସାପ ବିଛା, ଦଂଶ ମାନେ ଡାଁସ, ଆଦି ଦଂଶାଭି ଚ ଆତ୍ମବୈଶେଷ, ଏଗୁଡ଼ା ସବୁ ଦଂଶନ କରୁଥିବେ ଆସିକି। ଦଂଶନ ମାନେ ସାଂଘାତିକ ଦଂଶନ, ଏଇ ଗୋଟେ ଦିଟା ନୁହଁ ମ, ପୁରା ଚାରିପଟୁ ଘେରି ଯାଇଥିବେ। ଯାହା ଲାଗୁଥିବ ଚିନ୍ତା କରନ୍ତୁ। ସେ ଯେଉଁ କ'ଣ ଜେଲରେ ରହିଲେ ଯେମିତି, ଜେଲ, ମୁଁ ତ ଓଡ଼ିଶାର ସବୁ ଜେଲକୁ ଯାଇଛି ପ୍ରବଚନ ପାଇଁ, ତ ସବୁ ଜେଲକୁ ଯାଇଛି। ଜେଲରେ ମୁଁ ଯାଇ ଦେଖେ ଗୋଟେ ଜିନିଷ କିନ୍ତୁ ମାର୍କ କରେ, ମଶାରୀ ତ ଦେଉନାହାନ୍ତି ଏମାନଙ୍କୁ। ମଶାରୀ ଜେଲରେ କାହାକୁ ଦିଆଯାଏ ନା। ମଶା ଯେତେବେଳେ ହେବେ, କହିଲେ ମଶା ହେଲେ ସେ ସେମିତି ଶୋଇବେ, କେବଳ କମ୍ବଳ ଦିଆହେବ, ଆଉ କିଛି ନାହିଁ। ଘୋଡ଼େଇକି ଶୁଅ, ଖରାଦିନେ ବାମ୍ଫ ନିଅ, ଯାହା କରୁଛ କର, କିନ୍ତୁ କିଛି ଉପାୟ ନାହିଁ। ମୁଁ କହିଲି ମଶାରୀ କାହିଁକି ଦିଆଯାଉନି? ମଶାରୀ ଦିଆହେଉନି ଏଇଥିପାଇଁ, ମୁଁ ଯାହା ବୁଝିଲି, ମଶାରୀ ଦିଆହେଉନି ଏଇଥିପାଇଁ। ମଶାରୀ ଦେଲେ ତା ଭିତରେ କ'ଣ ହେବ, ଏଟା ଦୌଡ଼ି ଫୁଡ଼ି ଥିବ ନା। ଗୋଟେ କାରଣ ହେଉଛି ମଶାରୀ ଦିଆଯାଉନି, ଦେଲେ କାଳେ ସେ ମଶାରୀକୁ ନେଇ ସେ ସୁଇସାଇଡ଼ କରିଦେବେ, ବାନ୍ଧି କୁଆଡ଼େ ବନ୍ଧିକି ଝୁଲି ପଡ଼ିବେ, ଇଏ ଗୋଟେ କାରଣ। ଦ୍ୱିତୀୟ ହେଉଛି ମଶାରୀ ଯଦି ଦେବେ, ଗୋଟେ ରୁମ୍ ଭିତରେ ଯଦି 50 ଜଣ ଥିବେ, 50ଟା ମଶାରୀ ବାନ୍ଧିବେ କେମିତି, ଇଏ ଗୋଟେ କାରଣ। ସେଥିପାଇଁ ମଶାରୀ ଜେଲରେ ଦିଆଯାଏ ନା। ଆଚ୍ଛା, ସେ ଜେଲରେ ଯେଉଁଠି ମଶା ଥିବେ ସେଠି କେମିତି ସେମାନେ ଶୋଉଥିବେ? ମୁଁ ପଚାରିଲି, ସେ କହିଲା କିଛି ଉପାୟ ନାହିଁ, ଅପରାଧ କରିଛନ୍ତି, ଦଣ୍ଡ ପାଇବେ ସେମିତି। ଦେଖନ୍ତୁ, ଅପରାଧ କରିଛନ୍ତି ବୋଲି ଏଠି ମଶା ଏତିକି ଲାଗୁଛି, ଯାହା ଲାଗିବେ। ଆଉ ସେଇଠି ପୁରା ମଶା ପ୍ରବଳ, ଖାଲି ମଶା ନାହିଁ, ସର୍ପ ବୃଶ୍ଚିକ, ସେଇଟା ବା ଦଣ୍ଡ ଦେବା ପାଇଁ ନିଆ ହେଇଛି ନର୍କକୁ। ସାପ ବିଛା ଡାଁସ ସବୁ ଚାରିଆଡ଼ୁ ଲାଗିଥିବେ। ମାନେ କେଉଁ ପାପ କଲେ ଏଇ ଦଣ୍ଡ ଗୁଡ଼ାକ ମିଳିବ, ଏଇଟା ପଞ୍ଚମ ସ୍କନ୍ଧରେ କୁହାଯାଇଛି। ଆପଣ ପଢ଼ି ନେବେ ଭାଗବତମ ପଞ୍ଚମ ସ୍କନ୍ଧର 26 ଅଧ୍ୟାୟ ପଢ଼ିଲେ ଜାଣିବେ କେଉଁ ପାପ କଲେ ଏସବୁ ଦଣ୍ଡ ମିଳେ। ତାକୁ ବର୍ଣ୍ଣନା କଲେ ଅଛି ଏଠି, କିନ୍ତୁ ତାକୁ ବର୍ଣ୍ଣନା କଲେ ସମୟ ନାହିଁ। ସିଏ ପୁଣି 2 ଦିନ ଚାଲିଯିବ ଖାଲି ସେଗୁଡ଼ାକ। ଆଉ ଭୟ କରିବେ ସବୁ, ବସିଛନ୍ତି ଯେଉଁ, ଯଦି ସେଇଟା ଆଲୋଚନା କରାହବ କାଲି ଆଉ କିଏ ଆସିବେନି। କ'ଣ ବାବା ଆମକୁ କ'ଣ ଖାଲି ଭୟ ଦେଖାଉଛନ୍ତି, ଏଗୁଡ଼ା ସତ କି ନା କିଏ ଆମେ ଜାଣିନୁ, ଖାଲି ଭୟ ଦେଖାଉଛନ୍ତି, ଆଉ ଆସିବେନି। ଏ ସତ କଥା, ଏଇଟା ହେଇଥିଲା ଗୋଟେ ଜାଗାରେ। ମୁଁ କହୁଛି, ମୋ ଅନୁଭବରୁ କହୁନି। ଆମର ଜଣେ ମହାରାଜ, ଏଇଟା ହେଉଛି ଆମର ପୁରୁଷୋତ୍ତମ ହାଉମ, ତାଙ୍କ ଗାଁରେ ସେପଟ ସାଇଡ଼୍ ଥରେ ପ୍ରବଚନ ହେଇଥିଲା। ଆମର ପରମ ପୂଜ୍ୟ ଶ୍ରୀମଦ୍ ଗୌରବ ନାରାୟଣ ମହାରାଜ ଯାଇଥିଲେ। ଗୌରବ ନାରାୟଣ ମହାରାଜ ଯାଇଥିଲେ, ଅଜାଣ ଚରିତ କରିଥିଲେ ସେଇଠି। ସିଏ କହୁଥିଲା ଯାହା, ତ ଅଜାଣ ଚରିତଟା ଆରମ୍ଭ ହେଇଛି ଏ ନର୍କ ବର୍ଣ୍ଣନାରୁ। ନର୍କକୁ ଯାଇକି ଜୀବ ଯେଉଁ କଷ୍ଟ ପାଉଛି, କେମିତି କଷ୍ଟ ନ ପାଇବ ସେ କଥା କୁହ, ପରୀକ୍ଷିତ ମହାରାଜ ପଚାରିଛନ୍ତି। ତ ସେଇଠି ମହାରାଜ କ'ଣ କଲେ, ନର୍କ ବର୍ଣ୍ଣନା କଲେ। ଏଇ ଯେଉଁ ଭାଗବତରେ ଯାହା କୁହାହେଇଛି, ପଞ୍ଚମ ସ୍କନ୍ଧରେ ଯେଉଁ ନର୍କ ବର୍ଣ୍ଣନା ଅଛି ସେଇଟା କଲେ। ସେ ପୁରୁଷୋତ୍ତମ ପ୍ରଭୁ କହୁଥିଲେ ନର୍କ ବର୍ଣ୍ଣନା ଯେଉଁ ମହାରାଜ କଲେ, ଶୁଣିଦେଲେ ଲୋକ, ତା ପରଦିନ କିଏ ଆସିଲେନି। ମହାରାଜ ପଚାରିଲେ କି କ'ଣ ଲୋକ କ'ଣ ଆଜି କ'ଣ ଶ୍ରୋତା କ'ଣ କିଏ ଆସିନାହାନ୍ତି? ତାପରେ ଅନୁସନ୍ଧାନ କଲାବେଳେ ଜଣାପଡ଼ିଲା, ବାବା ଖାଲି ମିଛ କଥା ଗୁଡ଼ା କହୁଛନ୍ତି। ତା କେଉଁଠି ନର୍କ ଅଛି କିଏ ଦେଖି ପକେଇଛି, ବାବା କ'ଣ ଯାଇକି ଦେଖି ଆସିଛନ୍ତି ନା କ'ଣ? ଏଇଭଳି କିଛି ଭାବନା। ପୁଣି କିଛି ଭୟଭୀତ ହେଲେ, ଯେ ବାବାରେ ଏତେ ଭୟଙ୍କର କଥା କହୁଛନ୍ତି, କିଏ ଯାଇକି ଶୁଣିବ, ଏଭଳି କିଛି ଭାବନା। ଏମିତି କିଛି ଲୋକ କମିଗଲେ। ପୁରୁଷୋତ୍ତମଟା କହୁଥିଲା, ପଚାରିଲେ ସେ କହିବ। ତ ଏଇଭଳି ସବୁ ଥାଏ। ତ କେଉଁ ପାପ କଲେ କେଉଁ ଦଣ୍ଡ ମିଳେ, ପଞ୍ଚମ ସ୍କନ୍ଧରେ ପୁରା କୁହାଯାଇଛି। କେଉଁ ପାପ କ'ଣ, ଦଣ୍ଡ କ'ଣ, ତା ଅବସ୍ଥା କ'ଣ ହୁଏ। 3ଟା ଷ୍ଟେପ୍ରେ ପ୍ରତି ଶ୍ଲୋକକୁ, ପ୍ରତି ନର୍କକୁ ବୁଝେଇଛନ୍ତି ସୁଖଦେବ ଗୋସ୍ୱାମୀ। କିନ୍ତୁ କପିଳଦେବ ଭଗବାନ କେବଳ ଖାଲି ସୂଚନା ଦେଇଛନ୍ତି ଏମିତି ହୁଏ। ସର୍ପ ବୃଶ୍ଚିକ ଦଂଶ ଏମାନେ ସବୁ କାମୁଡ଼ିବେ।
अच्छा आउ केउंठी केउंठी कृन्तनं च अवयवसं गजादिभ्योऽभिदापनं पातनं गिरिशृङ्गेभ्यो रोदनं च अम्बुकर्तयो। गोटे पॉइंट मु मन रखी सेटा कहनी माने से मरिबनी कहीं ता शरीरटा जो मांस खंडिया होथुओ ता अवस्था कौन होथुओ सेटा कहब। ये सब कहला पर शेष कहब जदि भूलिजी मन पकेबे। तो कौन कोटी कोटी कौन होथुओ कृन्तनं च अवयवसम अवयव मानक अंग प्रत्यंग मानक कोटी कोटी सब काटी पकाउथिबे। माने कोठी कोठी माने केते सांघातिक एमिति गोटे नर्क अछि से नर्करे गला माने से नर्करे सब गछडा थिबो से खंडा भलिया सब गछर पत्रडा सब खड्ग भली से गला माने से भितर गला माने से पत्रडा बाजी सब खंडिया माने खंडिया माने एमिति टिके खंडिया न पूरा हाथ गोड़ खंडिया होथुओ पूरा छिंडी होथुओ आ पछुरी भी से गोटे गोटे भी कोन आघात करथि भली अस्त्र शस्त्र रे। कृन्तनं च अवयवसम अंग माननकु अस्त्र शस्त्र द्वारा सब काटुथिबे कोटी कोटी ताले काटले तो खंडिया हे गला जे ना नहीं बेकलांग हे गला दंड भोगला कोन हो सेटा सुनिबे शेष रे। आ केउंठी केउंठी गजादिभ्य विदापनम केउंठी केउंठी हाथी मानक द्वारा गज आदि भ्यो हाथी आदि बड़ बड़ पशु मानक द्वारा कोन करा होथो विदापनम तार शरीर पूरा चूर्णीभूत करा होथो हाथी आसिकी माड़ी जाउथो शरीर ऊपर माने कोन होथो से शरीर चिंता करन जीवात्मा कष्ट देबा पई से शरीर एभली कष्ट दिया होथो दंड दिया होथो। केउंठी केउंठी पातनं गिरि शृंगेभ्यो केउंठी केउंठी गिरि शृंग को जाई तळु को पका होथो केमिति पका होथो पंचम स्कंदर कहै छी केमिति पका होथो मुंड को तळु करिकी पका होथो मुंड तळु करी जदी ऊपर पकेबे तळे पड़ले कोन हबो मुंड तो पूरा किछि रहिबनी पूरा छेंछत रहि जबा किछि रहिबनी मरत जीवो मरिबनी एते दंड देले भी से मरिबनी केउंठी केउंठी एभली दंड केउ मानकु दिया जाय पंचम स्कंदर कहै छी। एवं केउंठी केउंठी रोधनं च अम्बुकर्तयो केउंठी केउंठी गर्त भितर ताकू पकेकी रोधन माने रुंधिबे जाहु कहंदी धुआं देकी अणनिश्वास करी ताकू रुंधी कष्ट देबे। तो केमिति सब दंड दिया जाउची जमदूत मानकर कोन दया नहीं ना कोन जमदूत मानकर दया अछि ना नहीं दया माया नहीं ना से मानक पोस्ट होची से आपण एठी चिंता करना जे फांसी दउची तार दया अछि से कोन अपराधी ताको हमें दोष दवा ना जो अपराधी की फांसी दउची जो लोकटा फांसी देला तार आम कहे ना तार दया नहीं एटा निर्दयटा ताता सेवाटा से सी जो फांसी दउची ताको सेटा दोष लागिबनी कहीं सरकार का नियम शास्त्र लिखाई तार से जीवटार अपराध पाई ताको जो फांसी दिया गला तार प्रायश्चित हैला जदि तो किसी कांश भी लगी पारे किंतु सी अनुताप करवा उचित से भली अनुतप्त होगी जब भगवान प्रार्थना करे ताले सेटा ता पई लागिबोनी न से भी लागिबोनी बोली कह जाय परिबो ना कि जमदूत मान तो स्वतंत्र पोस्ट पाइछन सेति पई जमदूत मानकर जमदूत पोस्ट ही बाहर जमदूत पोस्ट बाहर सागर चाकरी करू ना बढ़िया पोस्ट जमदूत पोस्ट बाहर किए किए चाहूँ जमदूत पोस्ट रे जाके जॉब करने कहतु पठेदवा किए कह कौन पोस्ट एम सतर अच्छी ना कौन बा अच्छी जमदूत पोस्ट बाहर ताले जदि पोस्ट अच्छी तार क्वालिफिकेशन थी कौन से क्वालिफिकेशन जानते शुणवे कि जीवे कि आज जीवेनि तो कहीं शुणवे जमदूत पोस्ट पे क्वालिफिकेशन शुणु शास्त्र कौन कहुई जदि आम जीवा ये नहीं उद्देश्य नुह कि जानतु गोटे जीव मनुष्य जन्म पाई भूल कला अलग जीव माने नरक को जाती ना एटा आगे क्लीयर हूँ मनुष्य व्यतीत अलग जेते जीव रही से माने कहीं नरक को जीवे ना केवल मनुष्य जीव अलग जीव केते रहिले 80 लाख प्रकार मनुष्य केते रहिले 4 लाख प्रकार 4 लाख प्रकार मनुष्य जन्म पाइला पर जीवात्मा जो जो भूल करछि से अनुसार से दंड भोगे नरक को जाएगी तो नरक रे दंड भोगिला पर आगु को आसीबो से विषय दंड भोगिला पर से केमिति आसे आसी पुणी अलग शरीर पाए एई भली अलग शरीर कोन पाइबो ता कर्म भले शरीर तार स्थिर होई कि ताको पठाओ
ମଣିଷ ଶରୀର ମିଳିବ କି ନା କିଛି ଗ୍ୟାରେଣ୍ଟି ନାହିଁ, ଇତର ଶରୀର ମିଳିବ। ମୁଁ ପଢ଼ିଥିଲି ବ୍ରହ୍ମ ବୈବର୍ତ ପୁରାଣ, ସେଇଠି ପଢ଼ିଥିଲି କେଉଁ କେଉଁ ପାପ କରିଥିଲେ କେଉଁ କେଉଁ ଶରୀର ମିଳେ, ନର୍କରେ ଦଣ୍ଡ ଭୋଗିଲା ପରେ ବି ତାକୁ ଆସି ଏଠି କେଉଁ ଶରୀର ମିଳେ ସେଇଟା ବି ଲେଖା ହେଇଛି। ବ୍ୟାସଦେବ ସବୁ ଲେଖିଦେଇଛନ୍ତି ଶାସ୍ତ୍ରରେ। ତ ଏଇଠି ତାକୁ ଇତର ଶରୀର ମିଳିଲା। ଇତର ଶରୀର ମିଳିଲା ପରେ ପୁଣି ସେ ଶରୀର ସବୁଦିନ ରହିବନି, ଶରୀର ପରିବର୍ତ୍ତନ ହେବ। ଶରୀର ପରିବର୍ତ୍ତନ ହେଇକି ସେଇଟା ଆମର କ'ଣ କୁହାଯାଏ ଶାସ୍ତ୍ରରେ, ବିଜ୍ଞାନରେ କ'ଣ ପଢ଼ା ହେଉଛି ସେଇଟା ବିବର୍ତ୍ତନବାଦ। ବିବର୍ତ୍ତନବାଦ କ୍ରମରେ ସେ ଗୋଟେ ପରେ ଗୋଟେ ଶରୀର, ଗୋଟେ ପରେ ଗୋଟେ ଶରୀର, ଏମିତି ଶରୀର ପରିବର୍ତ୍ତନ ହେଇ 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 ଶେଷରେ ପୁଣି ତାର ପୁଣ୍ୟ ବଳରେ, ତାର ସୁକୃତି ବଳରେ ପୁଣି ମଣିଷ ଶରୀରଟା ପାଇବ। ଆଚ୍ଛା, ମଣିଷ ଶରୀର ପାଇଲା ପରେ ପୁଣି କ'ଣ କରିବ? ପୁଣି ପାପ ଯଦି କଲା, ପାପ ତ ସମସ୍ତେ କରୁଛନ୍ତି ଆଉ, ପାପ କରିବ, ପୁଣି ନର୍କକୁ ଯିବ। ପୁଣି ନର୍କକୁ ଗଲା, ନର୍କରେ ଦଣ୍ଡ ଭୋଗିଲା, ଦଣ୍ଡ ଭୋଗିକି ପୁଣି କେତେ ଯୁଗ ବିତିଯିବ ତା ଭିତରେ ହିସାବ ନାହିଁ। ପୁଣି ଆସିବ, ପୁଣି ଇତର ଶରୀର ପାଇଲା, ପୁଣି ଭ୍ରମଣ କଲା, 80 ଲକ୍ଷ ଭିତରେ ଭ୍ରମଣ କଲା, ଭ୍ରମଣ କରିକି ପୁଣି ମଣିଷ ଶରୀର ପାଇଲା। ମଣିଷ ଶରୀରରେ ପୁଣି ସଚେତନ ହେଲାନି, ପୁଣି ପାପ କଲା, ପୁଣି ଦଣ୍ଡ ପାଇଲା, ପୁଣି ଗଲା ନର୍କକୁ, ପୁଣି ସେଠି ଦଣ୍ଡ ପାଇଲା, ଦଣ୍ଡ ପାଇକି ପୁଣି ସେଠି ଦଣ୍ଡ ଭୋଗି ସାରିଲା ପରେ ପୁଣି ଆସିବ ଏଠି ଇତର ଶରୀର ପାଇବ, ପୁଣି ଏଠି 80 ଲକ୍ଷ ଭିତରେ ଭ୍ରମଣ କରିବ, ତା କର୍ମ ହିସାବରେ ଯେତେ ଜନ୍ମ ପାଇବ, ପାଇକି ପୁଣି ମଣିଷ ଶରୀର ପାଇବ। ତ ଏଇଭଳି ଏଇଠି କେତେ ଭ୍ରମଣ କରି କରି ମଣିଷ ଜନ୍ମଟା ମିଳୁଛି। କିନ୍ତୁ ମଣିଷ ଜନ୍ମକୁ ଯିଏ ସଠିକ୍ ବ୍ୟବହାର କରି ନପାରେ, ବିଭିନ୍ନ ପ୍ରକାର ପାପ କର୍ମ କରିଥାଏ, ତାକୁ ନର୍କକୁ ଯିବା ପାଇଁ ପଡ଼େ। ତ ଏଇଠି ଆସିଲା ପରେ ପୁଣି ବିଭିନ୍ନ ଭ୍ରମଣ କରିକି ପୁଣି ମଣିଷ ଶରୀର, ଏଇଭଳି ଭ୍ରମଣ କରି କରି ପାଉଥିବ, ନର୍କକୁ ଯାଉଥିବ, ପୁଣି ଆସୁଥିବ, ପୁଣି ଭ୍ରମଣ କରି କରି ମଣିଷ ଶରୀର ପାଉଥିବ, ପୁଣି ନର୍କକୁ ଯାଉଥିବ, ଏଇଭଳି। ହଁ, ବୁଝେଇଦେବି। ତେଣୁ ଏଇଭଳି ସେ ଭ୍ରମଣ କରିକି ପୁଣି ଆସିବ, ପୁଣି ମଣିଷ ଶରୀର ଭ୍ରମଣ କରିବ, ଭ୍ରମଣ କରି ପୁଣି ପାପ କଲା, ପୁଣି ନର୍କକୁ ଗଲା। ତ ଏଇଭଳି ବାରମ୍ବାର ବାରମ୍ବାର ବାରମ୍ବାର। ଆରେ ମଣିଷ ଶରୀରଟା ଦିଆଯାଇଛି କ'ଣ ପାଇଁ? ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ମଣିଷ ଜନ୍ମଟାକୁ ଦିଆହେଇଛି ଏଥିପାଇଁ ବୁଦ୍ଧିଟା ସଠିକ୍ ବ୍ୟବହାର କରିକି ଭଗବାନ ପାଖକୁ ଫେରିବ। ନଚେତ୍ କ'ଣ ହେବ? ନଚେତ୍ ଇତର ଶରୀର ଗୁଡ଼ାକ ପାଇବ। ଇତର ଶରୀର କ'ଣ ସୁଖ ଅଛି କି? ସୁଖ ନାହିଁ। ଇତର ଶରୀରରେ ଆମେ ସୁଖ ପାଉନେ, ଇତର ଶରୀରରେ ବହୁତ କଷ୍ଟ ମିଳେ ନା, କିନ୍ତୁ ସେଟା ବୁଝିପାରିବନି, ତାର ଚେତନା ନାହିଁ। ତେଣୁ ଏଇଭଳି ବାରମ୍ବାର ଯାଉଥିବ ନର୍କକୁ, ଏଇଭଳି ଯାଇ 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 ଯେତେବେଳେ 100 ଥର 200 ଥର ହେଇଯିବ, ବିଶେଷ କରି 100 ଥର କୁହାଯାଇଛି, 100 ଥର ଯେତେବେଳେ ସେ ନର୍କକୁ ଯିବ, ନର୍କକୁ ଯାଇକି ଯେତେବେଳେ ପଠା ହେଉଥିବ ତାକୁ, ଶେଷରେ ଯମରାଜ ଚିନ୍ତା କରିବେ, କହିଲେ କିରେ ୟାକୁ ଏତେ ଥର ସୁଯୋଗ ଦିଆଯାଉଛି, ଯା ମଣିଷ ହେଇକି ତାକୁ ଭଲ କାମ କରିକି କ'ଣ ଶୁଦ୍ଧ ହେଇକି ବିଚାର କରି ଭଗବାନ ପାଖକୁ ଯା, ତୋତେ ସୁଯୋଗ ଦେଲା ପରେ ମଧ୍ୟ ତୁ ଯଦି ଫେରିବା ପାଇଁ ଚାହୁଁନୁ, ଇଏ ତ ଆମ କ୍ୟାଣ୍ଡିଡେଟ୍, ଆକୁ ଆଉ ପଠେଇବା କାହିଁକି? ତ ଯମରାଜ ତାକୁ ସେଇଠି ରଖିଦିଅନ୍ତି। ତୁ ଆଉ ଯା ନା, ତୁ ଏଇଠି ରହ, ଆଉ ତୁ ତ ବାରମ୍ବାର ଆସିଛୁ, ବାରମ୍ବାର ଆସିକି ଦଣ୍ଡଟା ଭୋଗିଛୁ, ସବୁ ଦଣ୍ଡ ଭୋଗି ସାରିଛୁ, 100 ଥର ଆସିଛୁ ମାନେ ସବୁ ଦଣ୍ଡ ଭୋଗି ସାରିଛୁ। ତେଣୁ ଦଣ୍ଡ ଯେଉଁ ଭୋଗି ସାରିଛୁ, ତୁ ପୁରା ଅଭ୍ୟସ୍ତ ହେଇଯାଇଛୁ। ତେଣୁ ତୁ କେମିତି ଦଣ୍ଡ ଦେବୁ ତୁ ବି ଜାଣିଛୁ। ତେଣୁ ତୋର ଆଉ ଦୟାମାୟା କିଛି ରହିବନି। ସେ କଲେଜରେ ତାଙ୍କର ସମୟ ଥିଲା, ଏଇନେ ରେଗିଂ ଥିଲା, ରେଗିଂ ଅଛି ନା କଲେଜରେ। ରେଗିଂର ଯିଏ ଶିକାର ହେଇଥିବ, ସେ ତା ଜୁନିୟରକୁ କ'ଣ କରିବ? ଛାଡ଼ିଦେବ ନା। ଯିଏ ରେଗିଂର ଶିକାର, ଯିଏ ପାଠ ପଢ଼ିଥିବେ ସେ ଜାଣିଥିବେ। ସେ ସବୁ ବଡ଼ ବଡ଼ କଲେଜ ଯିଏ ରେଗିଂର ଶିକାର ହେଇଥିବ, ସେ ତା ଜୁନିୟରକୁ କ'ଣ କରିବ? ସିଏ ଯେତିକି ଶିକାର ହେଇଥିବ ସବୁ ସୁଝେଇବ ତା ଉପରେ, ନା ନାଇଁ? କ'ଣ ଅଚ୍ୟୁତ ସେବକ? ରେଗିଂର ଶିକାର ଯେହେତୁ ଆସି, ଏଇ ଯେଉଁ ଦୂତ କ'ଣ, ଇଏ ଯେଉଁ ଯାଇକି ଏତେ ଦଣ୍ଡ ଭୋଗି ଭୋଗି ଆସିଥିବ ସବୁଥର, ଆଉ ତାର ପୁରା ସେଭଳିଆ ଚିତ୍ରଟା ତାର ସେଭଳିଆ ଥିବ। ଆଉ ଯେତେବେଳେ ଯେଉଁ ପାପି ଯାଇକି ପହଞ୍ଚିବ, ତାକୁ ପୁରା ନିର୍ଦ୍ଦୟୀ ଭାବରେ ଦଣ୍ଡ ଦେବେ। ଆଉ କ'ଣ? ସେଥିପାଇଁ ଯମଦୂତ ମାନଙ୍କର ଏଇଭଳି ଅବସ୍ଥା। ତ ଏଇଟା ହେଲା ପୋଷ୍ଟ। ଯିଏ ଯିବା ପାଇଁ ଚାହିଁବେ, ଏଇଟା ହେଲା ତାର କ୍ୱାଲିଫିକେସନ୍, ଆଉ ଯିବେ, ଆଉ ଯିଏ ଯିବେ। ପାପି ଯମରାଜ କେମିତି କଲ୍ୟାଣ କରିବେ, ରଖିବେ କେମିତି? ଦେଖ, ସେଇଠି ରଖିବେ କ'ଣ? ସେଇଟା କ'ଣ ଉନ୍ନତ ସ୍ଥାନ ନା କ'ଣ? ଆଉ ସେଇଠି ରଖିବ, ସେଠି ଯେଉଁ ଦଣ୍ଡ ଦେବ ସେଇଟା କ'ଣ ଉନ୍ନତ ସ୍ଥାନରେ ସେ ରହିଲା ନା କ'ଣ? ରଖିବେ ତାକୁ ସେ ଦଣ୍ଡ ଦେବା ପାଇଁ, ଆଉ କ'ଣ? ତ ଏଇଟା ହେଉଛି ଶାସ୍ତ୍ର ସିଦ୍ଧାନ୍ତ, ଏଇଟା କେହି ଜାଣନ୍ତି ନା। ତ
ତେବେ କ'ଣ କେଉଁ କଥାରେ କହୁଥିଲି ସେ ଗୋଟେ କ'ଣ ପଚାରୁଥିଲେ, ଠିକ୍ ଅଛି ପରେ ବୁଝେଇଦେବି। ମାନେ ମଣିଷ ଜନ୍ମ ପାଉଛି ସେ କ'ଣ ତାର କ'ଣ ଗୋଟେ ପଚାରୁଥିଲ? ହଁ, ନୂଆ ଶରୀର ପାଇଲେ ସେ ଜିନିଷ ଭୁଲିଯିବ, ଭଗବାନ ଭୁଲେଇ ଦେବେ। ହଁ, ସେଇ ତ ମାୟା, ମାୟା ତ ସେୟା, ସେଇଥିପାଇଁ ଭଗବାନ ତ ଜ୍ଞାନ ଦେଲେ। ଏଇଟା ଆମେ ଶୁଣୁଛେ କ'ଣ ପାଇଁ କି? ସେଟା ଆମେ ଭୁଲିଯିବା। ସେଇଥିପାଇଁ ଗୀତାରେ ଭଗବାନ କ'ଣ କହିଲେ? ଗୀତା ପଢ଼ିବ, ଗୀତାରେ ଭଗବାନ କହିଛନ୍ତି ମତ ସ୍ମୃତି ଜ୍ଞାନମ ଅପହନଂ ଚ, ମୋଠୁ ସ୍ମରଣ ଶକ୍ତି ଆସେ, ମୋଠୁ ବିସ୍ମରଣ ଶକ୍ତି ମୁଁ ଭୁଲେଇ ଦିଏ। ଆମେ ସବୁ ଭୁଲିଯିବା, ଜୀବ ସବୁ ଭୁଲିଯିବ। ଆଚ୍ଛା ନର୍କ କଥା ଛାଡ଼, ଆଜି କି ବାର? ରବିବାର। ଆଜି ରବିବାର, ଗତ ରବିବାର ଦିନ କି ଗତ ସୋମବାର ଦିନ 6 ଦିନ ପୂର୍ବେ, 6 ଦିନ ପୂର୍ବେ ରାତିରେ ଡିନରରେ କ'ଣ ଖାଇଥିଲ? କହୁନା ମନେ ଅଛି? 6 ଦିନ ତଳର କଥା ମନେ ନାହିଁ, ଆଉ ଗୋଟେ ଜନ୍ମ ପୂର୍ବ କଥା କେମିତି ମନେ ରହିବ? ତେଣୁ ଭଗବାନ ଭୁଲେଇ ଦିଅନ୍ତି, ଜ୍ଞାନ ଦିଅନ୍ତି। ଭଗବାନ ଜ୍ଞାନ ଦିଅନ୍ତି, ଚେତନାକୁ ମାର୍ଜିତ କରିବା ପାଇଁ ଜ୍ଞାନ ଦିଅନ୍ତି, ସତ୍ପଥରେ ଯିବା ପାଇଁ ଜ୍ଞାନ ଦିଅନ୍ତି ଶାସ୍ତ୍ର ମାଧ୍ୟମରେ। ଖରାବେଳେ ଆମେ ସେ କଥା ଶୁଣୁଥିଲେ ନା। ଏ ହେଉଛି ଭଗବାନଙ୍କର କରୁଣା, କୃପା। ତେଣୁ ଭଗବାନ ଜ୍ଞାନ କ'ଣ ଭଗବାନ ଜ୍ଞାନ ଦିଅନ୍ତି ଜୀବକୁ, ଜୀବ ସେ ଜ୍ଞାନର ସଦ୍ବ୍ୟବହାର କରିକି ନିଜେ ଜୀବନକୁ ଶୃଙ୍ଖଳିତ କରିବ। ତେବେ ଏଇଭଳି ସେ ଯାଇକି ନର୍କରେ ତାକୁ ଏଇଭଳି ଦଣ୍ଡ ଦିଆଯାଏ। ତେବେ ପ୍ରଶ୍ନ ଆସିବ, ସେ ଯେଉଁ ନର୍କକୁ ଯାଏ ଦଣ୍ଡ ଭୋଗେ, ମୁଁ କହିଥିଲି ଯେଉଁ ପଏଣ୍ଟଟା, ତାହେଲେ ତା ତ ଶରୀର ତ ନଷ୍ଟ ହେଉଥିବ। ଯେ ତ ଅସ୍ତ୍ରଶସ୍ତ୍ର ଦ୍ୱାରା ହାତକୁ କାଟିଦେବେ, ଅଙ୍ଗ ପ୍ରତ୍ୟଙ୍ଗ କାଟିଦେବେ, ସେ ତ ଖଣ୍ଡିଆ ବିକଳାଙ୍ଗ ହେଇଗଲା, ତାକୁ ପୁଣି ଦଣ୍ଡ ଦେବେ କେମିତି? ଯେମିତି ଭାଗବତରେ କୁହାଯାଇଛି, ଯିଏ ଏଠି ନିଶା ସେବନ କରୁଥିବେ ସେଠି ଯାଇକି ତାକୁ କ'ଣ କରାଯାଏ? ମୁଖକୁ ଖୋଲିକି ତତଲା ତରଳ ଲୁହାକୁ ପାଟିରେ ଢାଳିବେ। ଆଚ୍ଛା, ତତଲା ତରଳ ଲୁହା ଯଦି ପାଟିରେ ଢଳା ହେବ ତା ଅବସ୍ଥା କ'ଣ ହେବ? କ'ଣ ହେବ? ସେ ତ ମରିଯିବ ନାଇଁ କି? ଯେମିତି ପାହାଡ଼ ଉପରୁ ଯେଉଁ କୁହାହେଲା, ଗିରି ଶୃଙ୍ଗରୁ ନେଇକି ତାକୁ ତଳକୁ ମୁଣ୍ଡକୁ କରିକି ପକା ହେବ, ପକା ତ ତା ମୁଣ୍ଡ ପୁରା ଛିଞ୍ଚତରେ ସେ ତ ମରିଯିବ, ତା ଦଣ୍ଡ ସରିଗଲା ସେଇଠି ନା। ଯେତେ ପ୍ରକାର ପାପ କରୁଛି ସବୁ ଦଣ୍ଡ ଭୋଗିବ, ଅର୍ଥାତ୍ ସେଠି ସେ ଦଣ୍ଡଟା ଭୋଗିବ କିନ୍ତୁ ଶରୀରର କିଛି କ୍ଷତି ହେବନି। ସେଇ ଶରୀର ସେଇ ସମୟ ପାଇଁ ସେ କ୍ଷତିଗ୍ରସ୍ତ ହେବାର ଦଣ୍ଡଟା ସିଏ ଭୋଗିବ, ମାନେ ଅନୁଭବ କରିବ, କିନ୍ତୁ ତା ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଶରୀର ଯଥାଯଥ ହେଇଯାଇଥିବ। ପାରଦ ଦେଖୁନାହାନ୍ତି, ପାରଦକୁ ଆପଣ ଭାଙ୍ଗିଦେବେ, ଭାଙ୍ଗିଦେଲେ କ'ଣ ହେବ? ସେ ସାଇଡ୍ ହେଲା ଥିବ, ପୁଣି ଆଉ ମିଶିଯିବ ନାଇଁ। ପାରଦଟା ସମସ୍ତେ ଦେଖିଥିବେ, ପାରଦ ଦେଖୁନାହାନ୍ତି, ପାରଦକୁ ଆପଣ ଧରିକି ଉଠେଇ ପାରିବ ନା? ତଳେ ପଡ଼ିଯାଇଛି ପାରଦ, ଗୋଟେ ପଡ଼ିଛି ପାରଦ, ତାକୁ ଉଠେଇ ହେବ? ଉଠେଇବନି। କିନ୍ତୁ ତାକୁ ଦୁଇ ଭାଗ କରିଦେଲେ 2 ଭାଗ ହେଇଯିବ, କିନ୍ତୁ ମିଶାଇ ଦେଲେ ପୁଣି ମିଶିଯିବେ। ସେ ଶରୀରଟା ସେଠି ସେଭଳି ଟର୍ମିନେଟର। ମୁଁ ତ ଜାଣିନି, ତୁମେ ଜାଣିଥିବ, ଦେଖ କହିଦେବ କାହାକୁ, ସେଇଟା ଉଚିତ ନୁହଁ। ଶାସ୍ତ୍ର ଦେଖ, ସେ ଯାହା କହୁଛନ୍ତି ହେଇଥାଇପାରେ, କ'ଣ ହେଇଥାଇପାରେ, ସେଇଟା ଟର୍ମିନେଟର କ'ଣ କହୁଛନ୍ତି, କ'ଣ ଟର୍ମିନେଟର ଅର୍ଥ କ'ଣ? ହଁ, ତାହେଲେ ଯିଏ ଜାଣିବା ପାଇଁ ଚାହୁଁଛନ୍ତି ସେଟା ଦେଖିଲେ ଜାଣିପାରିବେ। ମୁଁ କହୁନି, ପ୍ରେସ୍କ୍ରାଇବ୍ କରୁନି ଏଠି, ମୁଁ ସେଟା କ'ଣ କହୁନି ଯେ ଦେଖ, ନାଇଁ ସେ କହିଲେ ବୋଲି ମୁଁ କହୁଛି। ତ ସେଠି ସେ ଶରୀରଟା ନଷ୍ଟ ହେବନି, ଦଣ୍ଡଟା ଭୋଗିବେ। ଖାଲି ସେ ଅନୁଭବ ପାଇଁ ତାକୁ ସେ ଦଣ୍ଡଟା ଦିଆଯାଏ। କାହିଁକି? କାରଣ ଜୀବାତ୍ମାକୁ କଷ୍ଟ ଦିଆଯାଉଛି ନା। ଜୀବାତ୍ମାକୁ ଯେଉଁ କଷ୍ଟ ଦିଏ, ଜୀବାତ୍ମାକୁ ସିନା ଟାଣିକି ନେଲେ ସିନା ସିଏ ମରିବ। ଜୀବାତ୍ମା ତ ଟାଣିକି ତ ନେଇଛନ୍ତି, ଏଇଠି ଜଡ଼ ଶରୀର ନେଇଛନ୍ତି, ସେ ଯାତନା ଶରୀରଟା ଦିଆଯାଇଛି ଖାଲି ଦଣ୍ଡ ଭୋଗିବା ପାଇଁ, ଆଉ କିଛି ନାହିଁ। ହଁ, ଯେମିତି ସ୍ୱପ୍ନରେ ଆମେ ଦେଖୁଛେ, ସେ ରାତିରେ ଆମେ ସ୍ୱପ୍ନ ଦେଖୁଛେ ନା, ଜଙ୍ଗଲକୁ ଯାଇଛେ, ବାଘ ଗୋଡ଼ଉଛି, ହଁ ଦୌଡ଼ୁଛେ, ପ୍ରାଣ ବିକଳରେ ଚିତ୍କାର କରୁଛେ। ଆଉ ସେତେବେଳେ ଦେଖୁନା, ଯେତେ ସ୍ପିଡ଼ରେ ଦୌଡ଼ିବା ପାଇଁ ଚାହିଁଲେ ମଧ୍ୟ ଗାଡ଼ି ଆଉ ସେ 40ରୁ ଅଧିକା ଯାଉନଥିବ। ଦେଖିଛ ନା, ସେ ଅନୁଭବ ଅଛି ନା କାହାର? ଅଛି। ଦୌଡ଼ିବା ପାଇଁ ପୁରା ପ୍ରାଣ ବିକଳରେ ଦୌଡ଼ୁଥିବେ, କିନ୍ତୁ ଗାଡ଼ି ଯେତିକି ସେତିକି, କ'ଣ ଗଭର୍ଣ୍ଣର ଲାଗିଯାଇଥିବ, ଆଉ ସେ 40ରୁ ଅଧିକା ଯିବନି ସେ, କିନ୍ତୁ ପଛରେ ବାଘ ଆସି କାମୁଡ଼ି ପକାଉଥିବ। ତ ଦେଖିଲା ସେ ତାପରେ ବହୁତ ଭୀତତ୍ରସ୍ତ ହେଇକି ନିଦ ପୁରା ଭାଙ୍ଗି ଯାଇଥିବ। ନିଦ ଭାଙ୍ଗିଲେ ସେ ଦେହ ପୁରା ଝାଳ ଫାଳ ହେଇକି ପୁରା ବୁଡ଼ିକି ଖଟ ଉପରେ ପଡ଼ିଥିବେ, ଫ୍ୟାନ୍ଟା ଲାଗିଥିବ। ଆମ ଘର ଭିତରେ ଶୋଇଛି, ମୁଁ କୁଆଡ଼େ ଜଙ୍ଗଲ ଭିତରେ ପଡ଼ିଥିଲି ନା କ'ଣ?
ତା ଜଙ୍ଗଲକୁ ଯାଇଥିଲା କିଏ ସେଠି? ସରେ ତ ସେଠି ଶୋଇଛି ନା, ଜଙ୍ଗଲରେ ପଡ଼ିଥିଲା କିଏ? ବାଘ ସମୟରେ କିଏ ପଡ଼ିଥିଲା ନା ମନ ଯାଇକି ସେଟା କଷ୍ଟ ଭୋଗିଛି। ସ୍ୱପ୍ନ ଦେଖୁଛି, ସ୍ୱପ୍ନରେ ଯେମିତି କଷ୍ଟଟା ସେ ଜୀବାତ୍ମାକୁ ସେଠି ଯେଉଁ କଷ୍ଟ ଦେବେ ସେ କଷ୍ଟଟା ସେଭଳି। ସର ନଷ୍ଟ ହେବନି, ଏଠି କ'ଣ ସର ନଷ୍ଟ ହେଲା କି? କିନ୍ତୁ କଷ୍ଟଟା ଭୋଗିଲ। ବାଘ କାମୁଡ଼ୁଛି, ବାଘ କାମୁଡ଼ିବାରେ କ'ଣ ସର ନଷ୍ଟ ହେଇଯାଇଛି କି? ଅନୁଭବ କଲ ବାଘ କାମୁଡ଼ି ଦେଇଛି, ତାପରେ ନିଦ ଭାଙ୍ଗିଗଲା। କିଏ ଗୋଟେ ଆସି ବେକକୁ କାଟି ଦେଉଛି, ଅନୁଭବ କଲ। କି ଛୁରୀ ଭୁଷି ଦେଇଛି, ଅନୁଭବ କଲ, ଏ ନିଦ ଭାଙ୍ଗି ଯାଇଛି। ତ ସେଇଠି ସେଭଳି। ତ ଏଇଭଳି ଯାଇକି ନର୍କରେ ଭୋଗେ। ଆଚ୍ଛା, ନର୍କରେ ଭୋଗି ସାରିଲା ପରେ କ'ଣ ହୁଏ? ବର୍ତ୍ତମାନ ଭଗବାନ କହିବେ, ହେ ମା, এইভাবে নরকরে ভোগিকি সে আসে। আচ্ছা, পুଣି ଗୋଟେ କଥା କହୁଛନ୍ତି, ମା ପଚାରିବେ, ଯେମିତି ଆଜିକାଲି ଲୋକମାନେ ସବୁ କହୁନାହାନ୍ତି, ଆଜିକାଲି ଲୋକମାନଙ୍କ ଯେମିତି ଭାବନା, ମା ସେମିତି ଗୋଟେ ପଚାରିଲେ ଗୋଟେ ପ୍ରଶ୍ନ, କହେ ପ୍ରଭୁ ଆପଣ ନର୍କ କଥା କହୁଛନ୍ତି, ନର୍କ କ'ଣ ଅଛି? ଲୋକ କହୁନାହାନ୍ତି ଏଇଠି ସ୍ୱର୍ଗ ଏଇଠି ନର୍କ, ସ୍ୱର୍ଗ ମଧ୍ୟ ଏଇଠି ନର୍କ ବି ଏଇଠି, କହୁନାହାନ୍ତି କି? ତ ମା ବି ପଚାରିବେ, ପ୍ରଭୁ ଏଇଠି ତ ସ୍ୱର୍ଗ ଏଇଠି ନର୍କ ଅଛି ସମସ୍ତେ କହୁଛନ୍ତି, ଆଉ ନର୍କ କ'ଣ ଅଛି? ସେ ମା ଯେତେବେଳେ ପଚାରୁଛନ୍ତି, ଏଇ ଯେଉଁ ନର୍କର ଦଣ୍ଡ ଯାହା ସବୁ ଶୁଣିଲେ, ମାନେ ସେଇ ସାଂଘାତିକ ପାପ କଲେ ସିଏ ଯିବେ, ତାମାନେ ସେ ସମୟରେ ସେଭଳି ପାପୀ ତ କେହି ନଥିଲେ, କିନ୍ତୁ ଦଣ୍ଡର ବିଧାନଟା ରହିଛି। ତ ମା ପଚାରିଲେ, ତାହେଲେ ଏଇଠି ତ ନର୍କ ଏଇଠି ସ୍ୱର୍ଗ କୁହାଯାଏ। ଭଗବାନ କହୁଛନ୍ତି, ଅତ୍ର ଏବ ନରକଃ ସ୍ୱର୍ଗ ଇତି ମାତା ପ୍ରଚକ୍ଷତେ, ଯା ଯାତନା ବୈନାରକ୍ୟ ତାଇହ ଉପଲକ୍ଷିତା। ହେ ମା, ଯେଉଁ ଏଇଠି କୁହନ୍ତି କେହିକି ଏଇଠି ସ୍ୱର୍ଗ, ଅତ୍ର ଏବ ନରକ ସ୍ୱର୍ଗ, ଅତ୍ର ଏଇଠି ଏବ ନରକ ସ୍ୱର୍ଗ, ଏଇଠି ଯେଉଁ ନର୍କ ସ୍ୱର୍ଗ ଅଛି ବୋଲି କେହିକି ଯେଉଁ କୁହନ୍ତି, ଇତି ମାତା ପ୍ରଚକ୍ଷତେ, ହେ ମା ଏଇଭଳି ଯେଉଁ କେହି କୁହନ୍ତି, ନା କାହିଁକି କୁହନ୍ତି ଭଗବାନ ବୁଝେଇଛନ୍ତି। এই ଶ୍ଳୋକକୁ ଆପଣ ଯଦି ଦେଖିବେ, ଯେଉଁମାନେ ବାହାରେ ସବୁ କହୁଛନ୍ତି ନର୍କ ନାହିଁ, ସ୍ୱର୍ଗ ନାହିଁ, ଏଇଠି ସ୍ୱର୍ଗ ଏଇଠି ନର୍କ, ଭାଗବତରେ এই ଶ୍ଳୋକ ଆପଣ ପଢ଼ିବେ। ଭଗବାନ ପୁରା କହିଦେଇଛନ୍ତି, ଯା ଯାତନା ବୈନାରକ୍ୟ ତା ଅପି ଇହ ଉପଲକ୍ଷିତା। ମାନେ ନର୍କ ତୁଲ୍ୟ ଦଣ୍ଡ ମଧ୍ୟ ଏଇଠି ବି ଆମେ ଯାତନାଟା ଭୋଗୁଛେ, କଷ୍ଟ ଭୋଗୁଛେ। ସେଦିନ କହୁଥିଲି ନା, ମେଡ଼ିକାଲକୁ ଯଦି ଯିବେ ଦେଖିବେ, ମେଡ଼ିକାଲ ତ ପୁରା କଲାମାନେ ତ ସେ ଅନୁଭବ ଆସିବ କେତେ କଷ୍ଟ ତା ଭିତରେ। କ'ଣ କରିବା, ଦୋଷ ବି ଦେଇପାରିବେନି, କର୍ମଫଳ ବଶତଃ ସେମାନେ ସବୁ କଷ୍ଟ ଭୋଗୁଛନ୍ତି, ଆମେ ବି କର୍ମଫଳ ବଶତଃ ଆମର ବି ଯାଇକି ଭୋଗିବା ପାଇଁ ଥିବ ତା ଭିତରେ କେତେବେଳେ, କିଏ ଜାଣିଛି। ତେଣୁ ଏଇଠି ଯେତେବେଳେ ସବୁ ଦଣ୍ଡ ଗୁଡ଼ାକ ଭୋଗାଯାଏ, ହେ ମା ବୁଝି ନେବ ଏଇଟା ନର୍କ ଦଣ୍ଡ ଭଳି। ଏଇଠି ସ୍ୱର୍ଗ ସୁଖ ଭଳି ମଧ୍ୟ ସୁଖ ଅଛି। ସ୍ୱର୍ଗ କିଏ ଯାଇଛି କି? ସ୍ୱର୍ଗ କିଏ ଯାଇନାହାନ୍ତି, କିନ୍ତୁ କହୁଛନ୍ତି ଏଠି ସ୍ୱର୍ଗ ସୁଖ ଭଳି ଅଛି। ଯେମିତି ଅମୃତ, ଅମୃତ କିଏ ଦେଖିଛନ୍ତି? କିଏ ଦେଖିଛନ୍ତି ହାତ ଦେଖିଲେ? ଅମୃତ କିଏ ଖାଇଛନ୍ତି? କିଏ ଖାଇନାହାନ୍ତି। କିନ୍ତୁ ଯେତେବେଳେ କୌଣସି ଆମେ ସ୍ୱାଦିଷ୍ଟ ବସ୍ତୁ ଆମେ ସେବନ କରୁଛନ୍ତି, ଆମେ କ'ଣ କହୁଛୁ, ଅମୃତ ଭଳିଆ ଲାଗୁଛି। ଅମୃତ ତ ତମେ ଖାଇନ, କେମିତି କହିଲେ ଅମୃତ ଭଳିଆ ଲାଗୁଛି? କହୁଛୁ ନା ପୁରୁଷୋତ୍ତମ? ହଁ, ସେ କହୁଛି ତ ଅମୃତ ଭଳିଆ ଲାଗୁଛି। କିନ୍ତୁ ଅମୃତ ତ ତମେ ଖାଇନ, ଦେଖିନ, କେମିତି କହିଲେ ଅମୃତ ଭଳିଆ ଲାଗୁଛି? ତାମାନେ ସବୁଠୁ ଅଧିକା ସ୍ୱାଦର ତାକୁ ଉପମା ଆମେ ଦେଉଛେ ନା ନାଇଁ? ଅମୃତଟା ସେଇଭଳି, ସେ ବସ୍ତୁଟାକୁ ଆମେ ସବୁଠୁ ଶ୍ରେଷ୍ଠ ଆସ୍ୱାଦନୀୟ ବସ୍ତୁ ରୂପେ ଆମେ ସ୍ୱୀକାର କରିନେଉଛେ, ଗ୍ରହଣ କରିନେଉଛେ। ଠିକ୍ ସେଭଳି ଏଇଠି ବି ସ୍ୱର୍ଗର ସୁଖ ମଧ୍ୟ ଠିକ୍ ସେଭଳି ଅଛି, କଳନା କରାଯାଇଛି। ସ୍ୱର୍ଗ ସୁଖ କ'ଣ ଏଠି? ଦଣ୍ଡ ତ ଆମେ ଜାଣୁଛନ୍ତି, କଷ୍ଟ ଆମେ ଯେତେବେଳେ ଭୋଗୁଛନ୍ତି ନର୍କର ଦଣ୍ଡ ବୋଲି ବିଚାର କରିନେବେ, ଆଉ ସ୍ୱର୍ଗର ସୁଖ ବୋଲି କେମିତି ଜାଣିବେ? ଏଠି ସ୍ୱର୍ଗର ସୁଖ କ'ଣ ଜାଣିଛନ୍ତି? ସ୍ୱର୍ଗରୁ ଆସିଥିବା ଚିହ୍ନ କ'ଣ, ନର୍କରୁ ଆସିଥିବା ଚିହ୍ନ କ'ଣ, ସେସବୁ ଅଛି। ଜାଣିଛନ୍ତି କିଏ? ଯିଏ ଶୁଣିଥିବେ ଜାଣିଥିବେ। ଶୁଣିବେ କ'ଣ ମା? ଶୁଣିବେ ସ୍ୱର୍ଗରୁ କିଏ ଆସିଛନ୍ତି ତାଙ୍କର ଚିହ୍ନ କ'ଣ, ନର୍କରୁ କିଏ ଆସିଛନ୍ତି ତାଙ୍କର ଚିହ୍ନ କ'ଣ, ସବୁ ଅଛି। କିନ୍ତୁ ଏଇଟା ଅନ୍ୟକୁ ଦେଖିବେନି, ନିଜକୁ ଦେଖିବେ, ତେବେ ମୁଁ କହିବି, ନହେଲେ ନିଜକୁ ଦେଖି ଆମେ କେଉଁଠୁ ଆସିଛେ ଜାଣିପାରିବେ। ସ୍ୱର୍ଗରୁ ଆସିବା ଚିହ୍ନ, ନର୍କରୁ ଆସିବା ଚିହ୍ନ, ଠିକ୍ ଶୁଣନ୍ତୁ। ନର୍କରୁ ଆସିବା ଚିହ୍ନ ଆଗେ ଶୁଣିବେ ନା ସ୍ୱର୍ଗରୁ ଆସିବା ଚିହ୍ନ ଆଗେ ଶୁଣିବେ? ହଁ, ସ୍ୱର୍ଗ। ତାହେଲେ ସମସ୍ତେ ସ୍ୱର୍ଗ ଯିବା ପାଇଁ ଚାହୁଁଛନ୍ତି। ସ୍ୱର୍ଗରୁ ଆସିବା ଚିହ୍ନ ଶୁଣନ୍ତୁ। ସ୍ୱର୍ଗେ ସ୍ଥିତାନାଂ ଇହ ଜୀବ ଲୋକେ ଚତ୍ୱାରି ଚିହ୍ନାନି ବସନ୍ତି ଦେହେ, ଦାନ ପ୍ରସଙ୍ଗା ମଧୁରା ଚ ବାଣୀ, ଦେବାର୍ଚ୍ଚନಂ ବ୍ରାହ୍ମଣଂ ତର୍ପଣଂ ଚ।
ये है स्वर्ग आसता व्यक्तिर चिन्ह पाखे लक्षण देते से स्वर्ग आसे से स्वर्ग सुख भाई सुख पाथि स्वर्गे स्थितानाम यह जीव लोके स्वर्ग स्थित जीव ये जदि आसी यह जीव लोके ये से लोक जीवटा ये लोक अच्छी पाखे कौन हम चत्वारी चिन्हानी बसंती देहे ता देहरे 4टा चिन्ह देखा जाए। प्रथम होचंदी कौन दान प्रसंगा से दान करिवे जे दान करती मैंने स्पष्ट मुझे जान दूँ आश्चर्य स्वर्ग दान प्रसंगा से दान कर अकातर यहाँ शुणी किए कह भल है आम दान कर थर दान कर बाबा आस आस नि टाटे नि बाबा आस आस नि 8 नि आम दान करूँ यहाँ शुणी कहीं भावन आम एमती टे 8 देकी आम भाई आम स्वर्ग आसचे ना दान अर्थ नुह यहाँ स्वाभाविक हुए स्वाभाविक दान कर भावनाटा आसे तार उल्टाटा हूँ नर्क कंजूस सब थी दवाई इच्छा न सब थी कि दवाई इच्छा न सामर्थ्य अनुसार तार अर्थ न सब देदेवा जे दे पारे से तो भाग्यवान कि दान प्रसंगा जे दान करती दान पर तो बहुत कथा रही दान प्रसंगा जे दान करती अकातर दान करती दान करी शोचना नुह दान करी आजिकल देखुना दान करते भिकारी को 10 टଙ୍କା देते 10 टଙ୍କା भावे हे 10 ଟଙ୍କା कौन कर चेंज ना बोली सीना देदेली 5 ଟଙ୍କା देती सी जाता मुझे 10 ଟଙ୍କା देकी बाड़ी छाटी कहीं हो देल तो देल कौन अच्छी विचार करते 5 ଟଙ୍କା देते होता चेंज नाला बेले तो 10 ଟଙ୍କା देखते भिकारी थाली रू 5 ଟଙ୍କା नहीं जाऊँ तो 5 ଟଙ୍କା रख 5 ଟଙ୍କା दे तो ये दान नुह एड़ा सब माने अकातर दान नहीं दान प्रसंगा यहाँ स्वर्गर चिन्ह आ द्वितीय हूँ मधुराच वाणी दान प्रसंगा मधुराच वाणी वाणी हूँ मधुर वाणी मधुर वाणी मैंने से वाणी द्वारा अन्य मानक से निजर करें वाणी तो से भाई कौन मधुर वचन कही तो शिव जनमन हाँ नहीं गोटे कथार नहीं मधुर विनय वचन कही तो शिव जनमन से मधुर वाणी से जाने स्वर्ग से आसछंती क्या जीव तो भ्रमण करुच्ची वैकुंठ कौन गए वैकुंठ तो जी गला से तो फेरनी ये भ्रमण चलती स्वर्ग जाऊँगी नरक जाऊँगी कौ लोक जाऊँगी कौन हो ठिकाना नहीं ये तरह स्तर पाँच ये सब चलती वैकुंठ जी बिरजा पार हो चलला से अच्छी ना बिरजा पार हो ऊपर गला से फेरनी बिरजा पार हो गोटे लोक अच्छी से फेरीज ब्रह्मलोक बिरजा पार पर देखिए गोटे ब्रह्म ज्योति अच्छी से गले से फेरार चान्स रही कि उपरको जब चलीगला आउ फेरनी नचेत भितर यहाँ कहुए आवागमन हिंदी कहुए आवागमन बारंबार आसवा जा चलता है तेणु प्रथम है दान प्रसंगा द्वितीय हूँ मधुराच वाणी तृतीय हूँ देवार्चनम देवार्चनम देवता ठाकुर भगवान अर्चन कर भल पाइबा किसी करवा यहाँ हूँ स्वर्ग आसता व्यक्तिर लक्षण भल पाइबा आजिकल किए कह आम कौन भल पाऊनु आम जाऊँ मंदिर को मंदिर जाऊँ भल पाच ना कौन मैंने स्वतः भल पाइबा मुझे कहवा सब से मंदिर को जीवे गोटे कदली नहीं थे हर्ष देवता जिते थे टिके 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 दे दे समस्त टिके 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 खा मैंने सत्य जमी देवता मैंने अपेक्षा कर माँ केत आसो कदली टिके दब मत ना मो पेट पुरनी आ से बुली 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 सब जिते थे पार्श्व देवता समस्त टिके 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 पकईकी ना देवार्चन आम देवता अर्चन करुँ ये कौन देवता अर्चन ना कौन सेमती ना श्रद्धार सहित देवता मानक आम अर्चन करेंगे देवता मानक आराधना करेंगे ठीक अच्छे सम्मान देवे जदि सब देवता मानक आम पूजा कर भगवान पूजा कले तो सब देवता मैंने पाईगले किसी असुविधा नहीं कि से भावटा रहा दरकार स्वर्ग आसता व्यक्तिर ये भावटा स्वतः रहे भक्त मैंने सब से देवार्चनम आउ चतुर्थ हूँ ब्राह्मण तर्पण ब्राह्मण को तर्पण कर ब्राह्मण को तर्पण ब्राह्मण शब्द ब्राह्मण साधु सन्थ एम से सेवा करती ब्राह्मण को साधु को सन्थ को भल पाती भल पाइबाटा पाखे स्वतः देखा जाए ये है स्वर्ग आसिया चिन्ह नरक आसिया चिन्ह यार तो विपरीत सब बुझी ने कि तार चिन्ह भी अलग चिन्ह भी पूरा आहरी सूचना दिखाई से कहीं शुणा शुणे हाँ शुणे अन्य देखिए निज भर देखिए
କ'ଣ କ'ଣ ନର୍କରେ ସେ ଚିହ୍ନ ଦେଖନ୍ତୁ। ଅତ୍ୟନ୍ତ କୋପା କଟୁକା ଚ ବାଣୀ ଦରିଦ୍ରତା ଚ ସ୍ୱଜନେଷୁ ବୈରୀ ନିଜ ପ୍ରସଙ୍ଗା କୁଳହୀନ ସେବା ଚିହ୍ନାନି ଦେହେ ନରକ ସ୍ଥିତାନାମ୍। ନରକ ସ୍ଥିତାନାମ୍, ନରକରେ ଆସିଥିବା ବ୍ୟକ୍ତିର ପାଖରେ ଏଇସବୁ ଚିହ୍ନ ଦେଖାଯିବ। କ'ଣ? ଅତ୍ୟନ୍ତ କୋପା, ଅତି କ୍ରୋଧୀ। କ୍ରୋଧୀ ବ୍ୟକ୍ତି କାହିଁକି ମାଡ଼ ଖାଇକି ଆସିଛି ସେଠି, ଯମଦୂତ ମାନେ ତାକୁ ପିଟିଛନ୍ତି ଆଉ ସେ ତାର ତ ସେଇଟା ସହ ହେଇଯାଇଛି, ସେ କରିବ କ'ଣ? ଅତ୍ୟନ୍ତ କୋପା, ସେଠି ସେ ମାଡ଼ ଖାଇକି ଯେଉଁ ତାକୁ ଯେଉଁ ଟର୍ଚର କରାହେଇଛି, ଯେଉଁ ରେଗିଂ କଥା କହୁଥିଲି, ଆଉ ସେଠି ବର୍ତ୍ତମାନ ସେ ରେଗିଂ କରିବ। ଅତ୍ୟନ୍ତ କୋପା। ଦ୍ୱିତୀୟ ହେଉଛି କଟୁକାଚ ବାଣୀ, ବାଣୀ କଟୁ ବାଣୀ, କଟୁ ବାକ୍ୟ, ଯେ ବାକ୍ୟରେ ଶାଳୀନତା ନାହିଁ, କଟୁ କଥା, କଡ଼ା କଥା, ସବୁବେଳେ ବାକ୍ୟକୁ ସଂଯତ କରିବାର ରାସ୍ତା ରହିଛି। କଡ଼ା କଥା କାହାର ନାହିଁ, ସମସ୍ତେ ତ କହୁଛନ୍ତି, ପ୍ରଶ୍ନ ସମସ୍ତେ ତ କହୁଛନ୍ତି, ନାଇଁ ନାଇଁ, ଯାହାର ସ୍ୱଭାବ ସେଟା ହେଇଯାଇଛି। କଡ଼ା କଥା ବି ସଂଯତ କରିହେବ। ସବୁ ଏଇ ଯେଉଁ ସବୁ ଗୁଣ ଦେଖୁଛନ୍ତି, ଲକ୍ଷଣ ଦେଖୁଛନ୍ତି, ଏଗୁଡ଼ାକୁ ସବୁ ମାର୍ଜିତ କରିହେବ। ଏଇଟା ଆମେ ଜାଣିଲା ପରେ ଆମେ ମାର୍ଜିତ କରିପାରିବା, ଆମେ ଶୁଦ୍ଧ ହେଇପାରିବା, ତା ପାଇଁ ବାଟ ରହିଛି। ସବୁର ସମସ୍ୟାର ବାଟ ହେଉଛି କ'ଣ? ସମାଧାନ କ'ଣ? କୃଷ୍ଣ ଭକ୍ତି। ଭକ୍ତି କଲେ ବାଣୀ ମାର୍ଜିତ ହେଇଯିବ। ନଚେତ୍ ବାଣୀ କାଲି ନା ଶୁଣୁଥିଲେ, ଏପଟେ ପଶୁନି, ପଶୁଛି କୋପଟେ, ଏପଟେ ଛାତି ପଟେ। ଆଜିକାଲି ବାଣୀ ସେଇଭଳିଆ ଆଉ। ବାଣୀ ଭଲ ବାଣୀ କହିବା ଉଚିତ ନା, ପରସ୍ପର ଭିତରେ ସୁସମ୍ବନ୍ଧ ରଖିବା ଉଚିତ। ବାଣୀ ଆମ ଜଣେ ଭଲ ଲାଗୁନି, ଠିକ୍ ଅଛି, ଭଲ ଲାଗୁନି, ଆମେ ତାଙ୍କ ସହିତ ନ ମିଶିପାରୁ, କିନ୍ତୁ ତାଙ୍କ ବିରୁଦ୍ଧରେ କହିବା, ତାଙ୍କୁ ନିନ୍ଦା କରିବା, ଇଏ କରିବା ନାହିଁ, ସେଟା ଠିକ୍ ନୁହଁ। ସେଟା ତା ଦ୍ୱାରା କ'ଣ ହୁଏ ନା, ନିଜ ବାଣୀ ଖରାପ ହୁଏ। ନିଜ ବାଣୀ ଖରାପ ହେଲେ କ'ଣ ହୁଏ? ଗୁଣର ପ୍ରଭାବରେ ପ୍ରଭାବିତ ହେଇଯିବା। ଏଟା ମୁଁ ଅନୁଭବରୁ କହୁଛି। ଆମେ ବି ସେମିତି କହୁଥିଲୁ, ବେଳେବେଳେ କହିଦେଉଥିଲୁ, ପ୍ରବଚନ ବେଳେବେଳେ ବାହାରିଯାଏ ସେମିତି, ତାପରେ ବିଚାର ଠିକ୍ ନୁହଁ ଏଇଟା। ବାଣୀକି ସଂଯତ କରିବା ଉଚିତ। ବାଣୀକି ସଂଯତ କରିବା ବାଟ କ'ଣ? ଜୀବ ଗୋସାଇଁ କହିଛନ୍ତି ଦଶମ ସ୍କନ୍ଧ ଭାଗବତମରେ 81 ଅଧ୍ୟାୟରେ ଜୀବ ଗୋସାଇଁ କହିଛନ୍ତି ବାଣୀକି କେମିତି ସଂଯମ କରିବେ। ବାଣୀ ସଂଯତ ହେବ ଯଦି ଭଗବାନଙ୍କର ଗୁଣଗାନ କରିବେ, ଭଗବାନଙ୍କର ନାମ କରିବେ, ବାଣୀ ସଂଯତ ହେଇଯିବ ଆପେ ଆପେ। ଏଇଟା ସତ୍ୟ। ଯେତେ କଟୁ ବାକ୍ୟ ସେ କହୁଥାଉ, ଯଦି ସେ ଭଗବାନଙ୍କ ନାମ କରିବ ନା, ଭଗବାନଙ୍କ କଥା କହିବ, ଭଗବାନଙ୍କର ଗୁଣଗାନ କରିବ, ଧୀରେ 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 ଧୀରେ, ସ୍ଲୋ ପ୍ରୋସେସ୍, ଧୀରେ 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 ବାଣୀ ସଂଯତ ହେଇଯିବ। ନଚେତ୍ କଟୁକାଚ ବାଣୀ, କଟୁ ବାକ୍ୟ ସବୁ ଆସିବ, ଏସବୁ ନର୍କର ଚିହ୍ନ। ଅତ୍ୟନ୍ତ କୋପା କଟୁକାଚ ବାଣୀ ଦରିଦ୍ରତା। ଏ ଦରିଦ୍ରତା ଶବ୍ଦରେ କ'ଣ? ଧନହୀନ ନା, ଧନହୀନ ତ ଗୋଟେ ପ୍ରକାର ଲକ୍ଷଣ ବି, ଗୋଟେ ଲକ୍ଷଣ, କାରଣ କର୍ମଫଳ ହିସାବରେ ତ ଧନ ଅଭାବ ଥାଏ। ଦ୍ୱିତୀୟ ହେଉଛି ଧନହୀନ ଶବ୍ଦରେ ଧନ ଯେତେ ଥିଲେ ମଧ୍ୟ ସେ ସନ୍ତୁଷ୍ଟ ନ ହେବା, ଏଇଟା ହେଉଛି ଦରିଦ୍ରତା। ଧନ ଯେତେ ଥିଲେ ମଧ୍ୟ ଖାଲି ହାଁ ହାଁ ହେଉଥିବେ ଧନ ପାଇଁ, ଯେତିକି ମିଳିଲା ସେଥିରେ ସନ୍ତୁଷ୍ଟ ରହିବା ଉଚିତ। ଆଉ ଯିଏ ଧନ ପାଇଁ ବେଶୀ ହ୍ୟାଙ୍କରିଂ ହୁଅନ୍ତି, ଏ ନର୍କର ଚିହ୍ନ, ଦରିଦ୍ରତା। ଆଉ ସ୍ୱଜନେଷୁ ବୈରୀ, ନିଜ ସ୍ୱଜନ, ନିଜ ପାରିବାରିକ ସମ୍ବନ୍ଧ ଭିତରେ ବୈରୀ, ଶତ୍ରୁତା ଆଚରଣ କରିବା। ଏ ତ ପ୍ରାୟ ଦେଖାଉଛି, ଭାଇ ଭାଇ ଭିତରେ ଅପଟ ମନୋମାଳିନ୍ୟ, ସ୍ୱାମୀ ସ୍ତ୍ରୀ ଭିତରେ ମନୋମାଳିନ୍ୟ, ବାପ ପୁଅ ଭିତରେ ମନୋମାଳିନ୍ୟ, ଏସବୁ କ'ଣ? ଏସବୁ ନର୍କର ଚିହ୍ନ। ସ୍ୱଜନେଷୁ ବୈରୀ ଏବଂ ନିଜ ପ୍ରସଙ୍ଗା। ଏ ନିଜ ପ୍ରସଙ୍ଗ ଶବ୍ଦରେ ଏସବୁ ନିନ୍ଦା, ଅନ୍ୟର ନିନ୍ଦା, ଅନ୍ୟକୁ ବାଣୀର ଏସବୁ ତ ଲକ୍ଷଣ। ଅନ୍ୟକୁ ନିନ୍ଦା କରିବା, ଅନ୍ୟର ଦୋଷ ଦେଖିବା, ଏଗୁଡ଼ା ସବୁ ନର୍କର ଚିହ୍ନ। ଏଗୁଡ଼ା ଭକ୍ତିପଥରେ ବିଲକୁଲ ଏଗୁଡ଼ାକ ଗ୍ରହଣୀୟ ନୁହଁ। ଭକ୍ତିପଥରେ ଏଗୁଡ଼ା ହେଉଛି ଆମ ପାଇଁ ଗୋଟେ ଅବଷ୍ଟାକଲ୍ସ, ଏଗୁଡ଼ା ସବୁ ବାଧକ। ଯାହା କରୁଛନ୍ତି କରନ୍ତୁ। ଭକ୍ତିପଥର ଏଇଟା ହେଉଛି ବହୁତ ସହଜ ସରଳ ରାସ୍ତା। ହେଉଛି ଭକ୍ତିପଥର କ'ଣ? ଆମେ ସମସ୍ତଙ୍କ ସହିତ ରହିବା, କିନ୍ତୁ ସମସ୍ତଙ୍କର ଭଲ ଗୁଣକୁ ଗ୍ରହଣ କରିବା, ବାସ୍। ଏଇଟା ହେଉଛି ଭକ୍ତିରେ ରହିବାର ଅତି ସହଜ ସରଳ ସଂଜ୍ଞା। ସମସ୍ତଙ୍କ ସହିତ ରହିବା, କାହାକୁ ଆମେ ସମସ୍ୟାରେ ପକାଇବାନି, ଆମ ପାଇଁ କେହି ସମସ୍ୟାରେ ନ ପଡ଼ନ୍ତୁ, ଆମେ ଅନ୍ୟଠୁ ଭଲ ଗୁଣକୁ ଗ୍ରହଣ କରିବା, ବାସ୍। ଏଇଥିରେ ଆମର କଲ୍ୟାଣ। ଆମେ କାହାକୁ ପରିବର୍ତ୍ତନ କରିପାରିବା କି? ଆମେ କାହାକୁ ପରିବର୍ତ୍ତନ କରିପାରିବାନି। କିନ୍ତୁ ଆମେ ସମସ୍ତଙ୍କଠୁ, କାହାର ଭଲ ଗୁଣ ନାହିଁ କହିଲେ ସଂସାରରେ? ସଂସାରରେ ସମସ୍ତଙ୍କର ଭଲ ଗୁଣ ରହିଛି। ଚାଣକ୍ୟ ପଣ୍ଡିତ କହିଲେ କୁକୁରର ଭଲ ଗୁଣ ରହିଛି, ଗଧର ଭଲ ଗୁଣ ରହିଛି। ସେମାନଙ୍କ କଥା ବି କହିଛନ୍ତି ଚାଣକ୍ୟ ପଣ୍ଡିତ।
ସମସ୍ତେ ଯେତେ ଲୋକ ରହିଛନ୍ତି ସମସ୍ତଙ୍କର ଭଲ ଗୁଣ ରହିଛି, ଆମେ ସେ ଭଲ ଗୁଣଟା ଗ୍ରହଣ କରିବା, ଅସୁବିଧା କ'ଣ ଅଛି? ଆମର ଦୃଷ୍ଟି କ'ଣ ହେଇଛି? ଏ ଯେଉଁ ନିଜ ପ୍ରସଙ୍ଗ ହେଇଛି, ଅନ୍ୟର ଆମ ଭଲ ଗୁଣଟା ଦେଖାଯାଉନି, ଦୋଷଟା ଦେଖାଯାଉନି। ସେଇଟା କଲେ ତାଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ଆମେ ତାଙ୍କ ଦୋଷ ଦେଖୁନଥିଲେ। ଆପଣ ଚିନ୍ତା କରୁନାହାନ୍ତି ଜୟପୁରରେ କେତେ ଲୋକ ରହିଛନ୍ତି, ଆମେ କ'ଣ ସମସ୍ତଙ୍କ ଦୋଷ ଦେଖୁଛେ ନା? ଯାହା ସଂସ୍ପର୍ଶରେ ଆସିଛେ ତାର ଦୋଷ ଦେଖୁଛେ, ଯାହା ସଂସ୍ପର୍ଶରେ ଆସିନେ ସେ ତ ଆମର କ'ଣ ମାଇଣ୍ଡ ବାହାରେ ରହିଛି। ଜଗତରେ ତ ସବୁଠି ଦୋଷ ରହିଛି, ସବୁଠି ଗୁଣ ରହିଛି। ତ ଆମ ବୃତ୍ତିଟା କ'ଣ ହେଇଯାଉଛି? ଆମେ ଦୋଷ ଦେଖିବା ପ୍ରବୃତ୍ତିରେ ବଶବର୍ତ୍ତୀ ହେଇଯାଉଛି। ଗୁଣ ବି ରହିଛି ସବୁଠି, ଗୁଣ ଦେଖ। ଭକ୍ତିରେ ପ୍ରଗତି କରିବାର ଇଏ ହେଉଛି ଲକ୍ଷଣ, ନଚେତ ବହୁତ କଷ୍ଟ ଭକ୍ତିରେ ପ୍ରଗତି କରିବା। ସବୁଠି ଭଲ ରହିଛି, ସବୁଠି ମନ୍ଦ ରହିଛି। ତ ନିଜ ପ୍ରସଙ୍ଗ ଏବଂ କୁଳହୀନ ସେବା, ନିଚ ସେବା କରିବା, ନିଚ ବ୍ୟକ୍ତିର ସେବା କରିବା। କିଏ କହ ନିଚ ବ୍ୟକ୍ତିର ସେବା କରିବାଟା ନର୍କର ଚିହ୍ନ? ହଁ, ଉଚ୍ଚ ଜନ୍ମ ହେଇକି ଉଚ୍ଚ କୂଳ ଜନ୍ମ ହେଇକି ନିଚ ବ୍ୟକ୍ତିର ସେବା କରିବା। କିଏ କହ ଆଚ୍ଛା ଏଇଟା କେମିତି ଗ୍ରହଣୀୟ? ତାହେଲେ ପ୍ରଭୁପାଦ ତ ସେବା କରିଛନ୍ତି, ପ୍ରଭୁପାଦ ନିଚ ବ୍ୟକ୍ତିର ସେବା କରିଛନ୍ତି। ଯଦି ଦେଖାଯିବ ପ୍ରଭୁପାଦ ଯେଉଁ ବିଦେଶକୁ ଯାଇ ପ୍ରଚାର କରିଥିଲେ, ବିଦେଶରେ ସେ ଲୋକମାନେ ଆସିବେ, ଆଉ ବିଦେଶୀ ଲୋକମାନେ କ'ଣ ତାଙ୍କର କ'ଣ ସଭ୍ୟତା ଅଛି, ସଂସ୍କାର ଅଛି ନା କ'ଣ? ସେମାନଙ୍କ ବ୍ରାହ୍ମଣ ନା କ'ଣ? ସେ ତ ପ୍ରଭୁପାଦ ତ ଶୁଦ୍ଧ ଭକ୍ତ, ଆଉ ସେ ତ ନିଚ ବ୍ୟକ୍ତିଙ୍କୁ ସେବା କରିଥିଲେ। କାରଣ ସେମାନେ ଆସିବେ, ଆମର ଯେମିତି ପ୍ରସାଦ ଦିଆଯାଉଛି, ପ୍ରୋଗ୍ରାମ ସରିଲେ ପ୍ରସାଦ ଦିଆଗଲା, ପ୍ରଭୁପାଦ ସେମାନେ ସବୁ ପ୍ରସାଦ ଦେଉଥିଲେ। ପ୍ରସାଦ ଦେଲା ପରେ ସେମାନେ ପ୍ରସାଦ ପାଇବେ, ସେ ପତ୍ର ସବୁ ସେଇଠି ପକେଇ ଦେଇ ପଳେଇବେ, ପ୍ରଭୁପାଦ ତାକୁ ସବୁ ଉଠାନ୍ତି। ତାହେଲେ ନିଚ ବ୍ୟକ୍ତିର ସେବା ହେଲା କି ନାହିଁ ସେଠି? ତ ସେ ଯେଉଁ ନିଚ ବ୍ୟକ୍ତିର ସେବା ଯେଉଁ କରୁଥିଲେ, କାହିଁ କରୁଥିଲେ? ନିଜ ସ୍ୱାର୍ଥ ପାଇଁ ନୁହଁ, ସେ ସେବା କରୁଥିଲେ ତାଙ୍କର କଲ୍ୟାଣ ପାଇଁ, ସେମାନେ ଭକ୍ତି ପଥକୁ ଆସନ୍ତୁ, ଏଇଥିପାଇଁ ସେବା କରୁଥିଲେ ପ୍ରଭୁପାଦ। କି ନିଜ ସେବା ଯେଉଁ କୁହାଯାଇଛି, ନିଜର ସ୍ୱାର୍ଥ ସାଧନ ପାଇଁ, ସ୍ୱାର୍ଥ ହାସଲ ପାଇଁ ଯଦି ନିଜର ସେବା କରିବା, ଏଇଟା ହେଉଛି ନର୍କର ଲକ୍ଷଣ। ନିଜର ସ୍ୱାର୍ଥ ପୂରଣ ପାଇଁ ଗୋଟେ ମର୍ଯ୍ୟାଦା ରହିଛି ନା ସମସ୍ତଙ୍କର, ଆମେ ଆମର ମର୍ଯ୍ୟାଦା ରହିବା। ଆଉ କାହାକୁ ଘୃଣା କରିବେନି, ନିଚ ଲୋକ ତାମାନେ କ'ଣ ଘୃଣା କରିବେ କି? ନାଇଁ, ନିଚ ବ୍ୟକ୍ତିଙ୍କୁ ଘୃଣା କରିବେନି, ନିଚ ବ୍ୟକ୍ତିଙ୍କୁ କୃପା କରିବେ। ଆମର ଯେଉଁମାନେ ନିଚର ଅଛନ୍ତି, ଆମେ ସବୁ ସମୟରେ ମିଡିଲ ଷ୍ଟେଟ୍ରେ ଅଛେ। ମିଡିଲ ଷ୍ଟେଟ୍ ମାନେ କ'ଣ ବୁଝିପାରୁଛନ୍ତି? ମାନେ ଆମଠୁ ସବୁ ସମୟରେ ଉଚ୍ଚ ସ୍ଥିତିରେ ଥିବା ବ୍ୟକ୍ତି ରହିଛନ୍ତି, ଆମଠୁ ସବୁ ସମୟରେ ନିମ୍ନ ସ୍ଥିତିରେ ଥିବା ବ୍ୟକ୍ତି ରହିଛନ୍ତି। ଆମେ ଅଛେ ମିଡିଲ ଷ୍ଟେଟ୍ରେ, ଏଇଟା ବିଚାର କରିନେବେ। ତ ଉଭୟଙ୍କ ପ୍ରତି ଆମର କର୍ତ୍ତବ୍ୟ କ'ଣ, ସେଇଟା ନିର୍ଦ୍ଧାରଣ କରିକି ଆମକୁ ସେ ଅନୁସାରେ ଚାଲିବା ପାଇଁ ପଡ଼ିବ। ଚାଲିଲେ ଭକ୍ତିରେ ପ୍ରଗତି କରିବେ। ତ ଇଏ ହେଉଛି ସବୁ ଚିହ୍ନ। ତ ହେ ମା, ଯେଉଁ କେହି କୁହନ୍ତି ଏଇଠି ସ୍ୱର୍ଗ ଏଇଠି ନର୍କ, ଏଇଭଳି। ଆଉ ସ୍ୱର୍ଗର ସୁଖଟା କିଭଳି ଏଠି ବି ଅନୁଭବ ହେବ? 3ଟା ପଏଣ୍ଟରେ ସ୍ୱର୍ଗର ସୁଖ ଏଠି ବି ଜଣେ ଅନୁଭବ କରିପାରେ। ଏ ତ ସବୁ ଲକ୍ଷଣ। ସ୍ୱର୍ଗର ସୁଖ କେମିତି? ଚାଣକ୍ୟ ପଣ୍ଡିତ କହିଛନ୍ତି, ସ୍ୱର୍ଗ ସୁଖ କାହାକୁ ମିଳୁଥିବ ଆପଣ ଚିନ୍ତା କରିବେ। ଚାଣକ୍ୟ ପଣ୍ଡିତ ଯେଉଁ କହିଛନ୍ତି, କ'ଣ ସେ ଶ୍ଲୋକଟା? ସ୍ତ୍ରୀ ଯସ୍ୟ ବଶୀଭୂତ ଭାର୍ଯ୍ୟା ଯସ୍ୟ ବଶୀଭୂତ, ପୁତ୍ର ଯସ୍ୟ ବଶୀଭୂତ ଭାର୍ଯ୍ୟା ଛନ୍ଦାନୁଗାମିନୀ। ସ୍ୱର୍ଗର ସୁଖଟା କିଭଳି? ପୁତ୍ର ଯସ୍ୟ ବଶୀଭୂତ ବା ଯସ୍ୟ ପୁତ୍ର ବଶୀଭୂତ ଭାର୍ଯ୍ୟା ଛନ୍ଦାନୁଗାମିନୀ ବିଭବ ଯସ୍ୟ ସନ୍ତୁଷ୍ଟ ତସ୍ୟ ସ୍ୱର୍ଗ ଇହ ଏବ ହି। ତା ପାଇଁ ଏଇଠି ହିଁ ସ୍ୱର୍ଗ। ଏ 3ଟା ଯଦି ତାର ଅନୁକୂଳ ଅଛି। କ'ଣ 3ଟା ଅନୁକୂଳ? ପ୍ରଥମ ହେଲା ଯସ୍ୟ ପୁତ୍ର ବଶୀଭୂତ, ପୁତ୍ର ଯାହାର ବଶୀଭୂତ, ପୁଅ ବିଲକୁଲ କଥା ଶୁଣୁଛି। ପୁତ୍ର ଯଦି କଥା ଶୁଣୁଛି, ତାହେଲେ ଜାଣି ସ୍ୱର୍ଗର ଏଇଟା ଗୋଟେ ଚିହ୍ନ, ଲକ୍ଷଣ। ମାନେ ସେ ସୁଖ, ଲକ୍ଷଣ ନାହିଁ, ଏଇଟା ସୁଖ। ସେ ସ୍ୱର୍ଗ ସୁଖ ଭଳି କିଛି ସୁଖ ପାଉଥିବେ। ପୁତ୍ର ଯଦି ବଶୀଭୂତ, କଳିଯୁଗରେ ଏଭଳି ବଶୀଭୂତ ପୁତ୍ର ଦେଖିବା ବହୁତ କଷ୍ଟ, ବହୁତ ବିରଳ। ଅଛନ୍ତି, ନାହାନ୍ତି ବୋଲି କୁହାଯିବନି, ଅଛନ୍ତି, ବିରଳ। ପୁତ୍ର ବଶୀଭୂତ, ଶ୍ରବଣ କୁମାର ଭଳି, ପ୍ରଭୁ ଶ୍ରୀରାମ ଭଳି, ପଞ୍ଚପାଣ୍ଡବ ଭଳି, ଏସବୁ ପୁତ୍ର ବଶୀଭୂତ ନା। ସେମାନଙ୍କୁ ତ ଆମେ ଏଇ କ୍ୟାଟାଗୋରୀ ଭିତରକୁ ଆଣିପାରିବାନି, ସେମାନେ ତ ଭଗବାନଙ୍କର ନିଜ ପାର୍ଷଦ। ତ ବଶୀଭୂତର ଲକ୍ଷଣକୁ ଆମେ ଦେଖିବା ପାଇଁ ସେମାନଙ୍କୁ ଉଦାହରଣ ନେଉଛେ। କେତେବେଳେ ଯଜାତି ଚରିତ ତ ଏଠି ହେଇଛି, ଶୁଣିଥିବେ, ଯେ ଶୁଣିଥିବେ ତାଙ୍କର ମନେ ଥିବ, ନହେଲେ ପୁଣି କେତେବେଳେ ହେଲେ ଶୁଣିବେ।
ଯଜାତି ମହାରାଜଙ୍କ ଚରିତ୍ର ଶୁଣିଛନ୍ତି? କିଏ କିଏ ଶୁଣିଛନ୍ତି ହାତ ଟେକିଲେ? ଜଣେ, ଦୁଇ ଜଣ, ଦୁଇ ତିନି ଜଣ ହିଁ ଶୁଣିଛନ୍ତି। ତାମାନେ ପୁଣି ଆଉଥରେ କେତେବେଳେ ହେଲେ ଭଲ ହବ ନା କ'ଣ? କ'ଣ ମାତାଜୀ, ଯଜାତି ଚରିତ୍ର କେତେବେଳେ ହେଲେ ଭଲ ହବ ନା କ'ଣ? ଆପଣ ତ ସବୁ ହଁ କରିବେ। ଆପଣ ତ ଭାଗବତ ଯୋଉ ପ୍ରସଙ୍ଗ କଲନି ଆପଣ ରାଜି। କିନ୍ତୁ ହେବା ଉଚିତ, ସବୁ ପ୍ରସଙ୍ଗ ଶୁଣିବା ଉଚିତ, ଶୁଣିଲେ ଭଲ। ସେଠୁ କୁହାଯାଇଛି ପୁତ୍ର କେତେ ପ୍ରକାର। ତ ପୁତ୍ର ଯସ୍ୟ ବସିତ ଆଉ ଭାର୍ଯ୍ୟା ଛନ୍ଦାନୁଗାମିନୀ, ଭାର୍ଯ୍ୟା ପତ୍ନୀ ଛନ୍ଦ ଅନୁଗାମିନୀ, ମନୋଭାବକୁ ନେଇକି ଯିଏ ଚାଲନ୍ତି ସିଏ ସୁଖ ପାଆନ୍ତି। ସେ ଯେଉଁ ସୁଖଟା ପାଆନ୍ତି ସେଇଟା ସ୍ୱର୍ଗ ସୁଖ ଭଳି। ଦୁଇଟା। ତୃତୀୟ ହେଉଛି ବିଭବ ଯସ୍ୟ ସନ୍ତୁଷ୍ଟ, ଯେତିକି ଧନ ଅଛି ସେଥିରେ ଜଣେ ସନ୍ତୁଷ୍ଟ ଯଦି ରହିପାରିଛି ତାହେଲେ ସ୍ୱର୍ଗ ସୁଖ ଭଳି ସେ ସୁଖଟା ଏଠି ପାଏ। ଏ ତିନିଟା କାହାର ଅଛି କହିଲେ? କିଏ ସ୍ୱର୍ଗ ସୁଖ ପାଉଛି ଆଜ୍ଞା ହାତ ଟେକିଲେ ଦେଖିବା? କେହି କହିପାରିବେନି। ତିନିଟି ଯାକ ଅନୁକୂଳ ତ ନଥିବ ଆଉ। କର୍ମଫଳ ସାରା ଆମେ ସବୁ ପଡ଼ିଛେ ଏଠି ଆଉ। ମାନେ ସ୍ୱର୍ଗର ସୁଖ ଯେଉଁ, ସେ ସୁଖଟା ଏଠି କିଞ୍ଚିତ ପରିମାଣରେ ସେଇ ଅନୁକୂଳ ପରିସ୍ଥିତିରେ କିଛିଟା ଅନୁଭବ ହୁଏ ବୋଲି ଚାଣକ୍ୟ ପଣ୍ଡିତ କହିଛନ୍ତି। ତ ମା ଏଇଭଳି ଜଗତରେ ଯେଉଁ କହୁଛନ୍ତି ଏଇଠି ସ୍ୱର୍ଗ ଏଇଠି ନର୍କ, ଏଇଭଳି ବୁଝି ନେବ। ତେବେ ସେ ଯେଉଁ ଜୀବ କାହିଁକି ଏଭଳି ଯାଇକି ଦଣ୍ଡ ଭୋଗେ ତାକୁ ପୁଣି ଦୁଇ ତିନିଟା ଶ୍ଲୋକରେ କହିଛନ୍ତି। ମୁଁ କେବଳ କହିଦେଉଛି, କହିଦେଉଛି କ'ଣ, ଶ୍ଲୋକଟା ଶୁଣିବା ଦରକାର ନା। ଦେଖନ୍ତୁ କ'ଣ କହିଲେ, ସେ ସମସ୍ତଙ୍କ ପାଇଁ କରିଥିବ, ପରିବାର ସମସ୍ତଙ୍କ ପାଇଁ କରିଥିବ, ଅନ୍ୟମାନେ କାହିଁକି ଯିବେନି? କହୁଛନ୍ତି ଏକ ପ୍ରପଦ୍ୟତେ ଧ୍ୱାନ୍ତଂ ହିତେବ ସକଳେ ବରମ୍ କୁଶଳ ଇତର ପାଥେୟ ଭୂତଦ୍ରୋହେଣ ଯଦ୍ଭୃତମ୍। ଏକ, ସେ ସମସ୍ତଙ୍କ ପାଇଁ ସବୁ କିଛି କରିଛି, ପରିବାର ସମସ୍ତଙ୍କ ପାଇଁ କରିଛି, କିନ୍ତୁ ଜୀବ କିଏ? ଏକା, ଯିଏ କର୍ତ୍ତା। ଏ କଥା ଶିକ୍ଷା ଦେଇଥିଲେ କି ନାହିଁ ନାରଦ ମୁନି ଦଶରତ୍ନାଙ୍କରକୁ? ଏ କଥାଟା ଶିକ୍ଷା ଦେଇଥିଲେ। ତୁ ବାପା ପରିବାର ସମସ୍ତଙ୍କ ପାଇଁ କରୁଛୁ, ତୋ ବାପରେ କିଏ ଭାଗି ହେବେ ନା? ସେ କହିଲା ହଁ ମୁଁ ସମସ୍ତଙ୍କ ପାଇଁ କରୁଛି, ସମସ୍ତେ ଭାଗି ହେବେ, ଯାହା ପଚାରିକି ଆସିବୁ। ନାରଦ ମୁନି କହିଲେ ସମସ୍ତେ ସେ ଲୀଳା ଜାଣିଛନ୍ତି। ଦଶରତ୍ନାଙ୍କର ଯାଇ ପଚାରିଲେ, ଘରେ ସ୍ତ୍ରୀକୁ ପଚାରିଲେ, କହିଲେ ମୁଁ ଯାହା କରୁଛି ପାପ ପୁଣ୍ୟ ଯାହା କିଛି କରୁଛି, ମୁଁ ଯେଉଁ ରୋଜଗାର କରୁଛି ବିଭିନ୍ନ ପାପ ହେଉଛି, ତୁମେ ଭାଗି ହେବନି? ହେଲେ ମୁଁ କାହିଁ ଭାଗିବି? ତୁମର କର୍ତ୍ତବ୍ୟ ତୁମେ ସ୍ତ୍ରୀକୁ ପୋଷିବ, ମୋତେ ପୋଷିବା ତୁମ କର୍ତ୍ତବ୍ୟ। ପିଲାମାନେ ବି ସେଇଆ କହିଲେ। ଦଶରତ୍ନାଙ୍କର ଚେତନା ପରିବର୍ତ୍ତନ ହେଲା। ଆରେ ସାଧୁ ଯାହା କହୁଛନ୍ତି ସତ୍ୟ, ଭଗବାନ ବି ସେଠି କହିଛନ୍ତି। ଏକ ପ୍ରପଦ୍ୟତେ ଧ୍ୱାନ୍ତଂ, ପ୍ରପଦ୍ୟତେ ପ୍ରାପ୍ତ ହୁଏ, ଧ୍ୱାନ୍ତଂ ନରକମ୍, ନରକକୁ ପ୍ରାପ୍ତ ହୁଏ କେବେ? ହିତେବ ସ କଳେବରମ୍, କଳେବର ଛାଡ଼ିଲା ପରେ ଏକାକି ଯାଏ ନରକକୁ। କାହିଁକି? କହୁଛନ୍ତି କୁଶଳ ଇତର ପାଥେୟ ଭୂତଦ୍ରୋହେଣ ଯଦ୍ଭୃତମ୍। ଭୂତଦ୍ରୋହେଣ, ଯେଉଁ ଜୀବମାନଙ୍କୁ, ଅଲଗା ଜୀବମାନଙ୍କୁ ସେ ଯେଉଁ ଦ୍ରୋହ କରିଥାଏ ନିଜର ପରିବାର ପାଇଁ, ନିଜର ଆତ୍ମୀୟ ସ୍ୱଜନଙ୍କ ପାଇଁ, ସେ ଯେଉଁ ଅନ୍ୟମାନଙ୍କୁ ଦ୍ରୋହ କରିଥାଏ, ଅନ୍ୟମାନଙ୍କୁ ଯେଉଁ କଷ୍ଟ ଦେଇଥାଏ, ସେ ଏକା ଯାଏ, ଅଲଗା କେହି ଯିବେ ନାହିଁ। ଏବଂ ଯାଇକି ସେଟା ବହୁତ କଷ୍ଟ ପାଏ। ବହୁତ ଶ୍ଲୋକରେ କହିଛନ୍ତି କେବଳେ ନହି ଅଧର୍ମେଣ କୁଟୁମ୍ବ ଭରଣ ଉତ୍ସୁକ ଜାତି ଜୀବ ଅନ୍ଧତା ମିଶ୍ରଂ ଚରମଂ ତରମଃ ପଦମ୍ ତମସଃ ପଦମ୍। କେବଳ ନହି ଅଧର୍ମେଣ, ଯେ ଅଧର୍ମରେ କୁଟୁମ୍ବ ଭରଣ ଉତ୍ସୁକ, କେବଳ କୁଟୁମ୍ବ ପୋଷିବା ପାଇଁ ଯିଏ ଉତ୍ସାହର ସହିତ କେବଳ ଅଧର୍ମକୁ ଆଶ୍ରୟ କରିକି କୁଟୁମ୍ବକୁ ପୋଷିଥାନ୍ତି, ଜାତି ଯାଏ, ଜାତି ଜୀବ ଅନ୍ଧତା ମିଶ୍ରମ୍, ଅନ୍ଧତା ମିଶ୍ର ଆଦି ନର୍କମାନଙ୍କୁ ସେ ଜୀବ ଯାଏ। ଯାଇକି କ'ଣ ପ୍ରାପ୍ତ ହୁଏ? ଚରମଂ ତମସଃ ପଦମ୍, କଷ୍ଟର ଚରମ ସୀମା। ନର୍କର ଦଣ୍ଡ ସବୁ ଚରମ ସୀମା, ପୁରା ସବୁଠୁ ସାଂଘାତିକ ଯାଉ କୁହାଯାଏ। ସାଂଘାତିକ ମାନେ ଏଠି ଆମକୁ ଚାପଡ଼ା ମାରିଲେ ଚାପଡ଼ାଟା ଚାପଡ଼ା ଭଳି ଲାଗେ, ସେଠି ଚାପଡ଼ା ମାରିଲେ ପାହାଡ଼ଟା ପଡ଼ିଲା ଭଳି ଲାଗେ, ସେଠି ଚରମ ସୀମା। ଏଇଠି ଆମକୁ ଛୁଞ୍ଚି ଯଦି ଦିଆହେବ, ଇଞ୍ଜେକ୍ସନ୍ ଦିଆହେବ, ସମସ୍ତେ ଅନୁଭବ ଅଛି, ଛୁଞ୍ଚିଟା ପଡ଼ିଲେ ଛୁଞ୍ଚି ଫୋଡ଼ିଲା ଭଳି ଲାଗେ। କିନ୍ତୁ ସେଠି ଯଦି ଛୁଞ୍ଚି ଫୋଡ଼ା ହେବ ମାନେ ସତେ ଯେମିତି ବଜ୍ର ପଶି ଯାଉଛି, ଛାତି ଫଟେଇ ଦେଉଛି, ସେଭଳି ଲାଗିବ। ସେଠି ଚରମ ସୀମା, ସାଂଘାତିକ। ଦେଖନ୍ତୁ ଅଧର୍ମରେ ଯିଏ ଏଭଳି ପୋଷିଥାଏ ସେ ଶେଷରେ ଯାଏ। ଶାସ୍ତ୍ର ସମସ୍ତଙ୍କୁ ସୁରକ୍ଷିତ ହେବା ପାଇଁ, ଶୃଙ୍ଖଳିତ ହେବା ପାଇଁ ଶିକ୍ଷା ଦେଇଛନ୍ତି କି ନାହିଁ? ଯିଏ ଏଗୁଡ଼ାକ ଶୁଣିବ, ଜାଣିବ, ସେ ତ କମ୍ ସେ କମ୍ ସଚେତନ ହେବା ପାଇଁ ତ ଚିନ୍ତା କରିବ ନା। ଯିଏ ଶୁଣିବନି, ଜାଣିବନି, ସିଏ କ'ଣ ତା ହିସାବରେ ସିଏ ରହିବ, ଶେଷରେ ନରକକୁ ଯିବ। ତ ଭଗବାନ ବୁଝାଉଛନ୍ତି ଏଭଳି। ସେଥିପାଇଁ ଧର୍ମ ରହିଛି ନା ସବୁ ସମୟରେ। ଭକ୍ତ ଚରଣ ଦାସ କଥା ଲେଖିଲେନି, ଧର୍ମ ଅଧର୍ମ କଥା ନ ଜାଣୁ ତୁ ହିଁ
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଧର୍ମ ଅଧର୍ମ ଏଇଟା ତ ବିଚାର କରୁନୁ, ଖାଲି ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଯାହା ହଉ ପୁଳେ ଧନ ଘରେ ପୂରେଇ ଦେବି, ସୁଖ ତ ପାଇବି ଆଉ, ଶେଷରେ ନରକକୁ ଯିବେ। ଏବଂ ହେ ମା ଏଇଭଳି ଯାଇକି ସେ ନର୍କରେ ଦଣ୍ଡ ଭୋଗିଥାଏ। ଆଉ ହେ ମା ବର୍ତ୍ତମାନ ଶୁଣ, ଜୀବ କେମିତି ପୁଣି ଆସେ ନର୍କରୁ। ନର୍କରେ ବହୁତ ମାନେ ସମୟ ସେଠି ବିତିଯାଏ, କେତେ ସମୟ କହିହେବନି, ଯୁଗ ଯୁଗ ବିତେ, କେତେ ଯୁଗ। ବ୍ରହ୍ମ ବୈବର୍ତ ପୁରାଣରେ ଲେଖା ହେଇଛି କେଉଁ ପାପ ପାଇଁ କେଉଁ ଦଣ୍ଡ, କେତେ ଦିନ, କେତେ ବର୍ଷ ସେ ଦଣ୍ଡ ଭୋଗିବେ, ବର୍ଷ ନାହିଁ କେତେ ଯୁଗ ଭୋଗିବେ, ପୁଣି ଆସିବେ। ଆସିକି ଆଚ୍ଛା ମଣିଷ ଶରୀରଟା କେମିତି ପାଏ ବର୍ତ୍ତମାନ କହିବେ। ଅଧସ୍ତାନର ଲୋକସ୍ୟ ଯାବତୀ ଯାତନାଦୟ କ୍ରମଶଃ ସମନୁକ୍ରମସ୍ୟ ପୁନଃ ଅତ୍ର ବ୍ରଜେତ୍ ଶୁଚି। ଅଧସ୍ଥାନ ନିମ୍ନ ଲୋକକୁ ଯାଇକି, ନର୍କମାନଙ୍କୁ ଯାଇକି, ଯାବତୀ ଯାତନାଦୟ ଯେତେ ପ୍ରକାର ଯାତନା ଅଛି ଯାଇକି ସେଠି ଭୋଗିବ। ନର୍କ ଗୋଟେ ନର୍କ ନୁହଁ, ଅଧସ୍ଥାନ ନରକ, ସେ ନର୍କମାନଙ୍କୁ ଯେଉଁ ପ୍ରକାର ପାପ, ଯେମିତି ଯେଉଁ ଯେଉଁ ଦଣ୍ଡ କରିଥିବେ। ଆମେ ଚୋରି କରିଛେ, ଚୋରି କରିବା ଦଣ୍ଡ ଯାହା ସେ ନର୍କ ଯାଇ ଭୋଗିବା। ମିଛ କହିଛେ, ମିଛ କହିବାର ଦଣ୍ଡ ଯାହା ସେ ନର୍କ, ତାର ସ୍ୱତନ୍ତ୍ର ନର୍କ ସେଇଠି ଭୋଗିବା। କାହାକୁ ଆମେ ଗାଳି କରିଛେ ତା ପାଇଁ ଯେଉଁ ଦଣ୍ଡ ସେଇଟା ଭୋଗିବା। କାହାକୁ ଆମେ ନିନ୍ଦା କରିଛେ ସେଥିପାଇଁ ଯେଉଁ ଦଣ୍ଡ ସେଇଟା ଭୋଗିବା। କାହାକୁ ଆମେ ମର୍ଡର କରିଦେଇଛେ ତା ପାଇଁ ଯେଉଁ ଦଣ୍ଡ ସେଇଟା ଭୋଗିବା। ତ ବିଭିନ୍ନ, ଯେହେତୁ ଗୋଟେ ଜୀବ ବିଭିନ୍ନ ପାପ କରିଥାଏ ତା ଜୀବନ ଭିତରେ, ସେଇଥିପାଇଁ ଦଣ୍ଡ ବି ଏଇଭଳି ବିଭିନ୍ନ ପ୍ରକାରର, ଏବଂ ସେ ସମୟ ଅନୁସାରେ ତାକୁ ସବୁ ଗୋଟେ ଭୋଗିବା ପାଇଁ ପଡ଼ିଥାଏ। ଆମେ କରିଛେ ନା ନାଇଁ ପାପ କୁହନ୍ତୁ, କେତେ ପାପ ହେଇଥିବ ହିସାବ ନାହିଁ। ମିଛ କହିଛେ ନା ନାଇଁ କହିଲେ, ପ୍ରାର୍ଥନା କଲାବେଳେ କ'ଣ କହୁଛେ, ମିଛ କହିବା କ'ଣ କିରେ, ମିଛ କହିବା କହିଲୁ କ'ଣ ପୁରୁଷୋତ୍ତମ, ମହାପାପ, ମିଛ କହୁଛୁ ନା, ମିଛ କହିବା ମହାପାପ। ଆମେ ମିଛ କହୁନେ, ଆମେ ମିଛ ଯଦି କହିଛେ ଯିବେ ନରକକୁ। ଆମେ ମର୍ଡର କରିଛେ, ମର୍ଡର କରିଛେ କି ନାହିଁ, ମର୍ଡର କରିଛନ୍ତି କି? ହଁ, କିଏ କିଏ ମର୍ଡର କରିଛନ୍ତି? ହାତ ସମସ୍ତେ କରିଛନ୍ତି। ଆରେ ମର୍ଡର କ'ଣ ଖାଲି ମଣିଷକୁ ମର୍ଡର କଲେ ମର୍ଡର ଟଙ୍କା? ଆଉ ତା ରାସ୍ତାରେ ଗଲାବେଳେ ପିମ୍ପୁଡ଼ି ଆମ ପାଦ ତଳେ ମରିଛି କି ନାହିଁ? ରାତିରେ ଶୋଇଥିବ, ମଶାଟା ବସିଥିବ, ମଶାକୁ ପିଟି ଦେଇছে, ମଶା ମରିଛି କି ନାହିଁ? ଆଉ ତ ମର୍ଡର କଲ ତ ସେଇଠି, ତ ତା ଦଣ୍ଡ ଭୋଗିବେ କି ନାହିଁ? ଯେତେ ପିମ୍ପୁଡ଼ି ମାରିଛନ୍ତି ତା ପାଇଁ ଦଣ୍ଡ, ଯେତେ ମଶା ମାରିଛନ୍ତି ତା ପାଇଁ ଦଣ୍ଡ। ମା ମାନେ ସବୁ ଖୋଜି ଖୋଜି ବାହାର କରନ୍ତି। ଓହୋ, ପୁରା ଖୋଜି ଖୋଜି, ହେଇ ପଳେଇଲା ପଳେଇଲା ପଳେଇଲା, ଖୋଜି ଖୋଜି ସବୁ ବସିଥିବେ, ସବୁ ଦେଖାଯାଏ ଗାଁ ଗହଳିରେ। ହଁ, ସେ ସବୁ ବସିଥିବେ, ତାଙ୍କର କିଛି ସମୟ ନାହିଁ। ଗୀତା ପଢ଼, ସମୟ ନାହିଁ। ଗୀତା ପଢ଼, ନାମ କର, ସମୟ ନାହିଁ। ବସିକି ସବୁ ଉକୁଣି ଖୋଜା ଚାଲିଥିବ, ଖୋଜି ଖୋଜି, ହେଇ ହେଇ ପଳେଇ, କେତେ ରକ୍ତ ପିଇ ଦେଇଛି, ପୁରା ନଖରେ, ଦି ନଖରେ ତାକୁ ଚିପି ମାରିଦେବେ। ଆପଣ ଭାବୁଛନ୍ତି ମୁଁ ଏଇଟା ମନରୁ କହୁଛି? ପଞ୍ଚମ ସ୍କନ୍ଧ ଭାଗବତମ ଦେଖିବେ, ଭାଗବତରେ ଏଇଟା ଲେଖା ହେଇଛି। ପଞ୍ଚମ ସ୍କନ୍ଧ ଭାଗବତମରେ ଯେଉଁ ନର୍କ ବର୍ଣ୍ଣନା ହେଇଛି ସେଇଟା ଲେଖା ହେଇଛି। ସେ ଗୋଟେ ନର୍କ ଅଛି, ସେମାନେ ଯିବେ ନର୍କକୁ। ତ ଆମେ ଏଭଳି କେତେ ପାପ କରିଛେ, ସେଭଳି ସବୁ ନର୍କକୁ ଯିବା। ତ ଅଧସ୍ଥାନ ନରଲୋକସ୍ୟ ଯାବତୀ ଯାତନାଦୟ, ଯେତେ ଯାତନା ସବୁ ଅଛି ସେ ଯାତନା କିଭଳି ଭୋଗିବେ? କ୍ରମଶଃ ସମନୁକ୍ରମଶଃ, କ୍ରମାନୁସାରେ ଗୋଟେ ପରେ ଗୋଟେ ସବୁ ଦଣ୍ଡ ଭୋଗିକି ବ୍ୟକ୍ତି ଆସିବେ। ପୁନଃ ଅତ୍ର ଆବ୍ରଜେତ୍ ଶୁଚି, ଏଇଠିକି ପୁଣି ଆସେ। ପୁଣି ଏଇଠିକି ଆସିଲେ ବି କ୍ରମଶଃ ସମନୁକ୍ରମସ୍ୟ, ପୁଣି ଅଲଗା ଶରୀର ପୁଣି ପ୍ରାପ୍ତ ହେବ। ଡାଇରେକ୍ଟ ମଣିଷ ଶରୀର ପାଇବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ପୁଣି ତାର ପ୍ରାରବ୍ଧ ହିସାବରେ, ତା କର୍ମଫଳ ହିସାବରେ ପୁଣି ତାକୁ ଦଣ୍ଡ ଦିଆଯିବ। କେତେ ମାନେ ବଡ଼ ଅପରଚ୍ୟୁନିଟି, ଯେତେବେଳେ ମଣିଷ ଜନ୍ମ ମିଳୁଛି କେତେ ବଡ଼ ସୌଭାଗ୍ୟ। ସେଇଥିପାଇଁ ତ କହିଛି ମନୁଷ୍ୟ ଜନ୍ମ ହେଉଛି ଦୁର୍ଲଭ ଜନ୍ମ। ଦୁର୍ଲଭ କ'ଣ ସେ ଭଜନ? ଦୁର୍ଲଭ ମନୁଷ୍ୟ ଜନ୍ମ ପାଇଆ ସଂସାରେ, ହରି ନ ଭଜିଲେ ଦୁଃଖ କହିବ କାହାରେ। ଦୁର୍ଲଭ ମଣିଷ ଜନ୍ମ ପାଇକି ଯଦି ଭଜନ ନ କଲେ, ଭଗବାନଙ୍କର ଭକ୍ତି ନ କଲେ, ସେ ଦୁଃଖ ଆଉ କାହାକୁ କହିବା? କେହି ପିଠିରେ ପଡ଼ିବେନି, କେହି ସାହାଯ୍ୟ କରିପାରିବେନି। କିଏ ସାହାଯ୍ୟ କରିବ? ସେଥିପାଇଁ ହରିଭଜନ ହେଉଛି ନିହାତି କରଣୀୟ। ଆଉ କେବଳ ଗୋଟିଏ ବାଟ ନର୍କକୁ ଯିବା ପାଇଁ, ଏଇ ତ ବିଭିନ୍ନ ପ୍ରକାର ରାସ୍ତା ରହିଛି।
टिके तो नरक जी केवल बंचा चाहते नरक न जावाई जी चाहूँगी भगवान नाम को आश्रित हवा उचित। हरे कृष्ण 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 हरे 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 राम 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 हरे हरे। नामटा जदि अभ्यास कर नाम कर लोक को जमदूत मैंने आसी केबे भी नेबे नहीं। जमदूत देखीदे कहे ये आम चमराज कही मालिक कही आणबनी नाम कर लोक केबे नरक को जीवनी। तुलसी माला धारण करिया लोक केबे नरक को जीवनी। तिल करिया लोक केबे नरक को जीवनी। ये सब भगवानकर ये सब कौन विभूति ना जे तिल करछि तिल जदि करछि जणे से भक्ति न करू तिलक करछि माने से तिल को देखले जमदूत रहिजिवे ना आनेबेनी। के जदि तुलसी माला धारण करछि कंठी माला से धारण करछि से भी नरक को जीवनी। जमदूत आसिक ताको नेबेनी। हाँ बढ़िया प्रभु कहले ताले जे मशा मर्डर करथिबो कौन हम तो या बहुत प्रश्न आसीपे। आम शुणिले सी नरक को जीवनी। अच्छा सी तुलसी माली पिंधि मशा को मर्डर कर तार गति कौन हम। तुलसी माली माँ मैंने सब तुलसी माली पिंधि रोषे कर आमणिया कर बैगण आमणिया कला पोक काटी काटन ना नहीं को तुलसी माली पिंध फूलकोबी फूलकोबी भीतर केते पोक थाए हल्दी पांडे पकईच ना नहीं को पकईच से पोक मरची ना नहीं। तुलसी माली पिंधिच तिल कर नाम भी कर मर्डर भी कर फलटा कौन प्रभुंर प्रश्न कौन हो पारे। से नरक को जीवनी किंतु भक्ति रे शिथिलता आसीज प्रायश्चित है तार किसी नहीं किंतु तार भी ये को नहीं भावना को नहीं विचार करा जाए से जानी जानी मारुची ना अजाणत मारुची। जमी आम रास्तार जाऊँ रास्तार गला तो जमी मशा मारिया कथा कहले पिंपुड़ी मारिया कथा अजाणत भी केते मरी जाती जीव। अजाणत जो मरी जाती जीव माने सेटा खेलन हो जाए नाम रे। आम जो नाम कर ना नाम कर अजाणत जिते पाप सो होती खेलन हो जानी शुणी जो पाप करा जाए ताप खेलन नहीं। से पद्मपुराण से कथा रहा भक्तान सब जानते सप्तम अपराधरा कौन कौन सागर कहलु 7 नंबर नाम अपराध कौन बड़ बेट कह हाँ भगवान कहून भूलीगल ना भूलीगला सी सब 7 नंबर अपराध रही कौन आर तो हाँ भगवान को पवित्र नाम बल पापपूर्ण कार्य करवा अर्थात नाम को आश्रय कर जानी शुणी पाप करेंगे। हाँ मात्र कौन अच्छी मुझे तो नाम कर कौन ना से दोष केतटा क्षेत्र में माने सेटा लगे ना कि रेयर केस सेटा आम देखा जमी कौन कह प्रभु जिज्ञासा कले मुझे जमी आमर मंदिर ठाकुर घरे पोक हेले पोक ही खाली ड्रेस गुड़ा खाली काटिले से जो उड़े पोकटा कौन से ता ना धूसरिया पोक देख ना धूसरिया पोक देखिए लगेज भितर बसीज लुगापटा भर बस से सब पोक गले तो से कौन करेंगे जदि ठाकुर घर भितर मूषा पशि मूषा पशि यदि सी जदि कौन सब ठाकुर ड्रेस जदि काटी दूसरी से कौन करेंगे मूषा को तो धरी बाहर छाड़िया कहुई जिते छाड़े सी पशि जदि माउस ट्राप पकईदे तो सी छंदी पड़गला तो छटपट मरज तो से पाप हम कि ना कौन कहले देखा प्रभु कहतु से जो कले से जो जीवटा हत्या कले ना नहीं से पाप हम कि ना कहीं हेनी पद्मपुराण एटा कहुई मो पई जदि धर्म पई जदि मो पई जदि पाप करूचंदी सेटा पाप रे जाए ना मत निमित्त कृते अधर्म धर्माय कल्पते पद्मपुराण लिखाई मो पई
भगवान जदि आम ता माने नुह जे बढ़िया बाबा तो कहले बढ़िया जाकि तंटी धरिया ए पैसा दे कहीं भगवान को सेवा लगे दे पैसा मो पाई भगवान पाई तो भगवान पाई आम जाकि तंटी धरी मागिबा भगवान पाई करुछि दबु ना छुरी मारदेवी तो हेटा पाप हम कौन ना दोष नहीं भगवान पाई करुछि तार अर्थ कौन से भगवान जी क्षति ये जो अलग जीव था मैंने अलग जीव मनीष को हत्या करा से कहनी से कहला रेयर केस एटा रेयर केस आज जमी आम जस्ट शुणिले बैगण अमुणिया कर पोकटा कटिगला आ से बैगण अमुणिया कर परिवा अमुणिया क्या कहना भगवान जदि भगवान कर दोष ना जदि भगवान करना निज कर हत्या दोषटा लगिला तो एगुड़ाक यही विचार कर तार अर्थ नुह जे आपको आड़ करके जबरदस्त जानी मारिया जन नहीं तार अर्थ से नुह तेरे कौ कथार गोटे प्रभु कहली पलि आसली कौन कहती नरक को जाकि व्यक्ति ये आसे ना गोटे भल पॉइंट थी हाँ तिलक तिलक तुलसी माड़ी ये धारण करेंगे से नरक को जीवेनि नरक को जदि न जीवे सी जीवे कुआड़े नरक जदि न जीवे जीवे कुआड़े से समय जमदूत मैंने आसिक नेबेनि किंतु से समय जदि आमर भक्तिर प्राबल्य अनुसार जदि आम भगवान को स्मरण न करि पारले एटा भगवान को ऊपर सेटा रही भगवान कौन करेंगे सेटा तांको ऊपर हुए तो भगवान आमको नहीं जाई पारंती हुए तो आमर भक्तिर परिपूर्णता न होइतिले भगवान आमको पुणी एठी सुजोग देबे ना तुम एठी पुणी आस किंतु तार प्राय अलग स्वर को जीवार चांस नहीं ताको भक्ति उन्मुखी स्वरटा मिलिबो प्राय मनुष्य स्वर मिलिबो शास्त्र जहाँ कहुई बेले बेले मध्य इतर जन्म को से जाई पारे जेमिति भरत महाराज प्रसंग सेटा रही किंतु इतर जन्म को गले भी तार भक्ति भावनाटा से जो कौन सुकृतिटा जो रही सेटा क्षय हेनी ताको गोटे प्लाटफर्म मिलिबो से भक्ति पथ को आसवा पाई आ नचेत कौन हम कर्मफल हिसाब से बोली 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 पुणी आसो तो आसिकी कि कहते अधस्थान नरलोक से जावती जातना दय क्रमश समनुक्रमश अत्र आव्रजित सूची अत्र एठी आव्रजित पुणी बुली 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 आसो क्यों शरीर पाइब सूची पवित्र शरीर माने मनुष्य शरीर मनुष्य शरीरटा ताकू बहुत कष्ट पर बहु जन्मर भ्रमण पर ताकू मिलिबो तो केमिति मिलिबो बर्तमान कहउछन्ती मनुष्य जन्मटा जो ताकू मिले केमिति मिले मन इच्छा मिले ना सेटा भी कर्मफल हिसाब से मिले कर्मणा दैव नेत्रेण जंतुर्देह उपपत्तये स्त्रिया प्रविष्ट उदरं पुंसरे तकणाश्रय कर्मणा कर्मफल हिसाब से दैव नेत्रेण भगवान का विशेषकर ब्रह्मांकर तत्वावधान रे ब्रह्मा से जीवटा को स्थान देवे सब जीव प्रति जीव को तो ब्रह्मा ही स्थान दिखती किए कौटी जन्म हम कौन सब स्थान दिखती तो से जीवटा से जन्म हम केमिति ना कर्मफल हिसाब से प्रत्येक जीव कर्मफल हिसाब से जन्म नियंती प्रत्येक जीव कर्मफल हिसाब से मृत्युवरण करती क्यों स्वर पाती सब कर्मफल हिसाब से किए केउठी जन्म नब किए केमिति मरिब सब कर्मफल हिसाब से सब स्थिर होकर रही गोटे पक देखुना गोटे पक सी भी जन्म होची सी भी केतल मरिब तार भी लिखाई प्रति जीव गोटे कुकुर उदाहरण दूसरी गोटे कुकुर देखिए केते छुआ जन्म कर प्रभुपाद पर्पट लिखिं सब जिन प्रभुपाद भावार्थ गोटे जगह लिखिं गोटे कुकुर केते छुआ जन्म दे किंतु सबु छुआ जे शेष पर्यंत माने पूरा हेबे प्राप्त वयस्क पर्यंत जीवे किसी गाड़ी नहीं छुआ ही छुआ समय केते मर जीवी कर्मफल हिसाब से सब रही से आम पदयात्रा जाऊँ मुझे देखी आश्चर्य थे पदयात्रा जाऊँ देखो केमती माने जीवटाक केमती कर्मफल हिसाब से जन्म होती प्रति जीव आमर पदयात्रा जाऊँ रथ जाऊँ कीर्तन करके जाऊँ सामना पटू गोटे लोक साइकेल आस तार साइकेल आस रथ को देखी देखी आस रथ गौरनीति अच्छा प्रभुपाद बस विग्रह प्रभुपाद बस से गौरनीति प्रभुपाद देखी 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 साइकेल आस से समय कौन है ऊपर गोटे बग छुआटे पड़गला गचरू गचर गोटे बग छुआटा पड़गला ये तार ठाकुर को देखी देखी आस साइकेल चढ़ीगला देख से बग छुआटा पड़ा पड़ी को हुए तो बंची था कौन
କିନ୍ତୁ ତାପରେ ସାଇକେଲଟା ଚଢ଼ିଗଲା। ମୁଁ ଦେଖୁଛି ଆଖି ଆଗରେ, ମୋର ତ ସେମିତି ଅନୁଭବ ଅଛି। ଆମର ସୁନାବେଶ ମନ୍ଦିରରେ ସୁନାବେଶ ହେଉଥାଏ, ରଥଯାତ୍ରା ପରେ ସୁନାବେଶ ହୁଏ। ସୁନାବେଶ ମୁଁ ଆସି ଠାକୁରଙ୍କୁ ଦର୍ଶନ କରୁଛି, ଦର୍ଶନ କରିବା ସମୟରେ ଦେଖିଲି ଗୋଟେ ବଡ଼ ଝିଣ୍ଟିକାଟେ ତଳେ ଅଛି ଠାକୁରଙ୍କ ମାନେ ରଥ ସାମ୍ନାରେ। ମୁଁ ଦେଖିଲି ଆରେ ଝିଣ୍ଟିକାଟା, ଏତେ ଲୋକ ଯିବା ଆସିବା ହେବେ ନା, କାହା ପାଦ ତଳେ ପଡ଼ିଯିବ ମରିଯିବ। ମାନେ ଝିଣ୍ଟିକା ମାନେ ସେଇଟା ବହୁତ ଗୋଟେ ବିଚିତ୍ର ଜୀବ, ନୀଳ ହେଇକି ବଢ଼ିଆ ଦେଖାଯାଉଛି। ମୁଁ ଦେଖିଲି ଆରେ ଏଇଟା ଦେଖାଯାଉଛି ଭଲ, କାହା ପାଦ ତଳେ ମରିଯିବ କ'ଣ ହେବ, କାରଣ ତାର ଗୋଟେ ଗୋଡ଼ ଭାଙ୍ଗି ଯାଇଛି, ଗୋଡ଼ ଛିଣ୍ଡି ଯାଇଛି। ମୁଁ ତାକୁ କ'ଣ କଲି, ଧରିକି ଆମର ସେଇ ଯେଉଁ ଜାଲି ଅଛି ଦେଖିଥିବେ ମନ୍ଦିର, ଯେଉଁ ସ୍ମୃତି ମନ୍ଦିର ସାମ୍ନାରେ ଯେଉଁ ଜାଲି ଅଛି, ସେଇଠି ମୁଁ ତାକୁ ଛାଡ଼ିଦେଲି। ଠାକୁରଙ୍କୁ ପ୍ରଣାମ କରିକି ଉଠିଲା ଆସି ଦେଖିଲି ଗୋଟେ ଝିଣ୍ଟିକା ଆସି କ'ଣ ଏଣ୍ଡୁଅ ଆସି ତାକୁ ଖାଇଦେଲା। ମୁଁ ଦେଖିଲି ଆରେ ମୁଁ ତାକୁ ବଞ୍ଚେଇଲି ନା ମାରିଲି? ସେ ତାର ଏଇଠି ତ ରହିଥାନ୍ତା, ବଞ୍ଚିଥାନ୍ତା, କିଛି ସମୟ ହେଲେ ବଞ୍ଚିଥାନ୍ତା, କ'ଣ ହେଇଥାନ୍ତା। ମୁଁ ତାକୁ ନେଇକି ମୃତ୍ୟୁ ମୁଖରେ ଛାଡ଼ିଦେଲି। ତାକୁ ଲେଖା ହେଇଛି କର୍ମଫଳ, ମୋର କିଛି ଦୋଷ ନାହିଁ। ମୁଁ ତ ତାକୁ ବଞ୍ଚିବା ପାଇଁ ଛାଡ଼ିଥିଲି। ମୁଁ ତାକୁ କହିଲି ନା, ଏଣ୍ଡୁଅକୁ କହିଲି ଏଣ୍ଡୁଅ ଆସି ତାକୁ ଖା, ମୁଁ ତ କହିନି। ତାକୁ ନେଇ ସେଠି ଛାଡ଼ିଲି, ସେ ତାର ମରିବା ଲେଖା ହେଇଛି। ତ କିଏ କେଉଁଠି ଜନ୍ମ হবে କର୍ମଫଳ ହିସାବରେ। କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ଉପପତ୍ତେ, ଜୀବାତ୍ମା ଦେହ ପ୍ରାପ୍ତ ହୁଏ କର୍ମଫଳ ହିସାବରେ। ସମସ୍ତେ ପରିବାର ଭିତରେ ଆମେ ସମସ୍ତେ କର୍ମଫଳକୁ ଭୋଗିବା ପାଇଁ ହିଁ ଆମେ ସବୁ ଜନ୍ମ ହେଇଛେ। ପ୍ରତ୍ୟେକ ବ୍ୟକ୍ତିର କର୍ମଫଳ ସହିତ ସମ୍ବନ୍ଧିତ। ଜଣେ ବ୍ୟକ୍ତି ତାର ଦେଖୁନାହାନ୍ତି, ତାର ପତ୍ନୀ ମାଧ୍ୟମରୁ ସେ କେତିକି ସୁଖ ପାଇବ, କେତିକି ଦୁଃଖ ପାଇବ ଲେଖା ହେଇଛି କପାଳରେ। ତାର ପୁତ୍ର ମାଧ୍ୟମରୁ କେତିକି ସୁଖ ପାଇବ, କେତିକି ଦୁଃଖ ପାଇବ ଲେଖା ହେଇଛି। ତାର କନ୍ୟା ମାଧ୍ୟମରୁ କେତିକି ସୁଖ ପାଇବ, କେତିକି ଦୁଃଖ ପାଇବ ଲେଖା ହେଇଛି। ଆମେ ଭାବୁଛେ ଆମେ ସବୁ ବଦଳେଇ ଦେବା, କିଛି ବଦଳେଇ ପାରିବା ନାହିଁ। ଏଇଟା ତ ବୁଝିବା ଉଚିତ। ଜୀବ ଗୋସ୍ୱାମୀ ଆମର ଲେଖିଲେ ଯେଉଁ କ'ଣ ସେଟା ଜୈବ ଧର୍ମରେ ପୁରା ବିଲକୁଲ ଲେଖା ହେଇଛି ଏସବୁ ବିଷୟରେ। ବହୁତ ସୁନ୍ଦର ସେ ଲେଖିଛି ଜୀବ ଗୋସ୍ୱାମୀ ନା। ଜୈବ ଧର୍ମ କାହାର? ଜୀବ ଗୋସ୍ୱାମୀ। ଜୈବ ଧର୍ମରେ ପୁରା ଲେଖିଛନ୍ତି। ମାନେ ଜୀବ ଏଗୁଡ଼ା ଯେତେବେଳେ ସେ ଜାଣିବ, ସେ ସ୍ଥିର ହେବ। ଆରେ ଏଇଟା ସବୁ ତ କର୍ମଫଳ ହିସାବରେ ଚାଲିଛି, ଆଉ କ'ଣ କରିବି? ସବୁ କର୍ମଫଳ ହିସାବରେ ଚାଲିଛି, କିଛି କରିପାରିବିନି। କେବଳ କର୍ମଫଳକୁ କେବଳ ବଦଳାଇବାର ବାଟଟା ହେଉଛି ଏଇ ଜନ୍ମରେ ଯାହା ଭୋଗିବା ପାଇଁ ତ ଅଛି ଭୋଗିବେ, ପ୍ରାରବ୍ଧ ଯାହା ରହିଛି ସେଗୁଡ଼ା ତ ସବୁ ଭୋଗିବେ। କିନ୍ତୁ ସବୁ ବଦଳିଯିବ ନେକ୍ସଟ ଲାଇଫ୍ ପାଇଁ ଯଦି ଆମେ ବର୍ତ୍ତମାନ ଭକ୍ତି କରୁଛେ। ବର୍ତ୍ତମାନ ଭକ୍ତି କଲେ ନେକ୍ସଟ ଲାଇଫଟା ଆମର କ'ଣ ହେବ? ମଙ୍ଗଳମୟ ହେବ। କିନ୍ତୁ ଲୋକ ଏଇଟା ବୁଝୁନାହାନ୍ତି। ଲୋକ ନା ମୁଁ ଆଜି ହିଁ ଭକ୍ତି କରିବି, ଆଜି ହିଁ ସବୁ ବଦଳିଯିବା ଦରକାର। ଏଇଟା କେମିତି ସମ୍ଭବ? ଆଜି ଭକ୍ତି କରୁଛ, ଆଜି ବଦଳିଯିବ କି? ଆଜି ଭକ୍ତି କର, ପରବର୍ତ୍ତୀ ସମୟରେ ବଦଳିବ। ଆଜି ଯେଉଁ ସୁଖ ଦୁଃଖ ପାଉଛନ୍ତି ପୂର୍ବରୁ ଏଇଟା ପାଉଛନ୍ତି କର୍ମଫଳଟା। ତ କର୍ମଫଳ ହିସାବରେ ପ୍ରତ୍ୟେକ ଜୀବ ଏଠି ଜନ୍ମ ହେଇଥାନ୍ତି। ପରିବାର ଭିତରେ ଦେଖୁନାହାନ୍ତି, ଭାବୁଛି ଗୋଟେ ବ୍ୟକ୍ତି ଭାବୁଛି ମୋ ପୁଅକୁ ବାହା କରିଦେଲେ ମୋ ଜଞ୍ଜାଳ ସରିଗଲା। ପୁଅକୁ ବାହାର କରିଦେଲା ପରେ ଜଞ୍ଜାଳ ସରିଯିବ ନା? ଜଞ୍ଜାଳ ସରିଗଲା। କର୍ମଫଳ ହିସାବରେ ସିଏ ସେତିକି ଛନ୍ଦି ହେବା ପାଇଁ ଥିବ, ଛନ୍ଦି ହେବ। ଘରେ ବୋହୂ ଆସିଲା, ମନମାଳିନୀ ହେଲେ, ଦେଖନ୍ତୁ ପିତାମାତାଙ୍କର ଟେନସନ୍ ବଢ଼ିଲା। ଦୁଃଖଟା ଭୋଗିଲେ କାହିଁକି? ବୋହୂ ପାଇଁ। ଆଚ୍ଛା, ବୋହୂଟା କାହିଁକି ତୁମ ଘରୁ ଏମିତି ଆସିଲା? କର୍ମଫଳ ହିସାବରେ ରହିଛି। କର୍ମଫଳ ହିସାବରେ ସବୁ ରହିଛି। ବିଧାତା ନିର୍ମିତ ଭଗବାନ ବ୍ରହ୍ମା ସବୁ ସ୍ଥିର କରି ଛାଡ଼ିଛନ୍ତି କେଉଁ ଜୀବଟା କେଉଁଠି ଜନ୍ମ ହେବ। ନିଜ ଇଚ୍ଛାରେ କେବେ ଜନ୍ମ ହୁଏନି। ମୁଁ ଏଇଟା କହେ ସବୁ ସମୟ, ନିଜ ଇଚ୍ଛାରେ ଆମକୁ ଜନ୍ମ ମିଳିନି। ଆପଣ କିଏ ଚାହୁଁଥିଲେ କି ଯିଏ ଯେଉଁଠି ଜନ୍ମ ହେଇଛନ୍ତି ସେ କ'ଣ ଚାହିଁଥିଲେ କି ସେଇଠି ଜନ୍ମ ହେବା ପାଇଁ? ନିଜକୁ ଯଦି ସ୍ୱାଧୀନତା ଦିଆ ହେଇଯିବ, ତୁମ ଇଚ୍ଛା ଅନୁସାରେ ଜନ୍ମ ହେଇପାରିବ, ତାହେଲେ କ'ଣ ହେବ କହିଲେ? ମୁଁ କହେ ସବୁବେଳେ ଏଇଟା, ଯଦି ଆମକୁ ସ୍ୱାଧୀନତା ଦିଆହେବ, ତୁମ ଇଚ୍ଛା ଯେଉଁଠି ସେଇଠି ଜନ୍ମ ହେଇପାରିବ, ତାହେଲେ ସମସ୍ତେ କ'ଣ କହିବେ? ସମସ୍ତେ କହିବେ ଆମେ ମୁକେଶ ଆମ୍ବାନୀ ଘରେ ଜନ୍ମ ହେବୁ, ଆଉ କୁଆଡ଼େ ଜନ୍ମ ହେବୁନି। ନହେଲେ ବିଲ୍ ଗେଟ୍ସ ତା ଘରେ ଜନ୍ମ ହେବୁ, ଆଉ କିଛି ଅଭାବ ନାହିଁ, ବାସ୍ ବସିକି ଖାଇବୁ। ସବୁ ଭାବିବେ ସେ ନିଜ ଇଚ୍ଛାରେ ହେବନି। କର୍ମଫଳ ହିସାବରେ ପୁଅ ମାଧ୍ୟମରେ ଯେତିକି କଷ୍ଟ, ମୁଁ ଏଇଟା ବୁଝେଇ ଦିଅ ଅତି କ'ଣ ସହଜ ଉଦାହରଣ ଦ୍ୱାରା ବୁଝେଇ ଦିଏ। ଯେମିତି ପୁଅକୁ ଶରୀର ଅସୁସ୍ଥ ହେଲା, ଜ୍ୱର ହେଇଯାଇଛି ପୁଅକୁ, ପୁଅ କଷ୍ଟ ପାଉଛି କି ନାହିଁ? ଶାରୀରିକ କଷ୍ଟ ପାଉଛି କି ନାହିଁ? କ'ଣ ଖାଲି ପୁଅ କଷ୍ଟ ପାଉଛି? ପିତାମାତା ବି କଷ୍ଟ ପାଉଛନ୍ତି। ପୁଅ ଯେମିତି ଶାରୀରିକ କଷ୍ଟ ପାଉଛି, ପିତାମାତା ମଧ୍ୟ ଶାରୀରିକ କଷ୍ଟ ପାଇବେ। କାରଣ ସିଏ ଶୋଇପାରୁନି ମାନେ ମାଆ ବି ଶୋଇପାରିବନି ରାତିରେ, ବାପା ବି ଶୋଇପାରିବେନି। ତାକୁ ମେଡ଼ିକାଲ ନେବେ, ମେଡ଼ିକାଲ ନେଲା ମାନେ ମେଡ଼ିକାଲରେ ଶୋଇବା ଠିକ୍ ନାହିଁ, ଖାଇବା ଠିକ୍ ନାହିଁ। ଦେଖନ୍ତୁ ତା ପାଇଁ ଶାରୀରିକ କଷ୍ଟ ଉଠେଇଲେ।
ଖାଲି ସେତିକି ନାହିଁ, ଆର୍ଥିକ କଷ୍ଟ ବି ଉଠେଇବେ। ପଇସା ଖର୍ଚ୍ଚ କରିବ କିଏ? ପୁଣି ମାନସିକ କଷ୍ଟ, ଶାରୀରିକ ଆର୍ଥିକ ମାନସିକ କଷ୍ଟ ଭୋଗିଲେ କାହା ପାଇଁ? ପୁଅ ପାଇଁ। କାହିଁକି? କର୍ମଫଳଟା ଛନ୍ଦାଛନ୍ଦି ହେଇକି ରହିଛି। ସବୁ କର୍ମଫଳ ସମସ୍ତଙ୍କର, ପରିବାରରେ ସମସ୍ତଙ୍କ କର୍ମଫଳ ସହିତ ଛନ୍ଦାଛନ୍ଦି ହେଇକି ରହିଛନ୍ତି। ଝିଅ ମାଧ୍ୟମରୁ କେତିକି କଷ୍ଟ ପାଇବେ ଲେଖା ହେଇଛି, କି କେତିକି ସୁଖ ପାଇବେ ବି ଲେଖା ହେଇଛି। ପୁଅ ମାଧ୍ୟମରୁ ସୁଖ ବି ମିଳୁଛି। ସୁଖ ଦୁଃଖ ଦୁଇଟି ଯାକ କର୍ମଫଳ ହିସାବରେ ସବୁ ମିଳେ। ଦେଖୁନାହାନ୍ତି, ପୁଅଟା ଭଲ ପାଠ ପଢ଼ୁଛି, ମନ ପୁରା ଖୁସି ହେଉଛି, ମୋ ପୁଅ ଫାର୍ଷ୍ଟ କ୍ଲାସ୍ ପାଇଛି। ଫେଲ୍ ହେଇଗଲା, ମନ ଦୁଃଖ। ସାଙ୍ଗମାନେ କହିବେ ତମ ପୁଅ କ'ଣ ଆଉ କହିପାରୁନଥିବେ। କାହିଁକି? ତା ସାଙ୍ଗର ପୁଅମାନେ ସବୁ ପାଠ ପଢ଼ି ଫାର୍ଷ୍ଟ କ୍ଲାସ୍ ପାଇଯାଇଥିବେ, ୟାଙ୍କ ପୁଅ ଫେଲ୍ ହେଇଯାଇଥିବ, ସିଏ କହିପାରୁନଥିବେ, ମାନସିକ ଭାରାକ୍ରାନ୍ତ। ତ ସେ ଦୁଃଖଟା କାହିଁକି ପାଇଲ? କପାଳରେ ଲେଖା ହେଇଛି ତୁମକୁ ସେମିତି ପୁଅ ମିଳିବ। ମୁଁ ଶାସ୍ତ୍ରରୁ ସବୁ ଖୋଜିକି ବାହାର କରିଛି। ପୁତ୍ର କେତେ ପ୍ରକାର ଜାଣିଛନ୍ତି? ତାକୁ ବି ବାହାର କରିଛି। ପୁତ୍ର 7 ପ୍ରକାର। 7 ପ୍ରକାର ପୁତ୍ର, ମାନେ 7 ପ୍ରକାର ଜୀବାତ୍ମା, ଯେଉଁ 7 ପ୍ରକାର ବ୍ୟକ୍ତି ଆମର ପୁତ୍ର ହେଇକି ଆସିବେ। ସବୁ ସିଦ୍ଧାନ୍ତ ରହିଛି। ସେ ଆମ ପାଇଁ ଅନୁକୂଳ ହେବ କି ପ୍ରତିକୂଳ ହେବ, ଆମ ପାଇଁ ସୁଖପ୍ରଦାୟକ ହେବ କି ଦୁଃଖପ୍ରଦାୟକ ହେବ, କ'ଣ ହେବ, ସବୁ ଲେଖା ହେଇଛି କପାଳରେ। ଆମ କର୍ମଫଳ ହିସାବରେ ଆମକୁ ସେଭଳିଆ ମିଳିବେ। ନ ସେ ଦେଖୁନାହାନ୍ତି, ଆମେ ଦେଖୁଛୁ ଆମ ପୁଅଟା କଥା ଶୁଣୁନି, ପଡ଼ିଶାର ପୁଅ ତାଙ୍କର ତା ବାପାର କଥା ଶୁଣୁଛି। କେମିତି? ଆମ ପୁଅଟା ଭଲ ମଣିଷ ହେଉଛି, ତାଙ୍କ ପୁଅଟା ଖରାପ ହେଇଯାଉଛି। କି ଆମ ପୁଅଟା ପାଠୁଆ ହେଇଛି, ତାଙ୍କ ପୁଅଟା ପାଠୁଆ ନୁହଁ। ଏମିତି ହେଉଛି କାହିଁକି? କର୍ମଫଳ ହିସାବରେ ସବୁ ରହିଛି। ପ୍ରତ୍ୟେକ ଜୀବ ସଂସାରରେ ସମସ୍ତେ ନିଜ ନିଜ କର୍ମଫଳକୁ ନେଇକି ଆସିଛନ୍ତି। ଆମେ ମଧ୍ୟ ଯେଉଁଠି ଜନ୍ମ ହେଇଛେ, ଆମ ପିତାମାତାଙ୍କ କର୍ମଫଳ ସହିତ ଆମ କର୍ମଫଳ ବି ସମ୍ବନ୍ଧିତ ହେଇକି ରହିଛି। ଦେଖୁନାହାନ୍ତି, ଗୋଟେ ପୁଅ ହେଉଛି, ଆରେ ତା ବାପା ତା ପାଇଁ ଗୋଟେ ଗାଡ଼ି ଦେଇଦେଇଛନ୍ତି, ସ୍କୁଲ ଯାଉଛି, କଲେଜ ଯାଉଛି, ମୋ ବାପା ଦେଇପାରୁନାହାନ୍ତି। ଆଉ ତୋ ବାପା ଦେଇପାରିବେ ନାହିଁ, କାରଣ ତୁ ସେଇଠି ଜନ୍ମ ହେଇଛୁ, ତୋ କପାଳେ ସେଇଟା ଲେଖା ହେଇଛି। ତା ବାପା ଦେଇପାରୁଛନ୍ତି ମାନେ ତା ବାପାର ସେଭଳି ସୌଭାଗ୍ୟ, ବା ତାପରେ ସେ କ'ଣ ଧନ ସେତିକି ଅଛି, ସେ ସେତିକି ଦେଇପାରୁଛନ୍ତି। ଏଇଟା ସବୁ କର୍ମଫଳ ହିସାବରେ, କର୍ମଣା ଦୈବ ନେତ୍ରେଣ। ସେଥିପାଇଁ ଏଇଟା ଯେତେବେଳେ ଜଣେ ବୁଝିଯିବ, ଏଇଟା ବୁଝିବା ତ ହେଉଛି ସାର ବସ୍ତୁ। ଏଇଟା ବୁଝିଲେ ସେ ସ୍ଥିର ହେବ, ସେ ଭଜନ କରିପାରେ। ନଚେତ୍ ଭଜନ ହେବନି, ନଚେତ୍ ଖାଲି ତ ମନ ଭାରାକ୍ରାନ୍ତ ହେବ। ଆନନ୍ଦରେ ସେ କ'ଣ, ସୁଖ ଆସିଲା ମାନେ ସେ ଉତ୍ଫୁଲ୍ଲିତ ହେଇଯିବେ, ଦୁଃଖ ଆସିଲେ ଭାଙ୍ଗି ପଡ଼ିବେ। ନା, ଏସବୁ କିଛି। ସେ ବିଦେଶରେ ଜଣେ ଭକ୍ତ, ସେ କହିଲା, ମୁଁ ଶୁଣିକି ଆଶ୍ଚର୍ଯ୍ୟ ହେଲି। ସେ କହିଲା, ପ୍ରଭୁ କ'ଣ କରିବି? କହିଲେ, କ'ଣ ହେଇଛି? ତା ପୁଅ କଥା ସିଏ କହୁଥିଲେ। କହିଲେ, ପୁଅ ପାଇଁ ମୁଁ ସବୁ ଖର୍ଚ୍ଚ କରୁଛି, ଯାହା ଯେତେ ଖର୍ଚ୍ଚ, ଆଉ ବିଦେଶ କେତେ ଖର୍ଚ୍ଚ ଚିନ୍ତା କରନ୍ତୁ। କହିଲେ, ସବୁ ଖର୍ଚ୍ଚ କରୁଛି, କିନ୍ତୁ ପୁଅଟା ମୋ ଆଗରେ ଭଲ, ମୋ ଆଖି ଆଗରେ ଭଲ, କିନ୍ତୁ ତାର ସବୁ ତା ସାଙ୍ଗସାଥି ମେଳରେ ବସି ସେ ପୁରା ଖରାପ ହେଇଯାଇଛି। ସେ ଶୁଣୁନି, ମୋତେ ଚିଟିଂ କରୁଛି। ଚିଟିଂ ମାନେ ବାପା ଆଗରେ ଅଭିନୟ କରୁଛି ଭଲ, କିନ୍ତୁ ତା ସାଙ୍ଗସାଥି ମେଳରେ ବସି ସେ ପୁରା ଖରାପ ହେଇଯାଇଛି, ସେ ପୁରା ପଥଭ୍ରଷ୍ଟ, ସବୁ ପ୍ରକାର ଫାଜଲାମି ଏସବୁ କରୁଛି। ବାପା ତାର ଦୁଃଖ ପ୍ରକାଶ କରୁଥିଲେ। ମୋତେ କହିଲେ, ମୁଁ କହିଲି, କ'ଣ କରିବା? ମୁଁ ତାଙ୍କୁ ବୁଝେଇଲି ଏସବୁ କଥା ନେଇକି। ମୁଁ କହିଲି, ହଁ, କିଛି କରିପାରିବେନି, ଆପଣ ଭଜନ କରନ୍ତୁ, ଆପଣ ଭକ୍ତି କରନ୍ତୁ, ସିଏ ଯାହା ବାଧା ସିଏ ହେବ। କାହିଁକି? ଆପଣ ସବୁଦିନ ରହିବେନି, କି ଆପଣ ତା ପାଇଁ ସବୁଦିନ ଚିନ୍ତା ବି କରିପାରିବେନି। ଆପଣଙ୍କ ବାର୍ଦ୍ଧକ୍ୟ ଅବସ୍ଥା ଆସିବ, ଆପଣ ସଂସାର ଛାଡ଼ିକି ଯିବେ। ତା କର୍ମଫଳ ହିସାବରେ ସେ ଯାହା ଭୋଗିବା ପାଇଁ ଥିବ ସେ ଭୋଗିବ। ଆପଣ ତାକୁ ସତ୍ ଶିକ୍ଷା ଦିଅନ୍ତୁ, ସଦାଚାର ତାକୁ ଶିକ୍ଷା ଦିଅନ୍ତୁ। ତା ପାଇଁ ସବୁକିଛି କରୁଛନ୍ତି, ସେଟା କରିବାଟା ବଡ଼ କଥା ନୁହଁ, ତାକୁ ସତ୍ ଶିକ୍ଷା ଦେବାଟା ହେଉଛି ବଡ଼ କଥା। ତାକୁ ଦିଅନ୍ତୁ, ସେ ଯଦି ଗ୍ରହଣ କଲା ନ କଲା ନାହିଁ। ଯଦି ଗ୍ରହଣ କଲା ତାର ଜୀବନ କଲ୍ୟାଣମୟ ହେବ, ଯଦି ଗ୍ରହଣ ନ କଲା ସିଏ କଷ୍ଟ ପାଇବ ଭବିଷ୍ୟତରେ, ଆପଣ ତ ରହିବେନି। କିନ୍ତୁ ଆପଣଙ୍କର ମନଟା ସେତେବେଳେ ବୁଝିପାରିବ ଯେ କ'ଣ ନା, ମୋ ତରଫରୁ ମୋର କର୍ତ୍ତବ୍ୟ ଯାହା ରହିଥିଲା ମୁଁ ସେଟା କରିଦେଇଛି, ମୁଁ ତାକୁ ଉପଯୁକ୍ତ ଶିକ୍ଷା ଦେଇଦେଇଛି। ସେ ତାର ଗ୍ରହଣ କଲା ନ କଲା ତା କଥା ସିଏ ଭୋଗିବ। କର୍ମଫଳଟା ଏଇଭଳି, କର୍ମଣା ଦୈବ ନେତ୍ରେଣ ଜନ୍ତୁର୍ଦେହ ଉପପତ୍ତେ। ତେବେ ସେ ଜୀବାତ୍ମା କେମିତି ଈଶ୍ୱର ପାଏ? ନା ସ୍ତ୍ରୀୟ ପ୍ରବିଷ୍ଟ ଉଦରଂ ପୁଂସରେତ କଣାଶ୍ଚ, ମାତୃଗର୍ଭରେ ସେ ପ୍ରବେଶ କରେ। କେମିତି? ପୁଂସରେତ କଣାଶ୍ଚ, ପିତାଙ୍କର ରେତକୁ ଆଶ୍ରିତ ହେଇକି, ପିତାଙ୍କ ରେତକୁ ଆଶ୍ରିତ ହେଇକି ମାତୃଗର୍ଭରେ ପ୍ରବେଶ କରେ। କେତେ ପ୍ରବେଶ କରନ୍ତି? ବିଜ୍ଞାନ ତ କହୁଛି କେତେ, ବିଜ୍ଞାନ ଆପଣ ସର୍ଚ୍ଚ କଲେ ଜାଣିବେ କେତେ ଜୀବାତ୍ମା ପ୍ରବେଶ କରନ୍ତି, କିନ୍ତୁ ସମସ୍ତେ ରହିବେନି। ଗୋଟିଏ ଜୀବାତ୍ମା ରହିବ କି ଦୁଇଟା ରହିବେ, ସିଏ ବି କର୍ମଫଳ ହିସାବରେ।
ତା କର୍ମଫଳ କ'ଣ, ତା କର୍ମଫଳ କାହା କର୍ମଫଳ ସହିତ ମ୍ୟାଚ୍ ହେବ, ଏଇଟା ବ୍ରହ୍ମାଜୀ ସବୁ ଜାଣନ୍ତି। ସେଥିପାଇଁ ତାଙ୍କୁ କୁହାଯାଏ ବିଧାତା। ସେ ସେଇଭଳି ଗୋଟେ ଜୀବକୁ ସେଠି ଜନ୍ମ ଦେବେ। ସବୁ ଜୀବ ସେଇଭଳି ଜନ୍ମ ହେଇଛନ୍ତି। ଆମର ପିତାମାତା କିଏ ହେବେ, କେଉଁଠି ଜନ୍ମ ହେବା, ଆମର ଯୋଗ୍ୟତା କ'ଣ ହେବ, ସବୁ ଲେଖା ହେଇଛି କପାଳରେ। ବ୍ରହ୍ମା ସେଭଳି ଫିକ୍ସ କରିକି ଦିଅନ୍ତି। ଆମେ କେଉଁ ସ୍ତର ପାଇବା ନିଜ ଇଚ୍ଛାରେ ନାହିଁ। ତେବେ ଏଇଭଳି ଯେଉଁ ସ୍ତର ପାଏ ସେ କେମିତି ମାତୃଗର୍ଭରେ ସେ ପ୍ରବେଶ କରେ। ପିତାଙ୍କର ତାକୁ ଆହୁରି ଗିରିଧରଲାଲ ତାପରେ ଆହୁରି ବଡ଼ ଟୀକା କରିଛନ୍ତି। ସେ କେମିତି ପ୍ରବେଶ କରେ ତାକୁ ଆଉ କହୁନି, କହିଲେ ବି ବହୁତ ଇଏ ହେବ, ଖାଲି ଶୁଣିଥାନ୍ତୁ। ଇତି ତତ୍ର ନରକେ କର୍ମଫଳ ଭୁଙ୍କ୍ତ୍ୱା, କର୍ମଫଳ ଭୋଗିକି ଏଇଟା ଜାଣିବା ଉଚିତ। ସେଇଥିପାଇଁ ମୁଁ କହୁଛି ଜୀବାତ୍ମା ଯେଉଁ ଶରୀରଟା ପାଏ କେମିତି ପାଏ। ଜୀବାତ୍ମା ନର୍କରେ କର୍ମଫଳ ଭୋଗିକି ଦଣ୍ଡଟା ଭୋଗିକି ଏଇଠି ଆସି କ'ଣ ହୁଏ, ବୃଷ୍ଟି ରୂପେଣ ନରଲୋକଂ ପ୍ରାପ୍ତ। ଆସି ସେ ଜୀବାତ୍ମାଟା ବାହାରେ ସବୁ ଉଡ଼ନ୍ତି। ଜୀବାତ୍ମାଟା ସବୁ ଉପରେ ସବୁ ଉଡ଼ୁଥାନ୍ତି, ବୁଲୁଥାନ୍ତି, ଆମେ ଦେଖିପାରିବାନି। ଜୀବାତ୍ମା ଶୁଣିଥିଲେ ବା କେଶର ଅଗ୍ରଭାଗର 10,000 ଭାଗରୁ ଭାଗେ। ସେ ଆଚାର୍ଯ୍ୟ କ'ଣ ଲେଖୁଛନ୍ତି ଦେଖନ୍ତୁ, ବୃଷ୍ଟି ରୂପେଣ ନରଲୋକଂ ପ୍ରାପ୍ତ। ବୃଷ୍ଟି ଯେଉଁ ବର୍ଷା ହେଉଛି ନା, ବର୍ଷା ହେଲେ ସେ ଜୀବାତ୍ମାଟା ସବୁ ତଳକୁ ଖସନ୍ତି। ତଳୁ ଖସି କିଭଳି ମଣିଷ ଭିତରେ କିଏ ପ୍ରବେଶ କରନ୍ତି, ବ୍ରୀହି ଆଦି ଇତର ଜୀବ ଦେହଗତ ଦୈବ ଅଧୀନେନ କର୍ମଣା ଶରୀର ସକାରାୟ ପୁରୁଷ ଭୁକ୍ତ ଅନ୍ନ ପରିଣତ ରେତ ବିନ୍ଦୁ ପ୍ରବେଶ ରୂପେଣ ଋତୁକାଳେ ଯୋନି ଦ୍ୱାରା ସ୍ତ୍ରୀୟା ଉଦରଂ ପ୍ରବିଷ୍ଟ ଭବତି ଇତି ଅନ୍ୱୟ। ଏ ଟୀକାରେ ସେ ଲେଖିଲେ ସେ ଜୀବାତ୍ମା ଆସିବ, ଆସିକି ସେ ପ୍ରବେଶ କରିବ କେଉଁଠି, ବ୍ରୀହି ଆଦି ମାନେ ଶସ୍ୟ ଆଦିରେ ପ୍ରବେଶ କରିବ। ଶସ୍ୟ ଭିତରେ ଜୀବାତ୍ମା ଅଛି ନା ନାହିଁ, ବୃକ୍ଷଲତାରେ ଜୀବାତ୍ମା ଅଛି ନା ନାହିଁ, ତା ଭିତରେ ପ୍ରବେଶ କରିବ। ସେଇଠି ସେ ଖାଦ୍ୟରେ ରହିବ। ତାକୁ ଯେତେବେଳେ ଜୀବ ଭୋଜନ କରିବ ସେ ଜୀବାତ୍ମା ତା ଭିତରକୁ ଯିବ। ସେଇଠୁ ପୁଣି କ'ଣ ହେବ, ସିଏ ପୁଣି ରେତରେ ପରିଣତ ହେବ। ଆପଣ ଦେଖୁନାହାନ୍ତି ଆମ ଶରୀରରେ କେତେ ଜୀବାତ୍ମା ଅଛନ୍ତି। ଆମର ତ ଗୋଟେ ଜୀବାତ୍ମା, ଆମର ମୁଖ୍ୟ ରହିଲେ ଗୋଟେ ଜୀବାତ୍ମା, କିନ୍ତୁ ଆମ ଭିତରେ କେତେ ଜୀବ ଅଛନ୍ତି କି ନା। ରକ୍ତ କଣିକା ଅଛି, ଏମିବା ଅଛି, କ'ଣ ସବୁ ପାଠ ପଢ଼ୁଛନ୍ତି ସବୁ ଜାଣିଥିବେ। କେତେ ପ୍ରକାର ଜୀବକୋଷ ସବୁ ରହିଛନ୍ତି କି ନାହିଁ ଶରୀର ଭିତରେ। ଆଉ ସେଗୁଡ଼ା ସବୁ କେମିତି ଅଛନ୍ତି, ଏଇଭଳି ସବୁ ଅଛନ୍ତି। ଶରୀର ପାଉଛନ୍ତି ଏଇଭଳି, ଆମେ ମଧ୍ୟ ସେଭଳି କ'ଣ ଶରୀର ପାଇଥିବା କେତେବେଳେ ଠିକ୍ ନାହିଁ। 84 ଲକ୍ଷ ପ୍ରକାର ଯେଉଁ ଇତର ଜନ୍ମ ରହିଲା କ'ଣ କି, ଏ ତ ସବୁ। ତ ସେ ଭିତରେ ପ୍ରବେଶ କରିକି ସେ ଶସ୍ୟ ଭିତରେ ପ୍ରବେଶ କରେ। ସେ ଶସ୍ୟ ଭିତରେ ଜୀବ ଭକ୍ଷଣ କରେ, ସେଗୁଡ଼ାକ ପୁଣି ରକ୍ତ କଣିକାରେ ପ୍ରବେଶ ହୁଏ, ରୂପାନ୍ତରିତ ହୁଏ, ପୁଣି ସେଇଠି ରହିଥାଏ। ସେଇଠୁ ପୁଣି ରେତରେ ସୃଷ୍ଟି ହୁଏ। ତା ଭିତରୁ ମାନେ ଜୀବାତ୍ମା ତା ଭିତରକୁ ଯାଏ, ସିଏ ମାତୃଗର୍ଭକୁ ଯାଏ। ସେଇଠି ପୁଣି କେତେ ଜୀବାତ୍ମା ଯାଆନ୍ତି, ବିଜ୍ଞାନ ଦେଖନ୍ତୁ, ଆପଣ ଗୁଗଲ ସର୍ଚ୍ଚ କରନ୍ତୁ ଦେଖିବେ କେତେ ଜୀବାତ୍ମା ଯାଆନ୍ତି, କିନ୍ତୁ ଜଣେ ହିଁ ସ୍ଥାନ ପାଏ। ବିଜ୍ଞାନ ଯାହା କହୁଛି ଜଣେ ସ୍ଥାନ ପାଏ। ସେଇଟା କେମିତି, ଭଗବାନ କହିଥିଲେ କର୍ମଣା, କର୍ମଫଳ ହିସାବରେ ସେ ଯାଇକି ସେ ଶରୀରଟା ପାଏ। ଏବଂ ସେ ଶରୀର ପାଇକି ସେ ଯେଉଁ ରହେ, କେମିତି ତାର ପରିବର୍ତ୍ତନ ହୁଏ କ'ଣ, ସମୟ ହେଲେଣି ମୁଁ କଥାକୁ ଏଠି କହି ଖାଲି ବିଶ୍ରାମ ଦେବି। ଆଉ କର୍ମଫଳ ହିସାବରେ କିଏ କ'ଣ ଶରୀର ପାଇବ କିଛି କହିହେବନି। ସେ ସମୟରେ ଆପଣ ଜାଣିଛନ୍ତି ଆମର ଯେଉଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହେରୁ, ସେ ଯେତେବେଳେ ଶରୀର ଛାଡ଼ିଲେ ସେଇ ସମୟର ଆଷ୍ଟ୍ରୋଲୋଜର ମାନେ କହୁଥିଲେ କ'ଣ ଜାଣିଛନ୍ତି, ସେ ପରବର୍ତ୍ତୀ ସ୍ତର କ'ଣ ପାଇଛନ୍ତି। ସେ ସମୟର ଆଷ୍ଟ୍ରୋଲୋଜର ମାନେ କହୁଥିଲେ ସେ ପରବର୍ତ୍ତୀ ସ୍ତର ପାଇଛନ୍ତି ସୁଇଜରଲ୍ୟାଣ୍ଡରେ କୁକୁର ଜନ୍ମ ପାଇଛନ୍ତି। ସବୁ ଜୀବ କର୍ମଫଳ ଭୋଗୁଛନ୍ତି। କର୍ମଫଳ ହିସାବରେ ସମସ୍ତେ ଆସିଛନ୍ତି, ସମସ୍ତେ ଯିବେ। ଓଡ଼ିଆରେ ଗୋଟେ ସୁନ୍ଦର କଥା ରହିଛି ଦେଖୁନାହାନ୍ତି, କର୍ମଫଳ ଘେନି ଲଭୁଛନ୍ତି ଜୀବ, କର୍ମଫଳ ଘେନି ଜନ୍ମ ଲଭୁଛନ୍ତି ଜୀବ ଗଣ ବସୁଧାରେ, ଫଳ ଭୁଞ୍ଜି ସାରି ଯାଉଛନ୍ତି ପୁଣି କୃତକର୍ମ ଅନୁସାରେ। ଆମର ଜଣେ ମହାରାଜ ଥିଲେ, ଏ ଶ୍ରୀମଦ୍ ଗୌର ଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜଙ୍କର ଶିଷ୍ୟ। ସେ ବି ସନ୍ନ୍ୟାସୀ ଥିଲେ, ସ୍ୱୟଂ ମହାରାଜ। ସେ ସବୁ ଏମିତି ଓଡ଼ିଆରେ ସବୁ କୁହନ୍ତି, କର୍ମଫଳ ଘେନି ଜନ୍ମ ଲଭୁଛନ୍ତି ଜୀବଗଣ ବସୁଧାରେ। କର୍ମଫଳକୁ ଘେନିକି ସବୁ ଜୀବ ଗୁଡ଼ାକ ସବୁ ଜନ୍ମ ଲଭୁଛନ୍ତି, ପୁଣି
ଫଳ ଭୁଞ୍ଜି ସାରି ଏଇ ଦେଖୁନାହାନ୍ତି ଏ ଶରୀର ଦ୍ୱାରା ଆମେ କ'ଣ ଫଳ ଭୋଗିବା, ସୁଖ ଦୁଃଖ କ'ଣ ଭୋଗିବା, ଏଇଟା ଭୋଗି ସାରିକି ପୁଣି ଯାଉଛନ୍ତି ପୁଣି କୃତକର୍ମ ଅନୁସାରେ ପୁଣି ପଳେଇ ଯାଉଛନ୍ତି। ଆପଣ ଜାଣିଥିବେ ବର୍ତ୍ତମାନ କିଛି ଦିନ ତଳେ ଗୋଟେ କ'ଣ ଫ୍ଲାଇଟ୍ ଆକ୍ସିଡେଣ୍ଟ ହେଇଥିଲା, ଏୟାର କ୍ରାସ୍ ହେଇଥିଲା। କେଉଁଠି? ଅହମ୍ମଦାବାଦରେ। କେତେ ପାସେଞ୍ଜର ମରିଥିଲେ? କେତେ ଜଣ ବଞ୍ଚିଥିଲେ? ଜଣେ। ସେ ପାସେଞ୍ଜର ମାନେ କିଏ କୁଆଡ଼ୁ ସବୁ ଆସିଥିଲେ ନା ଗୋଟେ ଘରର? 220-30 ଜଣ ପାସେଞ୍ଜର ମାନେ 220-30ଟା ଫ୍ୟାମିଲିରୁ ତ ଆସିଥିଲେ ନା। ତ ସେ 220 ଫ୍ୟାମିଲିର ଯେଉଁ ମେମ୍ବର ମାନେ ତାଙ୍କର ଅଦର୍ଶନରେ ତାଙ୍କର ଯେଉଁ କ'ଣ ମରିଗଲେ, ଶରୀର ଛାଡ଼ିଦେଲେ, ସେମାନେ କଷ୍ଟ ପାଇଥିବେ କି ନାହିଁ, ଦୁଃଖ ପାଇଥିବେ କି ନାହିଁ? କିଏ କୁଆଡ଼େ ସବୁ ଥିଲେ? ଦେଖନ୍ତୁ କେମିତି ସେ ସମୟରେ ଆଷ୍ଟ୍ରୋଲୋଜର ମାନେ କ'ଣ କହିଲେ ଜାଣିଛନ୍ତି? ଆପଣ ଜାଣିଛନ୍ତି? କିଏ କହିଲେ? ହାତ ଟେକିଛନ୍ତି? ହାତ ଟେକିଲେ ଜାଣିଛନ୍ତି? ତାଙ୍କ ବିଷୟରେ ଆଷ୍ଟ୍ରୋଲୋଜର ମାନେ ବି କହିଛନ୍ତି। କିଏ ଶୁଣୁଛନ୍ତି? ସେ ଯେଉଁ ଫ୍ଲାଇଟ୍ରେ ସେ ମା ଜାଣିଛନ୍ତି। ସେମାନେ କୌଣସି ଏକ ଜନ୍ମରେ ସେମାନେ ସମସ୍ତେ ମିଶିକି ଗୋଟେ ଜଙ୍ଗଲରେ ନିଆଁ ଲଗେଇଥିଲେ। ଦେଖନ୍ତୁ ଇଏ 220-230 ଜଣ ମାନେ କିଏ କୁଆଡ଼ୁ ସବୁ ଆସିଛନ୍ତି, କିଏ କେଉଁଠି ଜନ୍ମ ନେଇଛନ୍ତି ନା, କର୍ମଫଳ ହିସାବରେ କିଏ କେଉଁଠି ଜନ୍ମ ନେଇଛନ୍ତି। ତ ସେମାନେ ପୂର୍ବ ଜନ୍ମରେ କ'ଣ କରିଥିଲେ, ସେ କର୍ମଫଳ ଭୋଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ସେ ଫ୍ଲାଇଟ୍ରେ ପଡ଼ିକି ମଲେ। ପୂର୍ବ ଜନ୍ମରେ ଗୋଟେ ଜଙ୍ଗଲରେ ସେମାନେ ସମସ୍ତେ ମିଶିକି ନିଆଁ ଲଗେଇଥିଲେ। ଜଙ୍ଗଲରେ କେତେ ଜୀବ ସବୁ ରହିଛନ୍ତି, ସେ ସବୁ ଜୀବମାନେ ସବୁ ପୋଡ଼ି ମରିଯାଇଥିଲେ। ତା ଫଳଟା ସେମାନଙ୍କୁ ଭୋଗିବାକୁ ପଡ଼ିଲା। ତାହେଲେ ଜଣେ ଲୋକ ଯେଉଁ ବଞ୍ଚିଗଲା ସେ କେମିତି ବଞ୍ଚିଲା? ସେଇଠୁ କୁହାଯାଇଛି ଯେତେବେଳେ ଜଙ୍ଗଲରେ ନିଆଁ ଲଗା ହେଇଥିଲା ସେ ଲୋକ ବି ସେଠି ଥିଲା, କିନ୍ତୁ ସିଏ ମନା କରୁଥିଲା, ଜଙ୍ଗଲରେ କାହିଁ ଲଗାଉଛ, ସେ ବାରଣ କରିଥିଲା। ତ ସେମାନେ ଶୁଣିଲେନି, ସେମାନେ ଜଙ୍ଗଲରେ ନିଆଁ ଲଗାଇଲେ, ଇଏ ତାର ସେଠି ରହିଲେନି, ଛାଡ଼ିକି ପଳେଇଲା। ସେ ଛାଡ଼ିକି ପଳେଇଥିଲା। ସେଥିପାଇଁ ଦେଖନ୍ତୁ ସମସ୍ତେ ପୋଡ଼ି ମରିଗଲେ, ନହେଲେ ଫ୍ଲାଇଟ୍ କ୍ରାସ୍ ହେଉଛି, ତା ଭିତରୁ ଗୋଟେ ଲୋକ ଛିଟିକି ଆସି ବଞ୍ଚି ଯାଉଛି, କ'ଣ ସହଜ କଥା ନା କ'ଣ? ଏଇଟା ହେଲା କେମିତି? ଏସବୁ ରହିଛି, କର୍ମଫଳ ସବୁ ରହିଛି। ସେ ଉତ୍ତରାଞ୍ଚଳରେ ସେମିତି ହେଇଥିଲା, ଗୋଟେ ବସ୍ ଗଳି ପଡ଼ିଥିଲା, ବଦ୍ରିନାଥ ଯାଉଥିଲା, ବଦ୍ରିନାଥ ଯିବା ସମୟ ରାସ୍ତାରେ ବସ୍ ଗୋଟେ ଗଳି ପଡ଼ିଲା ତଳକୁ। ସେ ବସ୍ରେ ଯେତେ ପାସେଞ୍ଜର ଥିଲେ 100 ପାସେଞ୍ଜର ମରିଗଲେ, 100 ମରିଯାଇଥିଲେ, ଜଣେ ବଞ୍ଚିଥିଲା। ଜାଣିଛନ୍ତି ଏଇଟା ଏବେ ନାହିଁ, ବହୁତ ବର୍ଷ ତଳ କଥା। ଜଣେ ବଞ୍ଚିଥିଲା, ସେ ହେଉଛି ଗୋଟେ ଝିଅ, ଏ ତା ଭଳି 8-9 ବର୍ଷ ଗୋଟେ ଝିଅ, ଗୋଟିଏ ଝିଅ ବଞ୍ଚିଥିଲା। ଯେଉଁ ଝିଅଟା ବଞ୍ଚିଥିଲା ସେ ଆମ ଗାଁର ଝିଅ, ଆମ ଗାଁର। ସେ ତା ବାପା ମା ଥିଲେ, ସେ ମରିଯାଇଛନ୍ତି, କିଏ ନାହିଁ, ସେ ଏକୁଟିଆ ବଞ୍ଚିଥିଲା। ଦେଖନ୍ତୁ କର୍ମଫଳ। ସିଏ ତା ବାପା ମାଆଙ୍କୁ ହରେଇକି କେତେ ସମସ୍ୟା ତା ଜୀବନରେ ରହିଲା ନା ନାହିଁ? ଏଇଟା କେମିତି ହେଲା? କର୍ମଫଳ ହିସାବରେ। ସେ କଥା ହିଁ କହୁଛନ୍ତି। ତେବେ କଥା ବିଶ୍ରାମ ଦେବା। ତାପରେ କେମିତି ସେ ମାତୃଗର୍ଭରେ ପ୍ରବେଶ କରେ, କେମିତି ବୃଦ୍ଧି ହୁଏ, କ'ଣ ହୁଏ, ତାପରେ ସବୁ କଷ୍ଟ ଗୁଡ଼ାକ କ'ଣ? ତ ଆମେ ଶୁଣିଲେ କ'ଣ, ଯୁବକ ଅବସ୍ଥାରୁ ଆରମ୍ଭ ହୋଇକି କେମିତି କଷ୍ଟ ଭୋଗେ, କେମିତି ସମସ୍ୟାର ସମ୍ମୁଖୀନ ହୁଏ, ବାର୍ଦ୍ଧକ୍ୟ ଅବସ୍ଥାରେ କେମିତି ସମସ୍ୟା, ମୃତ୍ୟୁ ଅବସ୍ଥାରେ କେମିତି ସମସ୍ୟା, ନର୍କକୁ ଯିବା ସମୟରେ କେମିତି ସମସ୍ୟା, ନର୍କରେ କେମିତି କଷ୍ଟ, ନର୍କରୁ ଆସିକି ବର୍ତ୍ତମାନ କର୍ମଫଳକୁ ଭୋଗିକି କର୍ମଫଳ ହିସାବରେ ପୁଣି ସେ ଗର୍ଭକୁ ଆସେ। ଗର୍ଭକୁ ଆସିଲେ ପୁଣି କେମିତି ସେ କଷ୍ଟ ଭୋଗେ, ଆସନ୍ତାକାଲିଠୁ ଶୁଣିବା। 2 ଦିନ ରହିଲେ 2 ଦିନରେ ସମ୍ପୂର୍ଣ୍ଣ ହେବ ଏ ପ୍ରସଙ୍ଗ, କିଛି ଅସୁବିଧା ନାହିଁ। ଜୀବର ତ ଆହୁରି ସ୍ତୁତି ରହିଛି। ଜୀବ ଯେଉଁ ମାତୃଗର୍ଭରେ ସ୍ତୁତି କରେ, ଖାଲି ସେ ସ୍ତୁତି କହିଲେ ତ ବହୁତ ସମୟ ସାପେକ୍ଷ, ବହୁତ ତତ୍ତ୍ୱ ଜିନିଷ, ସେଇଟା ଧୈର୍ଯ୍ୟ ରହିବନି ଆପଣଙ୍କର, ସନ୍ଦେହ ବି ଆସିବ। ଜୀବଟା ଏମିତି ସ୍ତୁତି କରୁଛି, ସେଇଟା ଆମେ କହିବାନି, କିନ୍ତୁ ପ୍ରସଙ୍ଗ ଆସିବ, ସରିବ। ତାପରେ ଭକ୍ତି ବିଷୟରେ ଶୁଣିବା। ଆସନ୍ତାକାଲି ପରଦିନ ଯେଉଁ ରହିଲେ ଆପଣମାନେ ସମସ୍ତେ ଆସିବେ, ଅନ୍ୟମାନଙ୍କୁ ଡାକିବେ। ନିଜର କଲ୍ୟାଣ ପାଇଁ ଭାଗବତମ ଆସ୍ୱାଦନ କରୁଛନ୍ତି। ଆଉ ମାତାଜୀଙ୍କୁ ବହୁତ ବହୁତ ଧନ୍ୟବାଦ, ଯେହେତୁ ସେଭଳି ଆମକୁ ସୁଯୋଗ ଦେଉଛନ୍ତି ଏଭଳି ଆସ୍ୱାଦନ କରିବା ପାଇଁ। ତେଣୁ ଭଗବାନଙ୍କର କୃପା ତାଙ୍କ ଉପରେ ନିଶ୍ଚିତ ରହିଛି। ଆଉ ତେଣୁ ସିଏ ବି ଏଥିରେ ଆସ୍ୱାଦନ କରୁଛନ୍ତି। ଆମକୁ